हेलो जय 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 सदानंद अनेक सेना प्रयोजक व्यक्तिमान उपस्थित अछंती जोग देइथिबारु प्रथम होछि महाशिवरात्रि हार्दिक अभिनंदन आपनको मोर सह माने एठी साहाय्य करछथि सेमाने मनक अनेक अनेक धन्यवाद। आज ए कार्यक्रम जीवन को प्रथम कार्यक्रम जहाँ हम स्टेज जगन्नाथ कथा से शुणा और कहवा दीदी भगवान इच्छा हुए जगन्नाथ बिना इच्छा कथा शुणी हम ना किए कही से निजे बाछंती निज भक्त मानक निजर कहवा बाचक मानक जो मैंने चर्चा करती से आपण मैंने अच्छी शुणापी आग्रही अच्छा से अनेक अनेक आपन को धन्यवाद करुच्ची। बाकी आपण मानकर बयस बहुत सारा अधिक रही ज्ञान निश्चय अधिक थी से दोषा दोष क्षमा करेंगे बोली आपण मान समस्त मोर भूमिष्ठ प्रणाम। जय जगन्नाथ। आपण मानकर आशीर्वाद मोबा ऊपर रही बोली जानिबे केमती मोर जय जगन्नाथ ध्वनि सहित आपण माने निजे हुड़हुड़ी और जय जगन्नाथ ध्वनि सहित संबोधन करेंगे ताले जानिबे बड़ मान आशीर्वाद रही बोली। जय जगन्नाथ जय जगन्नाथ जय जगन्नाथ। अखंड मंडलाकारं व्याप्तजेन चराचरं तत्पदं दर्शितं येन तस्मै श्री गुरवे नमः। गुरुर्ब्रह्मा गुरुर्विष्णु गुरुदेव महेश्वर गुरु साक्षात् परं ब्रह्म तस्मै श्री गुरवे नमः। नीलांचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। आनंद कंद भगवान की, राधा रमण लाल की, राधा वल्लभ लाल की, श्री रामानुजाचार्य की। अखिल ब्रह्मांडमणि कोटि कैवल्यनाथ परमेश्वर परम ब्रह्म श्री जगन्नाथंकर पदार बिंदरे कोटि कोटि प्रणाम। भक्त वत्सल हरि भक्त मानक ऊपर सदा सर्वदा जार नजर रही थाए चका आखि सबू देखुची सबुतिर साक्षी सीए से चका आखिर चर्चा आरंभ करने पूर्व प्रथमे निमंते संबोधित गोटे भजन आरंभ करवा जोटा आमर अच्छा संगीतज्ञ मैंने करेंगे आरंभ ता आगु प्रथमे गोटे सुंदर श्लोक जगन्नाथ अति प्रिय श्लोक ताहा आमे आरंभ करवा। नीलाद्रौ शंख मध्ये शतदल कमले रत्न सिंहासनस्थं सर्वाणं आयुक्तं नवघनं चिरौ रञ्जुतं सात्वतेन भद्राय वामभागे रथचरणधृतं ब्रह्मरुद्रेन्द्रवन्द्यं वेदानां सारमेकं सजनपरिवृतं ब्रह्मोदारु
ସୁନ୍ଦର ଭଜନ। ଆଜିର ଦିନ ହେଉଛି ପବିତ୍ର ଶିବରାତ୍ରି, ମହାଶିବରାତ୍ରି, ଶିବଙ୍କର ଦିନ। ଆମେ ବସିଛନ୍ତି କୋଉଠି? ସର୍ବକାଳୀ ମନ୍ଦିରରେ। ଚର୍ଚ୍ଚା କଣ? ଜଗନ୍ନାଥଙ୍କର। ଇଏ ଯୋଉ ମିଳନ, ଅଦ୍ଭୁତ ମିଳନ। କାହିଁକି? ଶିବ ହଉଛନ୍ତି ପରମ ବୈଷ୍ଣବ। ବୈଷ୍ଣବ ମାନଙ୍କ ମଧ୍ୟରେ ଶିବ ହଉଛନ୍ତି ସବୁଠୁ ବଡ଼ ବୈଷ୍ଣବ। କାହିଁକି? ଆମର ଯୋଉ ଭଗବାନଙ୍କୁ ଭଜନ କରିବାର ଯେତେ ସବୁ ପ୍ରଥା ରହିଛି, ପରମ୍ପରା ରହିଛି, ଚାରିଟା ମୁଖ୍ୟ ପରମ୍ପରା ଶାସ୍ତ୍ର ଅନୁସାରେ ମାନ୍ୟ ହେଇଛି। ଶ୍ରୀ ସମ୍ପ୍ରଦାୟ, ବ୍ରହ୍ମ ସମ୍ପ୍ରଦାୟ, ରୁଦ୍ର ସମ୍ପ୍ରଦାୟ, କୁମାର ସମ୍ପ୍ରଦାୟ। ଏଇ ଚାରିଟା ସମ୍ପ୍ରଦାୟ ସହିତ ଜଡ଼ିତ ହେଲେ ମଣିଷ ମୋକ୍ଷ ପାଇଥାଏ। ବାକି ସେ ବିଷୟରେ ତ ଚର୍ଚ୍ଚା କରିବା, କିନ୍ତୁ ଭକ୍ତମାନଙ୍କର ଉପସ୍ଥିତି, ଶିବାଳୟ ମଧ୍ୟରେ ଶିବଙ୍କର ଦିନ, ଶକ୍ତି ମଧ୍ୟ ଉପସ୍ଥିତ ଏଠି। ଭକ୍ତମାନଙ୍କର ପାଦ ରଜ এই স্থাନରେ ବର୍ତ୍ତମାନ ପଡ଼ିଛି। ଇଏ ଗୋଟେ ତୀର୍ଥ ହୋଇଗଲା ନିଜେ ନିଜେ। ସେଥିପାଇଁ ଭକ୍ତମାନଙ୍କର ମଧ୍ୟ ଜୟ ହଉ। ବାକି ଭଗବାନଙ୍କର ତ ଜୟ ସମସ୍ତେ କରୁଛନ୍ତି, ଭକ୍ତମାନଙ୍କର ମଧ୍ୟ ଜୟକାର ହଉ। ସେଥିପାଇଁ ସମସ୍ତ ଭକ୍ତମାନଙ୍କର, ସମସ୍ତ ସାଧୁ ସନ୍ଥ ମାନଙ୍କର ଭଗବାନଙ୍କର ସ୍ମରଣ, ଭଗବାନଙ୍କର ଚିନ୍ତନ, ଭଗବାନଙ୍କର କଥା କହିବା, ଏସବୁ ଭଗବାନଙ୍କ କୃପାରୁ ହୋଇଥାଏ। ପ୍ରମାଣ ଆଜିର ଆମେ ଅଛନ୍ତି ଆଜି କଳି ଯୁଗରେ। ସତ୍ୟଯୁଗ, ତ୍ରେତୟା, ଦ୍ୱାପର, କଳି। କଳି ଯୁଗର ପ୍ରଭାବ କେମିତି କେମିତି ପ୍ରଭାବ ଉପସ୍ଥିତ ଜନତାରୁ ଜଣାଯାଉଛି। ଏବେ ଯଦି ଏଠି ଗୋଟେ ମେଲୋଡି ଚାଲିଥାନ୍ତା ତାହେଲେ ଲୋକ ସଂଖ୍ୟା କିଛି ଅଲଗା ଥାନ୍ତା। ଭଗବାନ ନିଜେ ନିଜର ଭକ୍ତମାନଙ୍କୁ ବାଛନ୍ତି। ସେଥିପାଇଁ ଜଗନ୍ନାଥଙ୍କର କଥା ଶୁଣିବା ପାଇଁ ଆପଣମାନେ ଯୋଉ ଅଛନ୍ତି ଏଠି, ଇଏ ପ୍ରମାଣ ହେଉଛି ଯେ ଜଗନ୍ନାଥ ନିଜେ ଆପଣମାନଙ୍କୁ ବାଛିଛନ୍ତି। ଯେତିକି ଶ୍ରୋତା, ଭଗବାନ ଗୀତାରେ ମଧ୍ୟ କହୁଛନ୍ତି ଅର୍ଜୁନଙ୍କୁ, ହେ ଅର୍ଜୁନ, ଘୋର କଳିକାଳ ମଧ୍ୟରେ, ସମ୍ପୂର୍ଣ୍ଣ ଜୀବଜଗତ ମଧ୍ୟରେ କିଛି ଭକ୍ତ ମତେ ମୋ ମାର୍ଗରେ ଅଗ୍ରସର ହୁଅନ୍ତି। ସେମାନଙ୍କ ମଧ୍ୟରୁ କିଛି ଭକ୍ତ ଦୃଢ଼ ଭାବରେ ଗୁରୁଙ୍କର ବଚନକୁ ଧରିକି ଆଗକୁ ଯାଆନ୍ତି। ଯୋଉ ମାନେ ଦୃଢ଼ ଭାବରେ ଯାଉଛନ୍ତି ଆଗକୁ, ସେମାନଙ୍କ ଭିତରୁ କିଛି ହିଁ ମତେ ଶେଷ ପର୍ଯ୍ୟନ୍ତ ଭଜନ କରନ୍ତି ଆଉ ମତେ ପ୍ରାପ୍ତ ହୁଅନ୍ତି। ସେଥିପାଇଁ ଇଏ ଯୋଉ ଭଗବାନଙ୍କୁ ପ୍ରାପ୍ତ କରିବାର କଥା, ଇଏ ଗୋଟେ ବଡ଼ ପରୀକ୍ଷାରୁ, ପୃଥିବୀର ସବୁଠୁ କଷ୍ଟ ପରୀକ୍ଷା, ତାଠୁ ମଧ୍ୟ ଅଧିକା ହେଇଗଲା। ସେଥିପାଇଁ ଭଗବାନଙ୍କର କଥା ଶୁଣିବା ଏତେ ସହଜ ନୁହଁ, ଭଗବାନଙ୍କର ଚର୍ଚ୍ଚା କରିବା ମଧ୍ୟ ଏତେ ସହଜ ନୁହଁ। ଭଗବାନଙ୍କର ପ୍ରାପ୍ତି ପାଇଁ ପ୍ରଥମେ ଆମେ ଜାଣିବା ଭଗବାନ କିଏ, ତାଙ୍କ ସହିତ ଆମର ସମ୍ପର୍କ କ'ଣ। ମଣିଷର ଯୋଉ ଜନ୍ମ ରହିଛି, ଇଏ ଦୁର୍ଲଭ କାହିଁକି? ମଣିଷ ଜନ୍ମ ଏତେ ଦୁର୍ଲଭ କାହିଁକି? ସମସ୍ତେ କହନ୍ତି ଦେବତାମାନେ ମଧ୍ୟ ମଣିଷ ହେବାକୁ ଇଚ୍ଛା କରନ୍ତି ବୋଲି। କାହିଁକି ଇଚ୍ଛା କରନ୍ତି? ସେ ମଣିଷ ଜନ୍ମ ବିଷୟରେ ଟିକେ ଆମେ ଜାଣିବା। ଆମେ କିଏ ତ ଜାଣିଲେ ପ୍ରଥମେ, ତାପରେ ଆମେ ଆଗକୁ ବଢିବା। ପ୍ରଥମ କଥା ହେଉଛି, ଯେତେବେଳେ କିଛି ନଥିଲା ସଂସାରରେ, କିଛି ନଥିଲା, ଯେତେବେଳେ ଅନ୍ଧକାର ନା ରଶ୍ମି, ଆଲୁଅ, ଉଜ୍ଜଳ କିଛି ଯେତେବେଳେ ନଥିଲା, ସେତେବେଳେ ମଧ୍ୟ ଗୋଟେ ତତ୍ତ୍ୱ ସେ ସମୟରେ ମଧ୍ୟ ରହିଥିଲା। ସେଇ ତତ୍ତ୍ୱ ହେଉଛି ପରମ ବ୍ରହ୍ମ ତତ୍ତ୍ୱ। ପରମ ବ୍ରହ୍ମ ତତ୍ତ୍ୱ ଆମର ଜଗନ୍ନାଥଙ୍କର। ଆମେ ନୀଳାଞ୍ଚଳ ଧାମ ଯାଉଛୁ, ସମସ୍ତେ ତ ଏଠି ଉପସ୍ଥିତ ଯୋଉମାନେ ପୁରୀ ତ ଯାଇଥିବେ ନିଶ୍ଚୟ। ଜଗନ୍ନାଥଙ୍କର ସ୍ୱରୂପ ଅନ୍ୟ ଜଗତ ଯାକର ଠାକୁର ମାନଙ୍କଠୁ ଆମ ଜଗାର ସ୍ୱରୂପ ଟିକେ ଭିନ୍ନ। ଜଗନ୍ନାଥଙ୍କର ସ୍ୱରୂପ କେମିତି ଭିନ୍ନ? ହାତ ନାହିଁ, ଆଖି ଏଡେ ଏଡେ, ସେଥିରେ ପୁଣି ଭ୍ରୁଲତା ନାହିଁ, ଓଠ ଓସାରିଆ ଓଠ, ରୂପ କେମିତି? ବାମନ। ଏ ରୂପ ଭଗବାନଙ୍କର। ଗରିବ ଲୋକ ପ୍ରଥମେ ଆଶ୍ଚର୍ଯ୍ୟର କଥା ଯେ କଳ୍ପନା ଜଣେ କେମିତି କଲା ଏ ରୂପକୁ, ଜଗନ୍ନାଥଙ୍କର ରୂପକୁ କଳ୍ପନା ଜଣେ କେମିତି କରିଥିବ? ଜଣେ ଗରିବ ଯଦି ମନୁଷ୍ୟ ଗଢିଥିବ, ସିଏ ତାର ଚିନ୍ତାଧାରା, ମୁଣ୍ଡ ଆସିବ, ହାତ ଆସିବ, ଆଖି ନାକ କାନ ଫାଟି ସବୁ ରହିବ। ଇଏ ଅଦ୍ଭୁତ ପ୍ରକାରର ଗୋଟେ ରୂପ ଭଗବାନ କରିଛନ୍ତି। କାହିଁକି? ଆଉ ନାମ କ'ଣ? ଦାରୁ ବ୍ରହ୍ମ। ଆଜ୍ଞା, ବ୍ରହ୍ମ ହଉଛି ନିରାକାର ସ୍ୱରୂପ, ଯାହାର ଆକାର ନାହିଁ, ନିରାକାର, ନିର୍ଗୁଣ। କିନ୍ତୁ ଆମର ଠାକୁର ଏଠି ଅଛନ୍ତି, ଇଏ ଦାରୁ ବ୍ରହ୍ମ। ମାନେ ଦାରୁ ହଉଛି ଯାହାର ଆକାର ଅଛି, ଓଜନ ଅଛି, ବସ୍ତୁତ୍ୱ ଅଛି। ବ୍ରହ୍ମ କିନ୍ତୁ ଶବ୍ଦ ଲାଗୁଛି ପଛରେ ଯାହାର ନିରାକାର। ଯେତେବେଳେ ମହାନ ମହାନ ଜ୍ଞାନୀ ମାନେ, ଯୋଗୀ ମାନେ ଏଠିକି ଆସିଛନ୍ତି, ସେମାନେ ନିଜେ ଭ୍ରମିତ ହୋଇଯାଉଛନ୍ତି। ଇଏ ଠାକୁରକୁ କିଏ ସହଜରେ ଜାଣିପାରେ ନାହିଁ। ଇଏ ହଉଛନ୍ତି ନିରାକାର, ନିର୍ଗୁଣ, କିନ୍ତୁ ସାକାର, ସଗୁଣ। କାହିଁକି ସଗୁଣ ରୂପ? ଭଗବାନଙ୍କର ଭକ୍ତ ମାନଙ୍କ ପାଇଁ ଇଏ ହେଇଛନ୍ତି ସଗୁଣ ସ୍ୱରୂପ। ସେଥିପାଇଁ ଇଏ ଭକ୍ତ ବତ୍ସଳ ହରି, ଭକ୍ତ ମାନଙ୍କର ପ୍ରାଣର ଠାକୁର। ଓଡ଼ିଆ ମାନଙ୍କର
ଅତି ପ୍ରିୟ ଠାକୁର। କଣ ହଉଛି ହଉ ଆମର ଘରେ ଯେତେବେଳେ ଅସୁବିଧାଟେ ପଡେ ଆମର ପ୍ରଥମେ କାହାକୁ ଡାକିବାକୁ ମନ ହୁଏ? ହେ ଜଗା, ହେ କାଳିଆ ଠାକୁର, ହେ ମଣିମା ଆପଣ ଥାଉ ଥାଉ ଏଡେ ବଡ ଅସୁବିଧା କେମିତି ହେଲା? ତାର ତ କୋଉଠି ନା କୋଉଠି ୟାଙ୍କର କନେକ୍ସନ ସମ୍ପର୍କ ଅତି ପ୍ରାଞ୍ଜଳ ଭାବରେ ଆମ ସହିତ ରହିଛି। ସେଥିପାଇଁ ଇଏ ହେଉଛନ୍ତି ସେଇ ପରମ ବ୍ରହ୍ମ ଯିଏ ଯେତେବେଳେ କିଛି ନଥିଲା ସେତେବେଳେ ଥିଲେ। ଇଏ ସେଇ ପରମ ବ୍ରହ୍ମ ଯେତେବେଳେ କିଛି ନଥିବ ସେତେବେଳେ ମଧ୍ୟ ଥିବେ। ସେଥିପାଇଁ ୟାଙ୍କର ଆମେ ଧାମରେ ଜନ୍ମ ହୋଇଛନ୍ତି, କମ୍ ସେ କମ୍ ଆମେ ପାଖରେ ଅଛନ୍ତି, ଜଗନ୍ନାଥଙ୍କ ଅତି ନିକଟରେ ଅଛନ୍ତି। ଇଏ ଆମେ ଭଗବାନ ଆମକୁ କୃପା କରିକି ଆମକୁ ନିକଟ ସ୍ଥାନ ଦେଇଛନ୍ତି। ନହେଲେ ଯଦି ମଧ୍ୟପ୍ରଦେଶ ଏମିତି ମଝିଆ ସ୍ଥାନରେ ଯଦି ଥାନ୍ତେ ସବୁଯାକ ତୀର୍ଥ ଦୂର ପଡ଼ିଥାନ୍ତା। ଆମେ ଜଗାର ନିକଟରେ ଅଛୁ, 4-5 ଘଣ୍ଟା ସମୟ ଲାଗିଲେ ଦର୍ଶନ ମିଳିଯାଏ। ତଥାପି ମଧ୍ୟ ଆମକୁ ବର୍ଷରେ ଥରେ ଡାକେ କାଳିଆ ଶାନ୍ତ। ସେଥିପାଇଁ କୋଉଠି ନା କୋଉଠି ଆମର ଟିକେ ଅସୁବିଧା ରହୁଛି। କଣ ଅସୁବିଧା ରହୁଛି? ପ୍ରଥମେ ଦେଖିବା ପରମ ବ୍ରହ୍ମଙ୍କଠୁ ଉତ୍ପତ୍ତି କେମିତି ହେଲା ସଂସାର ଜୀବଜଗତ। ଆଜିର ଆମେ ଦେଖୁଛୁ, ଆମକୁ ଯଦି ଆଜି କିଏ ଜଣେ ପଚାରିବ ଆପଣ କିଏ, ଆପଣ ଯଦି କିଏ ବୋଲି ପଚାରିବ ପ୍ରଥମେ ଆମର ଉତ୍ତର ଆସିବ ଆମେ ହଉଛୁ ଶରୀର। ଶରୀର କାହିଁକି? ଆମେ ଦର୍ପଣରେ ଯେତେ ଦେଖୁଛୁ ସବୁ କାହାକୁ ଦେଖୁଛୁ? ସବୁବେଳେ ନିଜର ଦେହଟାକୁ, ଶରୀରକୁ। ଉତ୍ତର ସେଥିପାଇଁ ଶରୀର ବୋଲି ଆସିବ। କାହିଁକି? ନିଜ ନାଁଟା ଆମେ କହିବା, ନାମ ହିଁ ଆମର ପରିଚୟ, ଏ ଶରୀର ହିଁ ଆମର ପରିଚୟ। ଆଚ୍ଛା, ଶରୀର ଆମର ପରିଚୟ ନୁହଁ ବୋଲି କେମିତି ପ୍ରମାଣ ମିଳିବ? ଜୀବନ ସାରା ଜଣେ କଷ୍ଟ ପଡ଼ିକି ନିଜର ପରିବାରକୁ ପୋଷିଲା, ନିଜ ଶରୀରର ଉନ୍ନତି ଦେଖିଲା, ନିଜ ପାଇଁ ବଞ୍ଚିଲା। ଗୋଟେ ଅତ୍ୟନ୍ତ ମାନେ ଯାହାର ଇମୋସନ ନାହିଁ, ଭାବନା ନାହିଁ ଯାହାର, ସେମିତିକା ବ୍ୟକ୍ତି ମଧ୍ୟ କାହା ପାଇଁ ନିଜେ ବ୍ୟାକୁଳ ହୋଇଥାଏ, ଅନ୍ୟ ପାଇଁ ନୁହଁ। ସେ ନିଜ ବାପା ମାଙ୍କୁ ପଚାରିଲାନି, ସେ ନିଜ ସ୍ତ୍ରୀଙ୍କୁ ପଚାରିଲାନି, କିନ୍ତୁ ସେ ନିଜକୁ ନିଶ୍ଚୟ ଗୁରୁତ୍ୱ ଦଉଥିବ। ନିଜକୁ ବିନା ଗୁରୁତ୍ୱ ଦେଇକି କିଏ ସଂସାରରେ ଚାଲିପାରିବ ନାହିଁ। ନିଜକୁ ସବୁବେଳେ ସିଏ ଆଗୁଆ ରଖିବ ହିଁ ରଖିବ। ସେଥିପାଇଁ ଏ ଯୋଉ କଥା ରହୁଛି ଯେ ନିଜେ ଆମେ ସବୁବେଳେ ଶରୀରକୁ ନିଜେ ବୋଲି ଭାବୁଛୁ, ଇଏ ଆମେ ନିଜେ ନୁହଁ। କେମିତି ପ୍ରମାଣ ଦିଏ ବା କୋଉଠୁ ଆମେ ପ୍ରମାଣ ପାଇବା? ଭଗବାନଙ୍କର ଗୋଟେ ଲୀଳା କରନ୍ତି, ମୃତ୍ୟୁ। ମୃତ୍ୟୁ ଯେତେବେଳେ ହେଇଯାଏ ସେ ସଭିଙ୍କର ପରିଚୟ ଦେଇଦିଏ। ମୃତ୍ୟୁ କଣ? ଯେତେବେଳେ ମଣିଷ ଜନ୍ମ ହୁଏ ସିଏ ଧୀରେ 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 ବୟସ ତାର ବଢି ବଢି ଚାଲେ, ନିଜେ ଗୋଟେ ସ୍ତରରୁ ଆଉ ଗୋଟେ ସ୍ତରକୁ ବଢି ବଢି ଚାଲେ। କିଛି ସମୟ ଚାଲିଯିବ ତାର ପିଲା ବାଲ୍ୟ ରୂପରେ, ଯୋଉଠି ସେ ସମସ୍ତେ ତାକୁ ଶ୍ରଦ୍ଧା କରିବେ। ଜନ୍ମ ହଉ ହଉ ସମସ୍ତେ ତାର ଆଗ୍ରହର ସହିତ ମିଠା ବଣ୍ଟାଯିବ ଘର ଦ୍ୱାରରେ। କିଛି ସମୟ ବିତିଗଲା ପରେ ସିଏ ନୂଆ ନୂଆ ଦୁନିଆକୁ ଦେଖିବ। ନୂଆ ନୂଆ ଦୁନିଆ କଣ ନା ମାୟାର ପ୍ରତାପ, ପ୍ରଚଣ୍ଡ ପ୍ରତାପ ମାୟାର। ସେ ପ୍ରତାପରେ ପଡ଼ିକି ସିଏ ଧୀରେ ଧୀରେ କିଛି 8-10 ବର୍ଷ ନିଜର ଯୋଉ କିଶୋର ଅବସ୍ଥା ସେଥିରେ ଚାଲିଗଲା। ଯବାନ ଅବସ୍ଥା ଯେତେବେଳେ ଆସିବ, ଘରର ଦାୟିତ୍ୱ, ସେଥିରେ ପୁଣି ଯବାନ ଅବସ୍ଥାରେ ଚାଲିଯିବ। ବୃଦ୍ଧ କାଳ ଆସିବ, ସିଏ ସବୁଠୁ ଇଣ୍ଟରେଷ୍ଟିଂ ଜିନିଷ। ଜୀବନ ସାରା ଯାହାକୁ ପୋଷିଲା ସେମାନଙ୍କ ପାଇଁ ଇଏ ହେଇଯିବ ଗୋଟେ ବୋରିଂ ପାତ୍ର। କଣ ନା ଘରେ ରହିଯିବ, ଆଉ ଇନକମ୍ ବନ୍ଦ, ପେନସନ ଆରମ୍ଭ। ଯଦି ପେନସନ ମିଳିଲାନି ସେ ଆହୁରି ଦୁଃସହ ଜୀବନ ହୋଇଗଲା। କିଛି ନାହିଁ, ଘରେ କେବଳ ପଡ଼ିକି ଥିବ ସିଏ। ସେ ଘରେ ସ୍ଥିତିରେ ପୁଅ ଆସିବ, ଦେଖିବ ଘରେ ଜଣେ ଅଛି, କିଛି କାମ କରୁନି, ଖାଲିରେ ବସୁଛନ୍ତି। ପୁଣି ତାଙ୍କ ପ୍ରତି ଖର୍ଚ୍ଚ ହଉଛି, କାଶ ହଉଛି, ଜ୍ୱର ହଉଛି, ସବୁ ପ୍ରକାର ଖର୍ଚ୍ଚ ହଉଛି। ତ କୋଉଠି ନା କୋଉଠି ମଣିଷ ଯୋଉ ଜୀବର ଆଗମନରେ ମିଠା ବଣ୍ଟା ହେଇଥିଲା ଘରେ, ଆଜିର ସେଇ ଜୀବ ବୃଦ୍ଧ ଅବସ୍ଥା ଯେତେବେଳେ ପ୍ରାପ୍ତ ହେବ, ସିଏ କଣ ହେଇଯିବ? ଘରେ ଗୋଟେ ବୋଝ। ସ୍ତ୍ରୀ ନିଜର, ସିଏ କହିବ ମରୁନି କାହିଁକି ବୁଢା, ଆଉ ଟିକେ ତୃପ୍ତି ପାଇଥାନ୍ତି, ସମୟ ପାଇଥାନ୍ତି ନିଜ ପାଇଁ। ବାପା ବୁଢାଟା ଯେତେବେଳେ ବସିଥିବ ଘରେ, ପୁଅ ମଧ୍ୟ ମାନେ ବିରକ୍ତ ହବ। ସେଠି ପୁଣି ପୁଅର ସ୍ତ୍ରୀ ବୋହୂ, ଯୋଉ ବୋହୂକୁ ଅତ୍ୟନ୍ତ ଆୟୋଜନ କରିକି ଅଣାଯାଇଥିଲା, ସେଇ ବୋହୂର ମଧ୍ୟ ଗାଳି ଶୁଣିବାକୁ ହବ। କାହିଁକି? ବୋଝ ଗୋଟେ ଘରର। ବୃଦ୍ଧ ଲୋକଟା ଏତେ ସବୁ ପରେ ମଧ୍ୟ ତାର ଆସକ୍ତି ତୁଟିବ ନାହିଁ। କେମିତି ତୁଟିବନି? କାହିଁକି ନା ନାତି ନାତୁଣୀ ଥିବେ ଘରେ, ସେମାନଙ୍କର ଯୋଉ ଚାଲି ଚଳଣି, ଲଳିତ ଲଳିତ କଥା, ଛୋଟ ଛୋଟ ଯୋଉ ପାଟି ଲାଗୁଥିବା କଥା, ସେ ବୃଦ୍ଧ ବୟସ୍କ ବ୍ୟକ୍ତି ମଧ୍ୟ ବାପା ମା ସମସ୍ତ ଯୋଉ ନିଜର ପୁଅ ବୋହୂ, ନିଜର ପରିବାର ଜନଠୁ ସମସ୍ତ ପ୍ରକାରର ତଡ଼ିତ ହେଲା ପରେ ମଧ୍ୟ ତା ମନରେ କୋଉଠି ନା କୋଉଠି ଆସକ୍ତି, ଘର ପ୍ରତି ମୋହ ଯିବ ନାହିଁ। ସେଥିପାଇଁ ଏଇ ଯୋଉ ମୋହ ଏତେ ସହଜରେ ତୁଟିବ
ନାହିଁ। ମୃତ୍ୟୁ ସମୟ ଯେତେବେଳେ ଆସିଯିବ, ଏଇ ମୃତ୍ୟୁ ସମୟ ସମସ୍ତଙ୍କ ପରିଚୟ ଦେଇଦିଏ। ମରୁ ମରୁ ବ୍ୟକ୍ତିଟା ମରୁ ମରୁ କଣ ହୁଏ? ବ୍ୟକ୍ତି ଯେତେବେଳେ ମୃତ୍ୟୁବରଣ କରେ, ପ୍ରଥମେ ଖୋଜାଯାଏ କେମିତି ଯଥାଶୀଘ୍ର ନେଇକି ଆକୁ ଶ୍ମଶାନରେ ପୋଡ଼ି ଦିଆଯିବ। ଆରେ ଯଦି ସମ୍ପର୍କ ବାନ୍ଧିଲ ସେଇ ଦେହ ସହିତ, ଯଦି ସମ୍ପର୍କ ହେଲା ତମର ସେଇ ବ୍ୟକ୍ତି ସହିତ, ତାର ନାମ ଅଛି, ସେ ବ୍ୟକ୍ତି ନିଜେ ବସିଛି ଚୌକି ଉପରେ, କଣ ପଳେଇଲା? କାହା ପାଇଁ ସଜା ହଉଛି ଶ୍ମଶାନ, କାହା ପାଇଁ ସଜା ହଉଛି କାଠ ସବୁ? ତ ଏଠି କୋଉଠି ନା କୋଉଠି ଆମକୁ ବୁଝିବାକୁ ହବ, ଯୋଉ ବ୍ୟକ୍ତି ବଞ୍ଚିଥିବା ଅବସ୍ଥାରେ ଆମେ ଏତେ ଭଲ ପାଉଥିଲେ ବା ଏତେ ତା ସହିତ ସମ୍ପର୍କ ବାନ୍ଧିଥିଲେ, ସେ ବ୍ୟକ୍ତି ମୃତ୍ୟୁର 10 ମିନିଟ୍ ପରେ ଚିନ୍ତା ହେଇଯାଏ ପୋଡ଼ିବା କେମିତି। ନିଜର ଗୃହର ଲୋକମାନେ ନିଜେ ପ୍ରଥମେ ଜାଗ୍ରତ କରନ୍ତି କାଠ ସବୁ, ସାହି ପଡ଼ିଶା ଲୋକମାନେ। ଯଦି ସମ୍ପର୍କ ସେଇ ଦେହ ସହିତ ଥିଲା, ରଖୁନ ଦେହକୁ। ଚାଲିଗଲା କିଏ? କିଏ ଗୋଟେ ଥିଲା ଯାହା ସହିତ ଆମେ ସମ୍ପର୍କ ବାନ୍ଧିଥିଲେ, କିନ୍ତୁ ଭ୍ରମିତ ଥିଲେ ଯେ ଆମେ ଦେହ ସହିତ ସମ୍ପର୍କ ବାନ୍ଧିଛୁ ବୋଲି। ନହେଲେ ଦେହକୁ ରଖିଥାନ୍ତେ। ଦେହକୁ ପୋଡ଼ିବା କାହିଁକି ଜରୁରୀ? ସେ ତ ଅଛି ନା ସେମିତି ବସି, କଣ ଚାଲିଗଲା? ଭିତରେ ଥିବା ସେଇ ତତ୍ଵ, ଯୋଉ ତତ୍ଵ ହଉଛି ସେଇ ପରବ୍ରହ୍ମ ତତ୍ଵ, ମାନେ ସେଇ ଭିତରେ ଥିବା ଊର୍ଜା। ଆରେ ଗୁଣ ଭିନ୍ନ ଭିନ୍ନ, ରୂପ ଭିନ୍ନ ଭିନ୍ନ, କିନ୍ତୁ ସେଇ ତତ୍ଵ ଗୋଟେ। ଯେମିତି ଆମର ବିଦ୍ୟୁତ ସବୁଥିରେ ଥାଏ, ଫ୍ରିଜ ଟା କଣ କରେ? ଥଣ୍ଡା କରେ, ସେଇ ଇଲେକ୍ଟ୍ରିସିଟି ସେଇ କରେ। ମାତ୍ର ହିଟର କଣ କରେ? ଗରମ କରେ। ମାନେ ଗୁଣ ଭିନ୍ନ ହେଇଗଲା, ମାତ୍ର କରେଣ୍ଟ ଗୋଟେ। ଠିକ ସେମିତି ଭିତରେ ଥିବା ତତ୍ଵ ଗୋଟେ, ରୂପ ଗୁଣ ବୟସ ଭିନ୍ନ ଭିନ୍ନ। ସେଥିପାଇଁ ଏ ଭିତରେ ଥିବା ତତ୍ଵ ଯେତେବେଳେ ଚାଲିଯାଏ, ଶରୀରଟା ଅଲୋଡା ହେଇଯାଏ। ଏଇ ଶରୀରକୁ ଏତେ ଭଲ ପାଉଥିଲେ ତା ପୁଅ, ଏଇ ଶରୀରକୁ ଏତେ ଭଲ ପାଉଥିଲେ ତାର ସ୍ତ୍ରୀ, ତାର ପରିବାର ଜନ, କିନ୍ତୁ ସେ ବ୍ୟକ୍ତି ଯେତେବେଳେ ତତ୍ଵ ଭିତରର ତତ୍ଵ ବାହାରିକି ଚାଲିଯାଏ, ସିଏ ଅଲୋଡା ହେଇଯାଏ। ଆଉ ସବୁଠୁ ମଜା କଥା ହଉଛି, ପିଣ୍ଡ ଦାନ ହୁଏ। ଗଙ୍ଗା, ଗୋଦାବରୀ, ବିଭିନ୍ନ ପ୍ରକାର ତୀର୍ଥ ସ୍ଥାନ ଯାଇକି ଆମେ ପିଣ୍ଡ ସମର୍ପଣ କରୁ। ତାର ଅର୍ଥ କଣ? ପିଣ୍ଡ ଯୋଉ ଦାନ କରାଯାଏ ତାର ଅର୍ଥ କଣ? ଇଏ ହଉଛି ମାୟାର ପ୍ରତାପ। ସେଥିପାଇଁ ଭଲ ଭାବରେ ବୁଝନ୍ତୁ, ମାୟା ଭଗବାନ କେମିତି ରଚନା କରିଛନ୍ତି, କେମିତି ଆମେ ବାସ୍ତବରେ କିଏ। ଇଏ ତତ୍ଵ ଯିଏ ଜାଣିଦେଲା, ସିଏ ତାକୁ ଆଉ ମାୟା ସହଜରେ ଲାଗିବ ନାହିଁ। ସେଥିପାଇଁ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ବୁଝିବା ଦ୍ୱାରା କୋଉଠି ନା କୋଉଠି ମାୟାର ଯୋଉ ପ୍ରଭାବ ରହିଛି, ସେ ପ୍ରଭାବକୁ ଆମେ କମେଇ ପାରିବା। ବ୍ୟକ୍ତି ଯେତେବେଳେ ତୀର୍ଥ ଯାଇକି, ବିଭିନ୍ନ ପ୍ରକାରର ପବିତ୍ର ସ୍ଥାନ ଯାଇକି, ତାର ଯୋଉ ବାରପତ୍ର ପିଣ୍ଡ ସବୁ ଯୋଉ କାର୍ଯ୍ୟକ୍ରମ ହୁଏ, ଇଏ ଆକ୍ଚୁଆଲି ଶୁଦ୍ଧି ପାଇଁ ହୁଏ। ଶୁଦ୍ଧି ପାଇଁ, ତାର ଅର୍ଥ ଯୋଉ ବ୍ୟକ୍ତି ଘରେ ଜୀବନ ସାରା ରହିଲା, ଯୋଉ ବ୍ୟକ୍ତି ଆମର ନିଜର ପରିଚିତ ବ୍ୟକ୍ତି, ଯାହା ପାଇଁ ଆମେ ବଞ୍ଚୁଥିଲୁ, ଯାହା ପାଇଁ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଥିଲୁ, ସେଇ ବ୍ୟକ୍ତିଠୁ ଆମକୁ ବର୍ତ୍ତମାନ ଶୁଦ୍ଧି ଦରକାର। ୟାଠୁ ଭୟଙ୍କର ମାୟା ଆଉ କିଛି ନାହିଁ। ଆଉ କଣ ମାୟା ରହିବ? ଯୋଉ ବ୍ୟକ୍ତି ପାଇଁ ଆମେ ଏତେ ନିଜର ନିଷ୍ଠାପର କଲୁ ଜୀବନ, ସେମାନେ ଆମଠୁ ପିଣ୍ଡ ଛାଡି ଦିଅନ୍ତି, କାଟନ୍ତି, ଆଉ ଜୀବନ ସାରା ବୁଲେଇବାକୁ ତାକୁ ନେଇନଥିବେ। ଗଙ୍ଗା, ଗୋଦାବରୀ, ଗୟା, ମଲା ପରେ ତାର ଅସ୍ଥିକୁ ଧରିକି ଯିବେ। ଜୀବନ ସାରା ସେ ବୁଢା କହିଥିବ ମତେ ଟିକେ ନେଇଯିବେ, ମୋ ପୁଅ ଅଛି ମତେ ନେଇଯିବନି କି ତୀର୍ଥସ୍ଥାନ ବୁଲେଇବାନି। ମୃତ୍ୟୁ ପରେ କିନ୍ତୁ ଆମେ ଅତି ପ୍ରାଞ୍ଜଳ ଭାବରେ ସହଜରେ କେମିତି ମଧ୍ୟ ହଉ କୁଆଡୁ ପଇସା ଆଣିକି ଧରିକି ତାକୁ ଯିବା ତୀର୍ଥ ସ୍ନାନ କରିବା। କାହିଁକି? କୌଣସି ମଧ୍ୟ ସମ୍ବନ୍ଧ ଆମର ନ ରହୁ। ଗଙ୍ଗା ଯଦି ସବୁଠୁ ପବିତ୍ର ସ୍ଥାନ, ଗଙ୍ଗାରେ ଯାଇକି ମୋର ଜୀବ ଯୋଉ ମୃତ୍ୟୁ ହେଲା, ଯୋଉ ଜୀବ ସିଏ ମୋ ସହିତ ଯୋଉ ସମ୍ବନ୍ଧ ଅଛି ତାହା ତୁଟି ଯାଉ। ତାର ଅର୍ଥ ୟାଠୁ ଭୟଙ୍କର ମାୟାର ଉଦାହରଣ ଭଗବାନ ଆଉ କିଛି ସଂସାରରେ କରିନାହାନ୍ତି। ମୃତ୍ୟୁ ହେଉଛି ଭୟଙ୍କର ଉଦାହରଣ ମାୟାର। ତ ଆମେ ହଉଛୁ କଣ ତାହେଲେ? ସେଇ ପରମ ବ୍ରହ୍ମଙ୍କର ତତ୍ଵ। ସମୁଦ୍ରର ଜଳ ଯେମିତି ଭିନ୍ନ ଭିନ୍ନ ପାତ୍ରରେ ରଖିଲେ ସେଇ ସମୁଦ୍ର ଜଳ ଭିତରେ ଅଛି ସମୁଦ୍ର ଜଳ, କିନ୍ତୁ ପାତ୍ର ଭିନ୍ନତା ଯୋଗୁଁ ସେ ଭିନ୍ନତା ଦେଖାଯାଏ। ଗୋଟେ ଗ୍ଲାସରେ ରହିଛି, ଗୋଟେ ତାଟିଆରେ ରହିଛି, ଗୋଟେ ଢାଳରେ ରହିଛି, ଭିନ୍ନ ଭିନ୍ନ ପାତ୍ର ରହିଛି, କିନ୍ତୁ ଜଳ କଣ? ସେଇ ସମୁଦ୍ରର, ସେଇ ନିର୍ଗୁଣ ନିରାକାର ତତ୍ଵ ଆତ୍ମା ରୂପରେ ଆମର ଭିତରେ ବିଦ୍ୟମାନ, ସାକ୍ଷୀ ରୂପରେ ସେ ରହିଛି। ଆମର ସବୁ କର୍ମକୁ ସିଏ ଦେଖୁଛି, ତଦାରଖ କରୁଛି। ଯେତେବେଳେ ସମୟ ଆସିବ, ଯେତେବେଳେ ମୃତ୍ୟୁ ସମୟ ଉପନୀତ ହେବ, ସେତେବେଳେ ପିଠିରେ ପଡ଼ିବାକୁ ଆଉ କିଏ ନଥିବେ। ସିଏ ସମ୍ପୂର୍ଣ୍ଣ ଜୀବନର ନିଷ୍ଠାପର କରିଥିବା ସମ୍ପତ୍ତି, ନିଜର ସମବୁହା ଝାଳକୁ କେବଳ କଳ୍ପନା ଚକ୍ଷୁରେ ଦେଖିବ। ଆଉ କୌଣସି ପ୍ରକାରର ସିଏ କାର୍ଯ୍ୟକ୍ରମ କରିପାରିବ ନାହିଁ। ଜ୍ଞାନ ହଜିଯିବ, ବଳ ହଜିଯିବ, ବୟସ ତ ସେମିତିରେ ଚାଲି ଯାଉଛି ଦିନକୁ ଦିନ। ସେଥିପାଇଁ ପରମ ବ୍ରହ୍ମ ତତ୍ଵକୁ ଜାଣିବା ନିହାତି ଜରୁରୀ। ସେଇ ପରମ ବ୍ରହ୍ମ ତତ୍ଵ ଭଗବାନ ନିଜେ ଯେତେବେଳେ କିଛି ନଥିଲା, ପରମ ବ୍ରହ୍ମ ତତ୍ଵ ଥିଲେ,
सेठू सृष्टि है कौन साकार सगुण ब्रह्म से साकार सगुण ब्रह्म होउचंती हमर एई जगन्नाथ महाप्रभु जी नीला कंदर रे रत्न सिंहासन उपरे बसिछंती जहाको देखिदेला मात्रे कोटि जन्मर पाप क्षय हो जाए जार चका आखिरे थरे आखि मिसई देले भक्त तार दुख भूली जाए सी यही ठाकुर आमर निराकार परम ब्रह्म जेतेबेले साकार रूप धारण कले साकार रूप रे आमर दर्शन दौछंती भक्त माननकु ग्रह पीड़ा समस्ते डरंती जार आखि को चका आखि साथे आखि मिसी गले लुह टोपे झरी जाऊ आमर जगन्नाथ को जेतेबेले हम दर्शन करबा जाउछु दुख कहबाकू भक्तटे जाई थाए निजे विभिन्न प्रकार वेदना निजर पीड़ा कहबाकू जाई थाए किंतु जेतेबेले जगन्नाथ आखिरे तार आखि पड़ जाए कौन हुए सबू ध्वंस हो जाए आउ किछि मने पड़ेनि कौन आश्चर्य कथा बाहर को जने भक्त जगन्नाथ मंदिर में दर्शन करके बाहर को आसीबो ताकू आमे जेतेबेले पचारिबा कौन देखिलो हां जगह दर्शन होला कल्पना करि परछ कौन देखिलो भितरे किछि नाही मन रहबो केवल कौन आखि चका आखि से ये सेही परम ब्रह्म तत्वरु साकार निर्गुण निराकार ब्रह्मरु भक्त मानकर भाव पाई साकार और सगुण रूप होगी विभिन्न मंदिर रे विभिन्न प्रकार आम जो रूप को देखुचु सी विद्यमान होती समुद्र रे जलाशय रे प्रबल जल थाए किंतु हाथ को सेते बेले आसीबो जेते बेले आंजुली हबो ठीक से मिति से आंजुली होची भक्ति सेही आंजुली होची भक्ति भक्ति मार्ग ज्ञान मार्ग ध्यान मार्ग विभिन्न मार्ग रे साधक साधना करिकी याको प्राप्त करबा को चेष्टा करिथांती एई परम ब्रह्मंकटू कौन निर्गुण निराकार ब्रह्मंकटू सगुण साकार ब्रह्म सीए तांकटू 24 तत्व संसार रे क्रिएट हेची सृष्टि हेची सेही 24 तत्व कौन कौन प्रथमे भगवान सृष्टि कले प्रकृति आमे जेते सब जीव जंतु जेतिकी सब अछंती मनीष सहित समस्ते कोठू जात समस्ते प्रकृति मंगल ग्रह रे रहिले मध्य से प्रकृति जात अमेरिका रे रहिले मध्य से प्रकृति जात पाताल रसातल तलातल कोठी रहिले मध्य से प्रकृति जात माने बिना प्रकृति आमे बाहरी परिबा नाही प्रकृति आमे बाहर को बाहरी परिबा नाही काहे कि ना भगवान परम ब्रह्मंकटू साकार ब्रह्म साकार ठू प्रकृति सृष्टि हेची सेही प्रकृति आगो को बढ़िची कोन अहंकार अहंकार मनीष जेते बेले जो जीव होची हो जन्म जेते बेले हुए सांगे सांगे गोटे जिनिस ता भीतर को चली आसे प्रकृति रो जदी सृष्टि हेची सी ता भीतर गोटे जिनिस रहिबो ही रहिबो से होची कोन अहंकार निजर जो भाव जे मु अहम ए अहम सेकेंडरी सृष्टि प्रकृति पर अहंकार सृष्टि हेची सेति पई सबुथरे ये महत वृद्धि थाए सामान्य गोटे कुकुरटा को मध्य तमे जदी घोड़े बसी चली जाउची छोट पिलाटे जेतेबेले जन्म होची सी क्षीर पीबार जानी हसिबार जानी सी गोड़ छाटिबार जानी सबू जानी तार अर्थ ये पुरातन ये नूतन नुह जदि नूतन होता शिखेबा पड़ी था हसिबार कांदार क्रंदन जन्म हो केमी करुच्ची सी तार अर्थ एठू जना पड़ुची ये पुरातन ये जो शरीर भितर जी अच्छी सी बास्तव तुम तो किसी शिखेन सी मेडिकल जन्म होला मात्र कांदुची से छुआ कांदिबा किए शिखेला ताकू सेथिपाई ए पुरातन आत्मा केवल शरीर परिवर्तन करी 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 आगो को बढ़े एई आत्मा जेते बेले आसी जाए प्रकृति रु कोन हुए अहंकार आसी जाए सेठू ता पाखरे बुद्धि तो रहे काहेकि ना जेते जीव जंतु हेले मध्य से निजे निजे निजर बुद्धि टिके खटांती जीव जंतु माने मध्य मनीष पाखकु तो मनीष तो सेमिति दुर्लभ केमिति दुर्लभ किछि समय पर जणा पड़िबो बुद्धि समस्त पाखे किसी ना किसी थाए गोटे कुकुरटे जब गोटे आटा बक्स भितर कभर कर दिया सी केमी बाहर सटपट होगी बाहरी पड़ो थे बाहरी पड़े दुई तो बर्तन से समय लगे सी आउे सहज बाहरी पड़ो से बुद्धि समस्त पाखे थाए तार अर्थ जीव जगत में समस्त प्रकृति जात जीवों पाखे अहंकार थाए बुद्धि थाए तापर गोटे स्पेशल जिनस जहाँ केवल दुर्लभ जाति को मिली मनीष को मिली कौन मन आज्ञा मन जेते कांड करुची संसार रे ये मन ही सबको परास्त करके रखी अनंत कोटि ब्रह्मांड रे अनंत कोटि थर आम जन्म हो सारे आम संपूर्ण पुरातन जिते परम ब्रह्म सृष्टि है जिते आत्मा सृष्टि है से ही काल आम एवं पर्यंत कुकुर मांकड़ बिराड़ी विभिन्न प्रकार जोनि रे बुली 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 पुनर्बार मनीष होचु पुनर्बार कर्म अनुसार फल भोगिकी पुनर्बार आम से 84 लक्ष जोनि रे घुरुचु
କିନ୍ତୁ ମୁଣ୍ଡରେ ବୁଦ୍ଧି ପଶୁ ନାହିଁ ଯେ ଆମର ଉଦ୍ଦେଶ୍ୟ କ'ଣ? ଟଙ୍କା ପଇସା କମେଇବା, ସହଜରେ ତାକୁ ଉପଭୋଗ କରିବା, ମୃତ୍ୟୁ ବେଳେ ଘର ଲୋକଠୁ ବିଭିନ୍ନ ପ୍ରକାର ନିନ୍ଦା ଅପବାଦ ଶୁଣିକି ମରିଯିବା, ପୁନର୍ବାର ଜନ୍ମ ହେବା। କୁକୁର ହେଲେ ବୁଦ୍ଧି ଆମର ମନ ରହିଲାନି, ମଣିଷ ହେଲେ ପୁନର୍ବାର ମନ ଆସିବ, ପୁନର୍ବାର ସେଇ କଥା। ମାନେ ଏହି ଯୋଉ ରିପିଟେସନ, এই যে পুনরাবৃত্তি চালিছি, ইয়ে চালি 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 আমার ঠকি দিবা সিনা আর সমাপ্ত হুয়ে নাহি। ভগবান এতে সব সৃষ্টি কলা পরে মন দিয়ে ଦେଇକି তারপরে গোটে ভয়ঙ্কর জিনিস ভগবান তৈরি করছেন মায়া। মন কাহাକୁ মিଳିଛି? দুর্লভ জাতিକୁ মଣିষକୁ। আশ্চর্যের কথা, একমাত্র 84 লক্ষ যোনিরে একমাত্র মଣିষ হଉଛି দুর্লভ প্রাণী। কোন পাই? কাହିଁକି ନା ତା ପାଖରେ ବିଚାର କରିବା ଶକ୍ତି ଅଛି। ଆମେ ଆମର ବିଚାର କରିପାରୁ, ଯେକୌଣସି କର୍ମକୁ ଆମେ ବିଚାର କରିପାରୁ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଏ ବିଚାରବନ୍ତ ପ୍ରାଣୀ ଆଜି କାହାର ଶିକାର ହୋଇଛି? ଡିପ୍ରେସନ। ଡିପ୍ରେସନର ଶିକାର କୁକୁର ହୁଏ କି? ନୁହଁ। ବିଲେଇ ହୁଏ କି? ନୁହଁ। ବାଘ ହୁଏ କି? ନୁହଁ। ଖାଇବାର ଚିନ୍ତା କାହାକୁ ରହିଛି? ବଞ୍ଚିବାର ଚିନ୍ତା କାହାକୁ ରହିଛି? କେବଳ ଆଉ କେବଳ ଗୋଟେ ପ୍ରାଣୀ ଯାହାକୁ ବିଚାର କରିବାର ଶକ୍ତି ଦିଆଯାଇଛି। ମାନେ ଭଗବାନ ଯାହାକୁ ବିଚାର କରିବାର ଶକ୍ତି ଦେଇଛନ୍ତି, ସିଏ ହିଁ ମୁଣ୍ଡରେ ଲୋଡ ନେଇକି ବୁଲୁଛି। ଆରେ ବିଚାର କରିବା ଶକ୍ତି ଏଥିପାଇଁ ମିଳିଛି ଯେ ଏତେ ସବୁ ଭୋଗ ଯୋନି ଦେଇ ନେଇ ଆସିଲା ପରେ ଯେତେବେଳେ ମଣିଷ ଯୋନି ମିଳୁଛି, ଆମେ ବିଚାର କରିକି ଯୋଉ ମୃତ୍ୟୁ ଜନ୍ମର ସାଇକେଲ ରହିଛି, ଚକ୍ର ରହିଛି, ଏ ଚକ୍ରରୁ ବାହାରକୁ ବାହାରିବା। କିନ୍ତୁ ଏ କଥା ବିଚାର ନ କରିକି ଆମର ବିଚାର କ'ଣ ହୁଏ? ଆହୁରି କେମିତି ସଂସାର ଉପଭୋଗ କରିବା, ଆହୁରି କେମିତି ମାୟା ମୋହରେ ପଡ଼ିବା, ଆହୁରି କେମିତି ଟଙ୍କା କମେଇବା। ମୃତ୍ୟୁ ସମୟରେ ଛୁଞ୍ଚିଟେ ବି ନେଇକି ଯିବାନି, କିନ୍ତୁ କମେଇବା ସବୁ କିଛି। ଚିନ୍ତନ ହେବ ମୃତ୍ୟୁ ସମୟରେ କାହାର? ଟଙ୍କାର, ପରିବାରର। ଏତେ ସବୁ କମେଇଲେ ବଡ଼ ପୁଅ, ସାନ ପୁଅ, ମଝିଆ ପୁଅ କିଏ କ'ଣ ନେଇଯିବ, ଏ ଚିନ୍ତା ମୁଣ୍ଡରେ କେବଳ ରହିବ। ମୋର ଘର ସଂସାର ଏତେ କୁଆଡ଼େ ଯିବ, ଏ ଚିନ୍ତା ରହିବ। ହରି ଚିନ୍ତା ଆସିବ ନାହିଁ। ଭଗବାନ ଦିନମଣି ଜେହ୍ନେ ନଦୀ ଶୋଇ ନେତ୍ରେ ସାକ୍ଷାତେ ହୋଇନ ଉଭା। ଦିନମଣି କିଏ? ସୂର୍ଯ୍ୟ। ସୂର୍ଯ୍ୟ ନାରାୟଣ ଥିଲେ ମଧ୍ୟ ଦେଖାଯାଆନ୍ତିନି। କେତେବେଳେ ଦେଖାଯାଆନ୍ତିନି? ଯେତେବେଳେ ମେଘ, କଳା ମେଘ ତାକୁ ଢାଙ୍କି ଦିଏ। ଭଗବାନଙ୍କୁ ଭଗବାନ ନିଜେ ନିଜ ମାୟା ଦ୍ୱାରା ଆବରଣ, ମାୟା ଆବରଣ ହେଇକି ସିଏ ଭକ୍ତମାନଙ୍କୁ ଲୁଚି ଯାଆନ୍ତି। ତମେ କହିବ ମାୟା କାହିଁକି ବନେଇଛନ୍ତି ଭଗବାନ? ତାହେଲେ ଖେଳିବାକୁ। ଗୋଟେ ପରୀକ୍ଷା ବାଲା ଯେତେବେଳେ ଗୋଟେ ଏକ୍ସାମ ପେପର ତିଆରି କରେ, ସେ 3ଟା ଭୁଲ ଅପସନ ସହିତ ଗୋଟେ ଠିକ ଅପସନ ଦିଏ। ପେପରରେ ସିଏ ପ୍ରଶ୍ନ କାହିଁକି ପଚାରେ? ତାକୁ ଆସୁନି ବୋଲି? ନୁହଁ, ତମକୁ ପରୀକ୍ଷା ପାଇଁ। ସେଥିପାଇଁ ଭଗବାନ ନିଜେ ଖେଳ କରୁଛନ୍ତି। ଆମର ଆତ୍ମା ରୂପରେ, ସାକ୍ଷୀ ରୂପରେ ଭିତରେ ଅଛନ୍ତି। ମାୟାର ପ୍ରଚଣ୍ଡ ମାୟା କରିକି ପଠେଇ ଦେଇଛନ୍ତି। ମନକୁ କଣ କରିଛନ୍ତି? ଚଞ୍ଚଳ। ଚଞ୍ଚଳ ମନ କରିକି ସେ ପଠେଇ ଦେଇଛନ୍ତି ଆମକୁ। ଆମେ ଭଟକୁଥିବା, ଭ୍ରମୁଥିବା। ଯୋଉ ବ୍ୟକ୍ତି ଏ ମାୟାକୁ ପାର ଲାଗିକି ଗୁରୁଙ୍କର ଆଦେଶରେ ଚଳିକି, ଗୁରୁଙ୍କୁ ବୁଝିକି ଯେ ମାୟାକୁ ଡେଇଁକି ଯାଇପାରିବ, ଭଗବାନ ତାକୁ ଆଲିଙ୍ଗନ କରନ୍ତି। ଆମର ଆଶ୍ଚର୍ଯ୍ୟ କଥା, ସେଥିପାଇଁ ଏ ଯୋଉ ଆବରଣ ଶକ୍ତି ଦ୍ୱାରା ଭଗବାନ ନିଜେ ନିଜକୁ ଢାଙ୍କି ଦିଅନ୍ତି। ସେଥିପାଇଁ ସହଜରେ ତାଙ୍କୁ କେହି ମଧ୍ୟ ଜାଣିପାରନ୍ତି ନାହିଁ। ତାଙ୍କୁ ଜାଣିବା ପାଇଁ କ'ଣ ଦରକାର? ଗୁରୁଙ୍କର ତତ୍ତ୍ୱ ଦରକାର, ଗୁରୁ ତତ୍ତ୍ୱ। जय जगन्नाथ। शब्द से पर्यंत आसूची पछ पर्यंत आपण माने आग्रह अछंती आउ थरे जानेबा पड़िबो। आनंद एक बार महाप्रभु श्री जगन्नाथ की, देवी सुभद्रा की, बड़ भाई बलदेव की जय जगन्नाथ। तो आमे कथा होतुले, आलोचना करूतुले जे परम ब्रह्म साकार ब्रह्म, ब्रह्म ठू प्रकृति, प्रकृति तो माया, सबू माया रे ही सृष्टि होती। चित्त जोटा अहंकार, मन, बुद्धि ये सब सृष्टि होला पर मनुष्य को बाकी 20टा जिनिस मिले। प्रकृति, मन, बुद्धि, अहंकार 4टा हो गला।
बाकी 20टा जिनिस समस्ते सृष्टि होइछन्ति कौन संसार भितर 5टा कर्मेन्द्रिय 5टा ज्ञानेन्द्रिय 5टा तन्मेन्द्रिय और 5 महाभूत 20टा जिनिस बाहर जिनिस सब आमर आम भीतर को आसुची केमती बाहर जहाँ सब चली आम रिसीव करूँ केमती कौटू आसुची आम भीतर को 5टा ज्ञानेन्द्रिय द्वारा कौन कौन से 5टा ज्ञानेन्द्रिय प्रथम हूँ कान कान द्वारा आम शब्द को ग्रहण करूँ भीतर को जाऊँ शब्द बाहर तापर आसला चर्म स्पर्श ग्रहण करूँ चर्म द्वारा ठीक सेमती आखि जहाँ जी सब भल जिन तो देखुना खराब जिन सब भीतर को जाऊँ बाकी आसला जिभा सब बेले एटिकी जीवटे किंतु संपूर्ण जगत को मोहित करके रखुची जीव आमर गुरुजी जीव को लुली बाई बोली कहते सानटे किंतु सी चार्ज भी मिलूथो गोटे अध किलोमीटर दूर से धरिकी पलैब सी जीव छोटिया जीवटे किंतु दूर को धरिकी पलैब तुमको मन सहित जो भी इंद्रिय मिसी गला सी बर्बाद राहरे बर्बाद रास्तार चलला बोली जानिबा सेमिति आसिला नाक घ्राणेन्द्रिय जोटा आम भीतर को नौ सब हूँ ज्ञानेन्द्रिय ठीक सेमिति आसिला आमर कर्मेन्द्रिय कर्म करुचु जोटा आमर काम आमर भीतर को आसिला आखिरे देखिलु तापर रिप्लाई को उठी जाए केमिति बाणी द्वारा बाणी हाथ हस्त जोटा पाद गुहा आउ उपस्थ कण त्याग करिबार स्थान आउ जननेन्द्रिय ये हैला 5 कर्मेन्द्रिय ठीक सेमिति ए सब काम करने दरकार किछि कौन दरकार ना शब्द दरकार शब्द नथिले रिसीवर आउ आउटपुट जीव जोटा बाहर को जीव जोटा ग्रहण करबा थिले मध्ये किछि करा जीव नाही कान अछि किंतु शब्द जरि नाही किछि हम सुनि परिबा नाही सेते शब्द गोटा अलग तत्व ए जो 24 तत्व भितरु जे 26 टा तत्व को वर्तमान हमें देखु छथि सेते शब्द स्पर्श रूप रस गंध ये है 15टा जिनस होगला आउ शेष 5टा महाभूत आकाश वायु अग्नि जल पृथ्वी यार अर्थ हूँ समस्त आम सचराचर जगत में जेते जहाँ देखुचु जीवंत बा सजीव हो सी बा निर्जीव हो समस्ते 24 तत्व को लेकिन तैयारी होती किए मध्य प्रकृति बाहर को जीवनी तो भगवान निजे प्रकृति को सृष्टि कर आरंभ अद्य आरंभ हो प्रकृति तो प्रकृति भितर सभी होती तो प्रकृति बाहर को जब हमें जाई परिबानी तो प्रकृति ऊपर किए नहीं सेति समुद्र मध्य थिबा माछ समुद्रर आकार को केबे मध्य जानि परिबो नाही सेति आमे प्रकृति भितर अछु आमे माया भितर अछु सेति आमे केबे मध्य भगवान को सतचेष्टा करबा द्वारा मध्य सहजरे जानि परिबा नाही जो पर्यंत गोटे माछ को समुद्र भीतर बाहर करिकी आउ गोटे छोट काच देखा जाउथुबो जलाशय से भीतर जदि रखा जिवो से समुद्र को देखि परिबो समुद्र भीतर थिला पर्यंत से देखि परिबो नाही से काच पात्र आउ जो व्यक्ति जलाशय से होथि गुरु आउ गुरु परंपरा माने से माछ जेंति बाहर को आसिले समुद्र को देखिबो किंतु बाहर रहिबा पई ताकू जलाशय दरकार छोटिया जलाशय काच द्वारा से देखि परिबो ठीक सेमिति गुरुଙ୍କର आवश्यकता रही गुरुଙ୍କ द्वारा से परंपरा द्वारा गुरु परंपरा सहित जड़ित जदि हम ताहले से सहजरे भगवान को देखि परिबो भगवान मन देइछंती पुनी प्रचंड माया द्वारा मन को सहजरे भटकीबा पई विभिन्न प्रकार संसार सृजना करिछंती सेति पई हमें भगवान को पाखु को जाउछु हमें जानिछु देह रहबनी हमें जानिछु ज्ञान रहबनी आमे सब प्रकार ज्ञान रखिकी मध्य भगवान को जाके मागिछु कोन घर मंगल संसार मंगल और जगत मंगल अरे मनीष को विचारवंत प्राणी बनैले भगवान बाकी समस्त को विचार शक्ति दे ना विवेक नहीं सब जीवन पाखरे गोटे पाखरे विवेक रही मनीष पाखरे एते सब जीवजंतु जहाँ पाखरे विवेक नहीं मन से सहजरे चालना कर पारना से भोकर रोना पिंपुड़ी डिप्रेशन न था संसार केमती चलो अन्य पशु पक्षी मान डिप्रेशन न था संसार केमती चलो विचारवंत प्राणी पाखरे डिप्रेशन थाए संसार केमती चलो जो विचार शक्ति द्वारा हमें भगवत प्राप्त करवा जो विचार शक्ति जो विवेक द्वारा हमें भगवान को पाइबा भगवान को मार्ग रे जीवा से मार्ग को से विचार को हमें छाड़ी दउछु केवल केवल रहउछि हमर कोन माया रे भ्रमित होबार कार्य पुनर्बार आसीबा पुनर्बार माया रे भ्रमित होबा पुनर्बार आउथरे मृत्यु आसी जाउछि सेति पई ए सब
संपूर्ण सचराचर जगत को जी माया भ्रमित करुच्ची सी होती कौन मायापति ये किए जी बसी न कंदर देशी किए मायापति लक्ष्मीपति पर लक्ष्मी निजे माया मोहित भगवान रूप को देखिए कौन लक्ष्मी फसीगले से निजे मोहित करती समस्त जगत जाक को जी मोहित कर रखे सी होती मायापति श्री कृष्ण श्री जगन्नाथ से दारू ब्रह्मंकर पदार बिंदे कोटि कोटि प्रणाम एमितिका ठाकुर पाखरे आमे थाई एमितिका शांत पाखरे आमे थाई जदि जन्म मृत्यु चक्ररू मुकुलिलेनी ताहले धिक आमर बुद्धि धिक आम जीवन केवल समय अतिबाहित होउची सहजरे धीरे धीरे मायार प्रलोभन एमिति धीरे धीरे समय चली जाउची हमको जानिबा को दउनी जे कानो केते निकटतर हमर सामान्य संसार रे लोक माने कोन भक्ति एते कम बयस रो भक्ति माने हमको लागुची भक्ति होची वृद्ध समय कथा तार अर्थ हमें कन्फर्म हो जाउ हम गारंटी हो जाउ जे हमें वृद्ध पर्यंत बंचिबा ये या तुमरो मूर्खता और संसार रे किछ नाही हमें निजे जानि भाबी दउछु जे हमें वृद्ध काल पर्यंत रहिबा जने साधु संत रास्ता रे जाउथिले गोटे टेबल पकेई कि गोटे ऑफिसर बाबू गोटे योजना प्रस्तुत करूछन्ती देखिले सी साधु से आसिकी से व्यक्ति को पचार अरे बाबू ये कौन कर से व्यक्ति ऑफिसर बाबू बड़ बाबू जन कलेक्टर साहेब से कहले आमर गाँव योजना जो अंचल योजना प्रस्तुत होगी आगामी 3 वर्ष में कौन करूँ आम ग्राम कमी उन्नतिकरण सब कार्य हम तार योजना प्रस्तुत होगी से साधु बड़ा सुंदर उत्तर से कहले तुम आस क्यों से कहले मोर कार अच्छी कार आसी आज्ञा से कहले तुम घरे पहुंचब जान सहजरे तुम पाखे एति कन्फर्म अच्छी ग्यारंटी अच्छा तुम घरे जाइए पहुंचब सुरुखुरु आगामी 3 वर्ष योजना आम करुचु आगामी 5 मिनट कथा हमको जना नहीं आम केवल कहला किसी नथिला लोकटा बसी बसी आगामी 5 मिनट कथा जना नहीं आम भक्ति को पछरे रखिबा कौन ना वृद्ध काल में भक्ति करबा अरे भाई वृद्ध पर्यंत रहिले तो केते समय रे कालर कराल गति काहाकू कोन समय खाई दिलो किछि जणा नै किंतु योजना बड़ जोरदार आम कर संपूर्ण 5 वर्ष योजना आगामी 10 वर्ष योजना से योजना सब करने सत्वे मनुष्य को कौन हाथ लगे असफलता कहीं सबू कथा केवल परिश्रम रहे नहीं सबू कथा केवल परिश्रम जदि करता समस्त आम छोट पिला स्कूल पचारे कौन होगा चाहूँ बड़ हेले से कहे डॉक्टर किए कह इंजीनियर किए कह आईएएस ऑफिसर समस्त हो जाती कि नुह कहीं सबू जिनस आम तो बर्तमान नुआ शरीर नुहे आम अनेक थर मनीष होती अनेक पाप करूँ अनेक पुण्य करूँ से सबुथिर कर्मर फल आमको 70-80 भाग आगु भगवान रेडी करके रखिंट आम संपूर्ण प्रस्तुत करके रखिंट से 70-80 भोगवा ही पड़ो नूतन कर्म कर सुजोग केवल दुर्लभ मनीष जाति पाखे रही जो नूतन कर्म द्वारा आम आगामी सजाड़ी पारिबा आगामी जो जन्म होगा जीव सजाई पारिबा मनीष एठी भूल कर दिए ए आग को सजाड़बार चिंता दूर था आम जो जन्म पाइछु से जन्म में सब सजाड़ा चेष्टा करूँ जो 70% आमर 70 भाग आमर पूर्व कर्मर फल आम भोगुचु तार अर्थ आम जन्म चाहूँ संपूर्ण सब जिन को आम कंट्रोल रखा आम सब जिन को हाथ में रखा जहाँ संभव नहीं दैव दौड़ी मनीष गाई आम दौड़ी द्वारा बंधा हो भगवान किंतु मुंडरे बुद्धि आमर पशे ना से बुद्धि मुंडरे पशेबा भगवान गुरु रूप में प्रकट हुए आध्यात्मिक व्यक्ति आध्यात्मिक कथाकार जो व्यक्ति कथा शुणा द्वारा जो व्यक्ति रहा द्वारा जीवन में जगन्नाथ आड़े आम अग्रसर होचु जो व्यक्ति उपस्थिति आमर मन को शांत कर दिए जो व्यक्तिर कथा आमर भगवान प्रति प्रेम को बढ़े दिए से व्यक्ति निजे होती हरिंकर पठे व्यक्ति एथे किसी संदेह नहीं परम ब्रह्म को छाड़देले जगन्नाथ को छाड़देले कृष्ण को छाड़देले संसार संपूर्ण अनित्य आज जदि आमर मृत्यु हो आगामी 5-7 दिन
संपूर्ण घर माहौल कौन डिप्रेशन रे रहिबे समस्त दुख करिवे किछि समय पर समय धीरे धीरे बढ़िया सहित से माने सब भूल सेई हस सेई खुशी सेई परिवार सब पूजा पर्व सब वर्षे भितरे आउथले पुनर्बार सब पालन हबो आरंभ होइजिवो वर्षे भितरे भूली जाउजिबा संसार पाई आमे संपूर्ण जीवन निष्ठापन करदेबा जे आपको वर्षरे भूली जिवे किंतु सेई परम ब्रह्म सहित हमको अनादि जुगुर संपर्क सेई संपर्क को आमे भूली जाउछु आसिकी ताकू दुख होबो कालिया शांत को मध्य दुख होउची जो परम ब्रह्मकर तत्व हम समस्त पाखरे आसीची ताकू आमे परम पिता से कि परम पिता सेई परम पिता को आमे भूली जाउछु सांसारिक व्यक्ति मानकर माया रे पड़ी की ममता रे पड़ी की मृत्यु पर्यंत ए ममता माया हमको छाड़े नाही सेति भाई कोठी ना कोठी चिंता मणि को जदि आमे चिंता करिबा ताले आमे आउ चिंता करिबा किछि आवश्यक पड़िबो नाही मनुष्य को छाड़ी के संसार जाकर भार जे बहन करूची आ गोटे मनुष्यर भार कोन बहन करि परिबनी मनुष्य को छाड़ले 84 लाख जोली अछि सबु व्यक्ति माने मनुष्य मन को छाड़ी जेति जीव अछंती समस्तंकर भार को कालिया शांत बहन करूछंती समस्त के भोकरे जोनी छोट पिंपुडी टू आरंभ करी की हाथी पर्यंत के भोकरे सो नांदी भोक दारिद्रता डिप्रेशन ए जिंस केवल का पाखरे रहिची मनुष्य पाखरे सेतिबाई कोठी ना कोठी भूल आमर होई रही थाए जो परम ब्रह्म तत्व को जानिबा पई हमको बुद्धि मिलिची जो परम ब्रह्म तत्व को जानिबा पई हमको विवेक मिलिची तार व्यवहार जदि हमें उपयुक्त भावे करिबानी ताथु दूरे की रहिबा भगवानଙ୍କଠୁ ଦୂରେଇକି ରହିବାର ଅର୍ଥ ହେଉଛି ଦୁଃଖ ସଂସାର ଦୁଃଖାଳୟ ପୂର୍ବ ଜନ୍ମର କର୍ମ ଫଳ ଆମକୁ ଭୋଗିବାକୁ ହିଁ ପଡ଼ିବ ସତ ଯୋଜନା କଲେ ମଧ୍ୟ 100 ପ୍ରକାରର ଚେଷ୍ଟା କଲେ ମଧ୍ୟ ଆମ ଇଚ୍ଛା ଅନୁସାରେ ସବୁ କିଛି ହୁଏ ନାହିଁ ସଂସାରର ବିଶାଳରୁ ବିଶାଳ ସବୁଠୁ ବଡ଼ ଧନୀ ହଉ ସବୁଠୁ ଦୁଃଖୀ ଦରିଦ୍ର ଭିକାରୀଟେ ହଉ ଦି ଜଣ ଯାକ କାଳର କରାଳ ଗତିରେ ପେଶି ହେଇଯିବେ ଜାଣିପାରିବେ ନାହିଁ ସେଥିପାଇଁ ଏଠି ଜ୍ଞାନ ବଡ଼ ନୁହଁ एठी भक्ति बड़ ज्ञान आउ भक्ति ए दुईटार जदि सिलेक्शन करबा जदि हमें चयन करबा ताहले भक्ति को चयन करबो काहे कि ज्ञान मध्य धोखा दे देबो जते बेले समय आसीबो जने साधु थिले से ताका शिष्य को बाटर जाउ जो गोटे बाड़ी धरि की ताका मुंड को एमि बाडौथु मझिरे मझिरे बाडौथु 4-5 थर आगो को जाउछंती बाडौछंती गोटे थर शिष्य जनक आगो को जाउछंती किछि बाटा पर आउ से गुरु बाडौछंती शिष्य किछि बाटा पर गुरुंकर पाद अरे प्रणाम करिकी कहले गुरुजी आपण जहा खोजुचंती ताहा मो पाखरे नाही माने गुरुजी अहंकार खोजुतले अछि कि नाही गुरुजी कहले जहा खोजुची ताहा नाही किंतु ताहा नाही बोली तम मनरे भावना अछि जे मो पाखरे अहंकार नाही तार अर्थ सेही अहंकार आउथो आसीगला सेति अहंकार को त्याग करिबा एते सहज कथा नाही सेति ज्ञान मार्गर पथिक को अत्यंत काठिकर कष्ट मार्ग रे जीवा को पड़े सेति भगवान निजर सबुठ सरल बाट प्रेम सृष्टि करिसंती भगवानंकर प्रेम होची अनन्यता भगवानंकर प्रेम होची अनन्य प्रेम जगन्नाथ को जे भल पाइछि से संसार रे कहा को भल पाइ परिबो नाही जे कालिया शांत थरे हे गला से संसार रे कहार मध्य होई परिबो नाही काहे कि ए आखी जहा को थरे टाणी देछि थरे जदि जीवन में हमको जदि जगन्नाथ थरे जीवन में भल लगी ताहले रेजिस्टर खाता रे हम ना पड़ जाई आगामी 10टा जन्म 15टा जन्म भीतर आमे तांकर होई जिबा एते किछि संदेह नाही साधु संत मानकर बाणी केबे व्यर्थ जाए नाही सेति भाई बाणी गुण कथने श्रवणौ कथाय हस्तौ च कर्म स्मरः स्तव पादयो स्मृत्या शिरस्तव निवास जगत प्रणामे दृष्टि सदा दर्शने बाणी सब बेले मोर वचन मोर बाणी सब बेले भगवानकर गुणगान करू बाणी और कोन गुणगान करू माने हस्त निजर हस्त सब बेले भगवानकर कर्म रे नियोजित हो ए बुद्धि सब बेले भगवानकर कर्म रे नियोजित हो दर्शन सब बेले आखि द्वारा कोन हो भक्त मानकर साधु संत मानकर भगवानकर प्रेमी मानकर आखि द्वारा दर्शन हो कर्म सब बेले भगवानकर गुण सुन वचन सब बेले भगवानकर गुण गाओ पाद
ସବୁବେଳେ ଭଗବତ କର୍ମରେ ନିୟୋଜିତ ହଉ। ହେ ପ୍ରଭୁ ଏ ଶ୍ଲୋକ ଇଏ ସାମାନ୍ୟ ଶ୍ଲୋକ ନୁହଁ, ବାଣୀ ଗୁଣାନୁ କଥା ନାହିଁ। ଏ ଯୋଉ ଶ୍ଲୋକ ଇଏ ଯେତେବେଳେ ଜାମଣା ଅର୍ଜୁନ ଗଛ ଯେତେବେଳେ ଯଶୋଦା ମାଙ୍କର ଦୁଆର ଭିତରେ ଯେତେବେଳେ ଭଗବାନ ସେମାନଙ୍କୁ ଦେବତା ମାନଙ୍କୁ ମୁକ୍ତ କଲେ, ଗଛ ଯୋଉ ଅର୍ଜୁନ ଗଛ ହୋଇଥିଲେ 2 ଜଣ, ସେଇ ବ୍ୟକ୍ତି ସେଇ ଦେବତା ଗନ୍ଧର୍ବ 2 ଜଣ ଏଇ ଗୀତ ଗାଇକି ଏଇ ଶ୍ଲୋକ ଗାଇକି ନିଜର ଲୋକକୁ ଯାଇଥିଲେ, ସମସ୍ତେ ଦର୍ଶନ କରୁଛନ୍ତି। ତ ଆମର କାଳିଆ ଶାନ୍ତଙ୍କର କୃଷ୍ଣଙ୍କର ଯଦି ହବାର ଅଛି ତାହେଲେ ମନ ଭିତରେ ଅନନ୍ୟ ପ୍ରେମ ଦରକାର। ଭଗବାନ ମାୟାର ରଚନା କରିଛନ୍ତି ତମକୁ ଭ୍ରମିତ କରିବାକୁ। ଆଧ୍ୟାତ୍ମିକ ବ୍ୟକ୍ତି ଏଇ ଭ୍ରମକୁ ଭ୍ରମ ବୋଲି ଚିହ୍ନେଇ ଦିଏ, ଚାଲିବାକୁ ହୁଏ ନିଜକୁ। ସେଥିପାଇଁ ଜଗନ୍ନାଥଙ୍କ ପାଖକୁ କଳା ଶ୍ରୀମୁଖ ଆଗରେ ଯେତେବେଳେ ଏବେ ଆଖି ମିଶେଇବ, ଭଗବାନଙ୍କୁ କିଛି ମାଗିବା ଦରକାର ନାହିଁ। କାହିଁକି ସିଏ ହେଉଛନ୍ତି ପରମ ବ୍ରହ୍ମ ପରାତ୍ପର। ଅନ୍ତର ଭିତରେ ଯିଏ ରହିଛି ତାକୁ କଣ ଦୁଃଖ ଜଣେଇବ? ଯିଏ ଅନ୍ତର ଭିତରେ ରହିଛି ତାକୁ ତମେ ଦୁଃଖ ଜଣେଇବା ଦରକାର ନାହିଁ। ଆମେ କହୁ ମୁଁ ଦୀପ 10ଟା ଜାଳିଲି, ମୁଁ ନଡ଼ିଆ ବାଡ଼େଇଲି ଭଗବାନଙ୍କ ପାଖରେ, ଭଗବାନ ମୋର ଦୁଃଖ ଦୂର କଲେନି। ଆରେ ଦୁଃଖ କଣ ଭଗବାନ ଦିଅନ୍ତି ଦୂର କରିବେ? ଭଗବାନ ନିଜର କର୍ମ ଫଳରେ ମନୁଷ୍ୟର କେବେ ହସ୍ତକ୍ଷେପ କରନ୍ତି ନାହିଁ। ତାହେଲେ ଦୁଃଖ ଆସିଲା କୁଆଡୁ? ଦୁଃଖ ହଉଛି ପୂର୍ବରେ କରିଥିବା କର୍ମର ଫଳ ଯାହା ଆମେ ଏବେ ଭୋଗୁଛୁ। ମାନେ ଆମେ ପୂର୍ବ ଜନ୍ମରେ ଅନେକ ସାରା ପାପ କର୍ମ କରିଛୁ, ସେଇ ଫଳ ବର୍ତ୍ତମାନ ଆମେ ଭୋଗୁଛୁ। ଆମେ ଭାବୁଛୁ ଏ ଜନ୍ମରେ ତ ଅନେକ ଭକ୍ତି କରିଛି, ମତେ ଦୁଃଖ କାହିଁକି ମିଳିଲା? କୁଆଡୁ ଦୁଃଖ ଆସିଲା? ଦୁଃଖ ପୂର୍ବ ଜନ୍ମର ଷ୍ଟୋର ଗୋଦାମରୁ ଆସିଛି। ସେଥିପାଇଁ କେବଳ ଆଉ କେବଳ ଆମେ ସହିବା। ତା ଛଡା ଆମ ପାଖରେ କିଛି କେତେ ହାତ ଗୋଡ ଚାଳନା କଲେ ମଧ୍ୟ ଆମେ ତାଠୁ ଅଧିକ କିଛି ଏକ୍ସଟ୍ରା କରିପାରିବା ନାହିଁ। ବଢିଆ ଶରୀର, ବଢିଆ ବୁଦ୍ଧି, ପ୍ରବଳ ପଇସା, ସମ୍ପୂର୍ଣ୍ଣ ସମ୍ପତ୍ତି, ଯାହା ଚାହିଁବ ତାହା ହେଇଯିବ। ମାତ୍ର ଅଛି କଣ? ଡାଇବେଟିସ୍। ଅଛି କଣ? ଏମିତିକା ଗୋଟେ ରୋଗ ଯୋଉଠି କେବଳ ସନ୍ତୁଳା ଖାଇବ, ନା ରସନା ଦ୍ୱାରା ଜୀବର ରସନା ତୃପ୍ତ ହବ, ନା ମନର ଇଚ୍ଛା ଭାଙ୍ଗିବ। ସେଥିପାଇଁ ଯିଏ ବଡ ଠାକୁର ତାକୁ ସବୁ ବଡ ବଡ ଲୀଳା କରିବା ଜଣା। ସେଥିପାଇଁ ତାକୁ ଆମେ ଠକି ପାରିବାନି। ଆମେ କେବଳ ଆଉ କେବଳ ଭକ୍ତି କରିପାରିବା। ଜଗନ୍ନାଥଙ୍କ ପାଖକୁ ଯେତେବେଳେ ଆଗାମୀ ସମୟରେ ଯେତେବେଳେ ଆମେ ମାନେ ଯିବା, ସେଥିପାଇଁ ଆମ ମନରେ ସବୁବେଳେ ବ୍ୟାକୁଳତା ରହିବା ଦରକାର। କେତେବେଳେ ସେ ଚକା ଆଖିରେ ଟିକେ ଆଖି ମିଶିଯିବ, ମୁଁ ଜଗାକୁ ପଚାରିବି ଆପଣ କେମିତି ଅଛନ୍ତି ଶାନ୍ତି। ଆମ କାଳିଆ ଠାକୁର ଏତେ ଭକ୍ତ, ଏ ଭଗବାନ ଯାହା ଭିଡ ହଉଛି ପୁରୀରେ, ଆଶ୍ଚର୍ଯ୍ୟ ଭିଡ। ଏମିତି ଭିଡ ଆଗରୁ ନଥିଲା, ଦିନକୁ ଦିନ ଭିଡ ବଢୁଛି। କାହିଁକି? ସିଏ ନିଜର କାମନା, ମନୁଷ୍ୟର କାମନାକୁ ପରିପୂର୍ଣ୍ଣ କରନ୍ତି। ସେଥିପାଇଁ ସେ କାମନା ପରିପୂର୍ଣ୍ଣ ହୁଏ ବୋଲି ତାଙ୍କୁ ଲୋକ ଦୁଃଖ ଜଣାଇବାକୁ ଯାଆନ୍ତି। କିନ୍ତୁ ବାସ୍ତବରେ ଯଦି ଭାବିବା ଆମେ, ତାକୁ ଦୁଃଖ ଜଣାଇବା ଦରକାର ନାହିଁ। ଯିଏ ଭିତରେ ବାସ କରୁଛି ତାକୁ ଆମେ କେବଳ ଆଉ କେବଳ ସେଠାକୁ ଗଲା ପରେ କଣ କହିବା? हे कालिया ठाकुर, हे जगन्नाथ, हे परम ब्रह्म, हे दारु ब्रह्म, आपणकर पदार बिंदरे मोर मन सदा सर्वदा लागिकी रही था। जेते बड़ दुख आसिले मध्य, केते बड़ कष्ट आसिले मध्य मोर स्मरणरु जेमिति आपणकर चित्र, आपणकर ललित छवि, आपणकर सुंदर मनमोहन रूप जेमिति विस्मरण हेब नाही। जेते बेले आमे ताकू मांगिबा सब किछि मिल जिबा, आमे किछि मांगिबा दरकार नाही। अष्ट लक्ष्मी ता पाखरे खटंती। लक्ष्मी जो लक्ष्मी पछरे, जो धन पछरे संसार गोरौची, से लक्ष्मी जगन्नाथंकर विष्णुंकर पाद सेवा पई नियोजित होचंती। से लक्ष्मी विष्णुंकर 24 प्रहर पाद सेवा करंती। सेति पई आमे लक्ष्मी पछरे गोरैबा दरकार नाही। याकू जे प्रेम करूची, जे याकू पाई जाईची, ताको ब्रह्म लोक, ब्रह्मांतर लोक मध्ये जदि दिया जीवो, से मना कर दो। काहे ये जो रूप आंको जे दर्शन करिछि, आंकर रूप जहार छवि भगवानंकर जहार हृदय पटरे प्रस्फुटित होईछि, से आउ कहा आउ संसारर कोनोसी जिनिस ही नाही जा प्रति से लोभ करू। काहे हम संसार जेतिकि सब संसार रे रहउछि जिनिस सब जो हमको आनंद मिले, ये सब होछि केवल आनंद। भगवान होचंती परमानंद। परमानंद प्राप्ति जते बेले हे जीवो, ए आनंदर महत्व रहबो नाही। दीपर महत्व सूर्य उदय रे न थाए। सूर्य उदय जते बेले हे जाए, दीपर महत्व किछि रहनी। सेति पई संसारिक आनंदर महत्व परम ब्रह्मंकर प्रेम प्राप्त जते बेले परमानंद प्राप्ति हेबो, सेते बेले ए सबर महत्व किछि रहिबो नाही। सेति पई भक्त जते बेले अत्यंत भाव विभोर हे जाए, तार हाथ भगवानंकर पाई किछि लेखा ऑटोमेटिक मुंड भीतर को आसी जाए। सेति पई आपण माने बोर हो नांती तो श्रोता माने बोर हो नांती। भगवानंकर
रस थाए भगवान श्रवण जो करुँच कथा भगवान नाम रस थाए आमर जो बड़ बड़ ब्रांडेड मारती माल लोक मैंने निशा हरि नाम निशा भयंकर निशा ये थे लगिगला छाड़े जीवन सारा ए भगवान अर्जुन भय कहते प्रभु एत भयंकर माया आप रचना कर माया भितर भक्त किसी बाट आपको चलला आप मार्ग किसी बाट चलला सी जो भटकी जीव आप माया सी जो फूल फूल पाइबनी आपको पाइबनी संपूर्ण सांसारिक मार्ग में सी भ्रमित होगा तार स्थिति पूरा भयंकर हो कहीं सी ना सांसारिक लोक रहा ना भगवान लोक रहा वार्ड रहा सी कपड़े रही पारानी तार मेघखंड भाया सी आकाश में विच्छिन्न हो जाऊ भगवान कहते हे अर्जुन जदि संसार में पड़ी व्यक्ति जमी पुनर्बार तार कर्म फल भोग करे मो प्रति गोटे पाद जदि जड़े अग्रसर होती तार इहलोक परलोक कौन जन्म नष्ट होबार परिणाम रिजल्ट नहीं सब बेले सी मो आड़े ही अग्रसर हो बोलो आनंद कबार हरि बोल भगवान आड़े जिते आम अग्रसर होचु तार अर्थ होची आउ से नष्ट होबार नाही अनन्य ठाकुरंकर अनन्य एक भक्तों विषय देखिबा अनन्य भक्त कहीं ठाकुर अनन्य ये भगवान रसमय ठाकुर से ये प्रेम सहजरे तृप्त हो ध्यान ज्ञान रे ये देखा जाती ना अनन्य एक भक्त होउचंती श्री जयदेव नाम अति परिचित ओडिशा रे श्री जयदेव प्रभु जयदेवंकर जन्म 1200 शताब्दी रे होइतिला जन्म होइतिला से समय रे हमर बंग जहाँ थिला वर्तमान से ओडिशा रे अछि कि बंग रे अछि केन्दुबिल्लो नामक एक ग्राम रे से जन्म होइतिले पिता भोजदेव माता वामदेवी ब्राह्मण कुल रे जन्म होइतिले जयदेव जयदेवंकर जन्म समय ही अलौकिकता आरंभ होइतिला जन्म समय ही बापा मां मृत्यु हो जाता केवल एकाकी थे जयदेव भगवान लीला गोटे अद्भुत लीला जगन्नाथ निजर लीला मध्यम सांसारिक व्यक्ति मैंने जो माया फसब निज भक्त सहजरे टाणी नहीं जाए फसैबा देवे कहीं आम ठाकुर जेलस हमें अत्यधिक ईर्षान्वित ताकू जब भल पाच केवल भल पाइबा दरकार आउ कौटी फसिले हम ना से कालिया सातंकर कृपारे सी मन मनोबल जो भक्ति भाव भांगी नथिला संपूर्ण भक्तिमय परिवेश मध्य से निजक अग्रसर करथिले भक्ति मार्ग रे बापा मांकर बिना मध्य सी भक्ति आरंभ करथिले सरल प्रेम आउ वैराग्य भावना भयंकर वैराग्य संपूर्ण केवल और केवल भगवान प्रति अनन्यता अनन्यता कौन जगन्नाथ प्रति कृष्ण प्रति अनन्यता कौन आमर कौन जिते कष्ट आसे आम मन में बहुत सारा व्यक्ति चिंता आसे मैंने अनेक साहाय्य आम कौटू कौटू भावी दौ हाँ ये साहाय्य करेंगे ना आम कौटी गोटे फोन करवा किंतु जो भक्त मैंने भगवान को पाई भगवान को जो मैंने भगवान जहाँ साहाय्य कर भक्त मैंने केवल जिते संपूर्ण निष्ठापर रूपे भगवान को डाकी से भगवान साहाय्य पाई द्रौपदी वस्त्र हरण समय द्रौपदी जिते डाकिले एते पांच पांचटा स्वामी से सामान्य नथिले देवपुत्र गुड़ाक देवता मानकर पुत्र से थिले पांच पांचटा स्वामी महान शक्तिशाली योद्धा माने थिले सी साहाय्य कर पारे नाही गोटे हाथ में द्रौपदी निजर वस्त्र को धरी दुशासन वस्त्र हरण कर लगी द्रौपदी चित्कार कर स्वामी मान डाकी कौन साहाय्य आसला नहीं गंगा पुत्र भीष्म पितामह भीष्म उपस्थित एत बड़ जघन्य कांड सभा राजसभा होची तथापि किए साहाय्य कर पारला नाही गुरु द्रोण जो उपस्थित सेठी मध्य एमितिका कार्यक्रम होची से मध्य किए साहाय्य कर पारले नाही किंतु जेतेबेले सबु समस्त व्यक्ति ठारू भरोसा द्रौपदी टूटी गला एकमात्र भरोसा रहिले श्री कृष्ण भगवान को भरोसा अनन्यता एकमात्र कृष्ण भरोसा जहाँ रहीगला वस्त्र से समय जाए आसी ना जो समय पर्यंत द्रौपदी अन्य मानक डाकुଥିଲେ जो समय पर्यंत द्रौपदी अन्य मानक भरोसा थी
ବସ୍ତ୍ର ସେତେବେଳେ ଆସିଲା ଯେତେବେଳେ ଦୁଇ ହାତ ବସ୍ତ୍ରରୁ ଧରିଥିବା ହାତ ମଧ୍ୟ ଛାଡ଼ିକି ଯେତେବେଳେ ଦ୍ରୌପଦୀ ସମ୍ପୂର୍ଣ୍ଣ ନିଜକୁ ମଧ୍ୟ ନିଜର ଯୋଉ ଶକ୍ତି ପ୍ରୟୋଗ କରୁଥିଲେ ସିଏ ବସ୍ତ୍ର ଧରିବା ପାଇଁ ସେଇ ଶକ୍ତି ମଧ୍ୟ ଯେତେବେଳେ ଛାଡ଼ିକି ଦୁଇ ହାତ ଟେକି ଦେଇଛନ୍ତି ଭଗବାନ ହେ କେଶବ ହେ ମାଧବ ଆପଣ ରକ୍ଷା ନ କଲେ ଆଉ କିଏ ରକ୍ଷା କରିପାରିବେ ନାହିଁ। ସେଇ ସ୍ଥିତି ଯେତେବେଳେ ହେଇଛି ଜଗନ୍ନାଥ ଶ୍ରୀକୃଷ୍ଣ ଭଗବାନଙ୍କର ବସ୍ତ୍ର ରୂପ ହେଇଛି ବସ୍ତ୍ର ରୂପରେ ଭଗବାନ ପ୍ରକଟ ହୋଇଛନ୍ତି ଦ୍ରୌପଦୀଙ୍କର ମାନ ରକ୍ଷା ଅର୍ଥେ। ସେଥିପାଇଁ ଅନନ୍ୟତା ଯାହାର ମନରେ ଉତ୍ପନ୍ନ ହେଲା ସେଇ ହିଁ ଭଗବାନଙ୍କୁ ପ୍ରାପ୍ତ କରିପାରିବ। ଜୟଦେବଙ୍କର ସରଳ ପ୍ରେମ ଆମ ମନରେ ସବୁ ଜିନିଷ ଆମେ ଜାଣୁ ଆମ ମନରେ ସବୁ କପଟ ଥାଏ। ଆମେ ଯେତେବେଳେ ମନ୍ଦିର ପାଇଁ ଦେଉଳ ପାଇଁ ନଡ଼ିଆଟେ କଦଳୀଟେ ଆଣିବା ଆମେ ଦେଖିକି ଆଣିବା ଛୋଟ ହୋଇଥିବା ଦରକାର ନହେଲେ କଦଳୀ ମଧ୍ୟ ଛୋଟ କଦଳୀ ହେଲେ ଚଳିବ ଟିକେ କଳା ହେଇଥିଲେ ବି ଚଳିବ କିନ୍ତୁ ନିଜ ପାଇଁ ଯେତେବେଳେ ଆଣିବା ଭଲ ଭାବରେ ଚାରିଆଡୁ ବାଛିକି ଆଣିବା। ତ ଏ ଚତୁରତା ଭଗବାନ ଜାଣନ୍ତି ସେଥିପାଇଁ ଆମକୁ ସହଜରେ ଦେଖାଯାଆନ୍ତି ନାହିଁ ସହଜରେ ତାଙ୍କର ପ୍ରେମ ରସ ପ୍ରାପ୍ତ ହୁଏ ନାହିଁ। ସରଳ ଭକ୍ତ ଭଗବାନଙ୍କର ଚିତ୍ତରେ କେବଳ ସରଳତା ରହିଥାଏ ସେମାନଙ୍କୁ ଭଗବାନଙ୍କର ପ୍ରେମ ପ୍ରାପ୍ତ ହୁଏ। ଜନ୍ମ କାଳରୁ ଜୟଦେବଙ୍କର ବାପା ମା ମୃତ୍ୟୁ ମୁଖରେ ଥିଲେ ସେ ତ ଦେଖିନାହାନ୍ତି ବାପା ମାଙ୍କର ସ୍ନେହ ପ୍ରେମ ପାଇନାହାନ୍ତି କେବଳ ଏକାକି ଭରସା କରିଛନ୍ତି କାଳିଆ ସାଆନ୍ତଙ୍କର। ଇଏ ବାପା ମୃତ୍ୟୁ ସବୁ ପୂର୍ବରୁ ଗୋଟେ ବ୍ରାହ୍ମଣ ଥିଲେ ତାଙ୍କର ଅଞ୍ଚଳରେ ନିରଞ୍ଜନ ଭାଇ ନିରଞ୍ଜନ ବାବୁଙ୍କଠୁ ସେ କିଛି ଉଦ୍ଧାର ଆଣିଥିଲେ ଯୋଉ ଋଣ ସିଏ ସହଜରେ ଦେଇପାରି ନଥିଲେ। ବାପା ମାଙ୍କ ମୃତ୍ୟୁ ପରେ ଜୟଦେବଙ୍କର ଏ ଯୋଉ ସରଳ ପ୍ରକୃତି ଦେଖିଲା ପରେ ସମସ୍ତଙ୍କ ମନ ତ ସରଳତା ନଥାଏ ତାଙ୍କ ମନରେ ଟିକେ ସିଏ ଭାବ ରହିଲା ହତ ଭାବ କାହାର ସେଇ ନିରଞ୍ଜନ ବ୍ରାହ୍ମଣଙ୍କ ମନରେ ବାପା ନେଇଛନ୍ତି ଋଣ ଦେଇନାହାନ୍ତି ମୃତ୍ୟୁ ହେଇଯାଇଛି ଜୟଦେବ ଅତ୍ୟନ୍ତ ସରଳ ସିଏ ଋଣ ଝାମେଲା ଭିତରେ ପଶିବେନି ମୁଁ ତାଙ୍କ ଘରଟାକୁ ସହଜରେ ହଡପ କରିନେବି। ଅତି କେମିତି କୂଟ ପ୍ରକୃତି ମଣିଷର ପ୍ରକୃତି ସବୁବେଳେ କୂଟ ଉପରି କେମିତି ଉଠିଯିବ ସବୁ ଜିନିଷ ସେ ମନରେ ସବୁବେଳେ ସେଇ ଭାବନା ରହିଥାଏ ଉପରି ମାଲ କେମିତି ଆସିଯିବ ସହଜରେ ପରିଶ୍ରମ ବିନା ପରିଶ୍ରମରେ କେମିତି ସହଜରେ ଆମ ହାତକୁ ସବୁ ଜିନିଷ ପଳେଇ ଆସିବ ସେଇ ପ୍ରକାର ଚିତ୍ତ ରହିଥାଏ ମଣିଷର। ସେଥିପାଇଁ ଜୟଦେବଙ୍କର ଯୋଉ ସରଳ ଭାବ ଦେଖିକି ନିରଞ୍ଜନ ବ୍ରାହ୍ମଣ ଭାବିଲେ ତାଙ୍କର ଘରଟାକୁ ସହଜରେ କଣ ଯୋଉ ଋଣ ଦେଇନାହାନ୍ତି ବାପା ସେଇ ଚକ୍କରରେ ଆଙ୍କ ଘରଟାକୁ ମୁଁ ହଡପ କରିନେବି ଜୟଦେବ କିଛି କହିବେ ନାହିଁ। ଏଇ ଭାବନା ରଖିକି ଜୟଦେବଙ୍କ ପାଖକୁ ଯାଇଛନ୍ତି ନିରଞ୍ଜନ ବ୍ରାହ୍ମଣ। ସେ କହିଛନ୍ତି ଦେଖ ଜୟଦେବ ତୋର ରାଧାକୃଷ୍ଣ ପ୍ରତି ପ୍ରେମ ତୋର ଜଗନ୍ନାଥଙ୍କ ପ୍ରତି ପ୍ରେମ ଏସବୁ ମୋ ମୁଣ୍ଡରେ ପଶିବ ନାହିଁ। ମୋର କାମ ତୋର ବାପା ତୁ ଋଣ ନେଇଥିଲେ ସେଇ ଋଣ ବର୍ତ୍ତମାନ ତୁ ତ ଦେଇପାରିବୁନି କାହିଁକି ତୁ ତ ଅତ୍ୟନ୍ତ ମାନେ ଭକ୍ତି ମାର୍ଗରେ ତୋର ପଥ ତୁ ବୈରାଗ୍ୟ ଧାରଣ କରିଛୁ ତ ମୁଁ ତୋର ଘରଟାକୁ ରଖିଦେବି ଏଠି ଏଇ ଯୋଉ ପ୍ରସ୍ତାବିତ ଉପରେ ତୁ ତୋର ହସ୍ତାକ୍ଷର କରିବା ପାଇଁ ବାଧ୍ୟ ବର୍ତ୍ତମାନ ନହେଲେ ମୁଁ ଯିବି ନାହିଁ। ଚିନ୍ତା କରନ୍ତୁ ଆଜ୍ଞା ସେଇ ସ୍ଥାନରେ ଯଦି ଆମେ ଥାନ୍ତେ କଣ ହେଇଥାନ୍ତା ଆମର ମନ ସାଙ୍ଗେ ସାଙ୍ଗେ ବିଚଳିତ ହେଇଯାଇଥାନ୍ତା ଆମର ମୁଣ୍ଡ କାମ କରିନଥାନ୍ତା ଘର ନିଜେ ବନ୍ଧା ପକେଇବାକୁ ପଡିବ ବା ଦେଇଦେବାକୁ ପଡିବ ସମ୍ପୂର୍ଣ୍ଣ ରୂପେ କଣ ପାଇଁ ନା ବାପା ଋଣ କରିଥିଲେ କେତେ ବଡ ଏ ଗୋଟେ ମାନେ ଆମ ପାଇଁ ବହୁତ ବଡ ଗୋଟେ ଅପରାଧ ଦୁଷ୍ଟ ଭଳିଆ ଲାଗିଥାନ୍ତା ଆମକୁ କିନ୍ତୁ ଜୟଦେବଙ୍କର ଅନନ୍ୟତା ସରଳ ପ୍ରେମ ସେ ଗୋଟେ କ୍ଷଣ ପାଇଁ ମଧ୍ୟ ବିଚଳିତ ହୋଇନଥିଲେ କାହିଁକି ତାଙ୍କର ଘର ପ୍ରତି କିଛି ମୋହ ହୋଇନଥିଲା। ଆମର ଘର ପ୍ରତି ଆମର ସାମାନ୍ୟରୁ ସାମାନ୍ୟ ଜିନିଷ ପ୍ରତି ମଧ୍ୟ ମୋହ ରହିଥାଏ। ଏଇ ସାଧୁ এই যে প্রকৃতি সাধুর প্রকৃতি ইয়ে হচ্ছে মুখ্য জিনিস প্রকৃতি সাধুর রহবা দরকার। জনে ব্যক্তি সাধু জনে ট্রেনে যাওলে তার সামনা সিটে 5-6 লোক জন আসিকি বসিলে এমতি সাধুর বেশরে দেখলে সে গোটে ঘন্টা পিঁধুଛନ୍ତି রোলেক্সর ঘন্টা আগে আমরা ব্রান্ডেড কোম্পানির ঘন্টা গোটে সাধুটা পিঁধুଛନ୍ତି এ 4-5 লোক আসিকি বসিকি সাধুটাকে দেখিলে সে ঘন্টা পিঁধুଛନ୍ତି ব্রান্ডেড সে গোটে কপড়া পকাইଛନ୍ତି কান্ধ উপরে সে মধ্যে পুরা পিওর মানে ভালো কোম্পানির ব্রান্ড ভଳିଆ ଲାଗୁଛି ଆଉ ସେ ଗୋଟେ ଆଟାଜି ଧରିଛନ୍ତି ଆଟାଜିରେ ସିଏ ମଧ୍ୟ ଗୋଟେ ବ୍ରାଣ୍ଡେଡ ଆଟାଜି ଏସବୁ ଜିନିଷ ଦେଖିଲା ପରେ ସାମାନ୍ୟ ଲୋକମାନଙ୍କ ମନରେ ତ ଅବଭିୟସଲି ମାନେ ସେ ଭାବନା ଆସିବ ଯେ ଜଣେ ସାଧୁ ଏତେ ବ୍ରାଣ୍ଡେଡ ଜିନିଷ ଧରିକି ରହିଛନ୍ତି। ଯେତେବେଳେ ସାଧୁ ଜଣକୁ ଏଇ ଯୋଉ ବ୍ୟକ୍ତିମାନେ ପଚାରିଲେ ସେ ଯୋଉ ବ୍ରାଣ୍ଡେଡ ଜିନିଷ ଯାକ ଆପଣ ଧରିଛନ୍ତି ଆପଣ ସାଧୁ ହେଇଛନ୍ତି ମାନେ ସଂସାର ତ୍ୟାଗ କରିକି ଆପଣ ପିନ୍ଧୁଛନ୍ତି ବ୍ରାଣ୍ଡେଡ ଘଣ୍ଟା ଏଇ ଘଣ୍ଟା ଗୋଟେ ସାମାନ୍ୟ ବ୍ୟକ୍ତି ପିନ୍ଧେନି ଅତ୍ୟନ୍ତ ମାନେ ଅଧିକ ପଇସା ଘଣ୍ଟାର ମୂଲ୍ୟ ଅଧିକ ଆପଣ ପିନ୍ଧିଛନ୍ତି ଆପଣ ବ୍ରାଣ୍ଡେଡ କପଡା ଗୋଟେ ପକେଇଛନ୍ତି କାନ୍ଧ ଉପରେ ଏତେ ସୌପୂର୍ଣ୍ଣ ଜୀବନ ବିତାଉଛନ୍ତି। ସେଇ ଏତି କଥା ହବା ଭିତରେ ଟ୍ରେନଟି ଯାଇକି ରହିଛି ଗୋଟେ ସ୍ଥାନରେ ଷ୍ଟପେଜ ନେଇଛି ସେ ଜାଗାରେ ରହିଛି ଗୋଟେ ଷ୍ଟେସନ ପାଖରେ
ସାଧୁ ଜଣକ କହିଲେ ଚାଲ ଗୋଟେ କଥା ଚା ଟିକେ ପିଇକି ଆସିବା, ତାପରେ ଆର ଉତ୍ତର ମୁଁ ଦେବି ତମକୁ। ସାଧୁ ସନ୍ଥ ଲୋକ ଏମାନେ ମଧ୍ୟ 4-5 ଜଣ ଯାଇଛନ୍ତି। ଚା ଦେଲା ଭିତରେ, ଚା ଏମାନେ ପିଇଲା ଭିତରେ ଟ୍ରେନ ଛାଡ଼ିବା ସମୟ ହୋଇଯାଇଛି। ଏଇ ଯୋଉ ବ୍ୟକ୍ତିମାନେ ଓହ୍ଲେଇଥିଲେ ଏମାନେ, ଆରେ ସାଧୁ ବାବା ଆପଣ ଏଠି ଅଛନ୍ତି, ଟ୍ରେନ ଛାଡ଼ିଦେବ, ଆମେ ଯାଉଛୁ ଶୀଘ୍ର। ଦୌଡ଼ିକି ଏମାନେ ସବୁ ଯାଇଛନ୍ତି ଟ୍ରେନରେ ବସିବା ପାଇଁ। ସାଧୁ ଜଣକ ଆରାମରେ ଚା ଖାଉଛନ୍ତି, ସେ ନର୍ମାଲ ନିଜର ଚା ପିଉଛନ୍ତି। ଏ ଯୋଉ ବ୍ୟକ୍ତିମାନେ ଦୌଡ଼ିକି ଯାଉଛନ୍ତି ଏମାନେ ଦେଖିକି କହିଲେ ଆପଣ ଥିବେନି କି, ଆପଣ ଏତେ ଜିନିଷ ସବୁ ଘଣ୍ଟା ଆପଣଙ୍କର ଆଟାଜି ଟବାଲ ସବୁ ସେ ସିଟ୍ ଉପରେ ରଖିଦେଇକି ପଳେଇ ଆସିଲେ, ଆପଣ ଯିବେନି? କହିଲେ ଇଏ ହଉଛି ଆପଣ ମାନଙ୍କ ସଂସାର ବ୍ୟକ୍ତି ଭିତରେ ଆଉ ଗୋଟେ ସାଧୁ ଭିତରେ ତଫାତ୍। କାହିଁକି ସେଇ ଯୋଉ ସାଂସାରିକ ବ୍ୟକ୍ତି ସାଂସାରିକ ଜିନିଷ ପ୍ରତି ସାମାନ୍ୟ ବ୍ୟକ୍ତି ମାନଙ୍କର ମୋହ ଥାଏ। ସିଏ ମୋ ଜିନିଷ ନଥିଲା, କିଏ ଗୋଟେ ଦେଇଥିଲା ମୁଁ ପିନ୍ଧିଥିଲି, ଟ୍ରେନ ପଳେଇଲା, ସିଏ କାହାକୁ ମିଳିବ, କିଏ ଗୋଟେ ପିନ୍ଧିକି ପଳେଇବ, ମୋର ନଥିଲା ମୁଁ କାହିଁକି ଲୋଭ କରିବି ତା ପ୍ରତି? ମୁଁ ଏଠି ରହିଯିବି, ଏଠି କାଶୀ ଅଛି ପାଖରେ, ଏଠି ଯାଇକି ମୁଁ ତପସ୍ୟା କରିବି ମୋର। ଆଶ୍ଚର୍ଯ୍ୟ ହୋଇଗଲେ ସେଇ ସାମାନ୍ୟ ବ୍ୟକ୍ତିମାନେ। କାହିଁକି ଆମେ ଯଦି ସେଇ ସ୍ଥାନରେ ଥାନ୍ତେ ଆମର ମୋହ ଆସିଥାନ୍ତା ସେ ବ୍ୟକ୍ତି, ସେଇ ଜିନିଷ ପ୍ରତି, ସେ ବସ୍ତୁ ପ୍ରତି। ସିଏ ଆମର ଶରୀର ଆମର ନାହିଁ, ଆମେ ସିଆଡୁ ଆସିଛି ପଳେଇ ଯିବ। ଆମେ ଜବରଦସ୍ତି ଶରୀର ପ୍ରତି ମୋହ କରୁ। ସାମାନ୍ୟ ଗୋଟେ ପର୍ସଟି, ସାମାନ୍ୟ ଗୋଟେ ପେନ୍ଟେ ମଧ୍ୟ, କଲମଟେ ମଧ୍ୟ ଆମେ ନିଜର ବୋଲି କହୁ। ଇଏ ହଉଛି ସାଧୁ ସନ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଆଉ ସାମାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ତଫାତ୍। ସେଥିପାଇଁ ଜୟଦେବଙ୍କର ଗୃହ ମାଗିବା ପରେ ମଧ୍ୟ ଟିକେ ମଧ୍ୟ ବିରକ୍ତିର ଭାବ ତାଙ୍କ ମନରେ ପ୍ରକାଶ ପାଇ ମୁଖମଣ୍ଡଳରେ ଦର୍ଶନ ହେଇନଥିଲା, ଦୁଃଖ ଦିଶିନଥିଲା। ସେ ସାଙ୍ଗେ ସାଙ୍ଗେ ହସ୍ତାକ୍ଷର କରିବା ପାଇଁ ସିଗ୍ନେଚରଟା, ହସ୍ତାକ୍ଷରଟା କରିଛନ୍ତି। ବ୍ରାହ୍ମଣ ନିରଞ୍ଜନ ବ୍ରାହ୍ମଣଙ୍କର ଝିଅ ଦୌଡ଼ି ଦୌଡ଼ି ସେପଟୁ ଆସିଲେ, ବାବା ବାବା ଆମ ଘର ଜଳି ଯାଇଛି, ଅର୍ଥାତ୍ ଜଳିଗଲାଣି, କିଛି ଆଉ ନାହିଁ। ନିରଞ୍ଜନ ବାବୁଙ୍କର ହୋସ ଉଠିଯାଇଛି, ଘର ଜଳିଗଲା ହଠାତ୍ କେମିତି? ଦୌଡ଼ିକି ଯାଇଛନ୍ତି ନିରଞ୍ଜନ ବାବୁ। ନିରଞ୍ଜନ ବାବୁ ଦୌଡ଼ିକି ଯିବା ଆଗରୁ ଜୟଦେବଙ୍କର ଦୁଃଖ, ବାସ୍ତବିକ ଦୁଃଖ ଆମେ ଯଦି ହେଇଥାନ୍ତେ, ଏଇ ଯୋଉ ଭିନ୍ନତା ଆମକୁ ଜଣାଉଛି ଗୋଟେ ସାମାନ୍ୟ ବ୍ୟକ୍ତି ଆଉ ଯିଏ ଭଗବତ ପ୍ରାପ୍ତ କରିବା ବ୍ୟକ୍ତି କଣ ତାର ତଫାତ୍ ରହିଥାଏ। ସାମାନ୍ୟ ବ୍ୟକ୍ତିଟା କଣ, ତା ମନରେ ସାଙ୍ଗେ ସାଙ୍ଗେ ଆସି ଯାଇଥାନ୍ତା, ଭଲ ହେଇଛି ତାର ଘର ପୋଡ଼ି ଯାଇଛି, କାହିଁକି ମୋର ଘର ହଡପ କରିବାକୁ ବସିଥିଲା ଇଏ। କିନ୍ତୁ ଜୟଦେବଙ୍କ ମନରେ ସେ ଭାବନା ହୋଇ ନାହିଁ। ସାଙ୍ଗେ ସାଙ୍ଗେ ଜୟଦେବ ନିରଞ୍ଜନ ବାବୁଙ୍କଠୁ ଦୌଡ଼ିକି ଅଗ୍ରସର ହେଇକି ତାଙ୍କୁ ନେଇକି ଯାଇଛନ୍ତି ଘର ଭିତରକୁ, ନିଆଁ ଭିତରେ ପଶି ଯାଇଛନ୍ତି। ଯେମିତି ଜୟଦେବ ନିଆଁ ଭିତରେ ପଶି ଯାଇଛନ୍ତି, ସେମିତି ନିଆଁ ଏମିତି ବନ୍ଦ ହେଇଗଲା, ଏମିତି ନିଆଁ ଲିଭିଗଲା ଯେମିତି କିଛି ଲାଗି ହିଁ ନଥିଲା। ବୋଲେ ଆନନ୍ଦକନ୍ଦ ଭଗବାନ କି ଜୟ। ଭଗବାନ ଲୀଳା କରନ୍ତି, ଭକ୍ତମାନେ ଲୀଳା କରନ୍ତିନି, ଭଗବାନ ଭକ୍ତଙ୍କ ପାଇଁ ଲୀଳା କରନ୍ତି। କାହିଁକି? ଭକ୍ତମାନଙ୍କୁ ଜଣା ବି ନଥାଏ। ଏଇ ଦୃଶ୍ୟ ଯେତେବେଳେ ନିରଞ୍ଜନ ବ୍ରାହ୍ମଣ ଦେଖିଛନ୍ତି ଯେ ଜୟଦେବ ନିଆଁ ଭିତରେ ପଶିବା ମାତ୍ରେ, ପଶିବା କ୍ଷଣି ନିଆଁ ସମ୍ପୂର୍ଣ୍ଣ ଲିଭିବା, ମାନେ ସମ୍ପୂର୍ଣ୍ଣ ଲିଭି ଯାଇଛି, ଏମିତି ସବୁ ଆଗ ଭଳିଆ ହେଇଯାଇଛି ଯେମିତି ଟାଇମ ମସିନରେ ପଶିକି ପଛକୁ ପଳେଇଲା। ସମ୍ପୂର୍ଣ୍ଣ ନିଆଁ ନାହିଁ, ସବୁ ଜିନିଷ ପତ୍ର ଯେମିତି ସେମିତି ରହିଛି, ଜଳୁଥିଲା କିନ୍ତୁ ନିଆଁ। ଏଇ ଅଲୌକିକତା ଭଗବାନ କରନ୍ତି ନିଜ ଭକ୍ତମାନଙ୍କ ପାଇଁ। ଏହା ଦେଖିଲା ପରେ ନିରଞ୍ଜନ ବ୍ରାହ୍ମଣଙ୍କର ଆଉ ଚିତ୍ତରୁ କେବଳ ଅଶ୍ରୁ ରହିଗଲା, ମନ ଭିତରେ ସେ ଯୋଉ କୂଟ କପଟ ରଖିଥିଲେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏ ଅଲୌକିକତା, ଏତେ ବଡ଼ ମହାନ ଭକ୍ତ, ୟାଙ୍କୁ ମୁଁ ଘର ପାଇଁ କୂଟ କଟୁ କଥା କହିଥିଲି, ଏଇ ଭାବନା ନିରଞ୍ଜନ ବାବୁଙ୍କର ମନରେ ଅତ୍ୟନ୍ତ ସେ ଯୋଉ ପଶ୍ଚାତାପର ଜ୍ୱାଳା ମନ ଭିତରେ ଉଠିଛି। ଜୟଦେବଙ୍କ ପ୍ରତି ସେ ସମ୍ପୂର୍ଣ୍ଣ ଶରଣାଗତ, ସମ୍ପୂର୍ଣ୍ଣ ଶରଣାଗତ, ଜୟଦେବଙ୍କର ପାଦ ତଳେ ଲୁଟି ଯାଇଛନ୍ତି। କିନ୍ତୁ ମୁଖ୍ୟ କଥା ହଉଛି ଜୟଦେବଙ୍କର ଭାବ କଣ? ଜୟଦେବ ଆମର ଆମେ ଯଦି ଥାନ୍ତେ, ମୁଁ ସବୁ ସ୍ଥାନରେ ଗୋଟେ ଭକ୍ତକୁ ପରମ ଭକ୍ତ, ଜୟଦେବ ସାମାନ୍ୟ ନୁହନ୍ତି, ସେ ଜଗନ୍ନାଥଙ୍କର ସ୍ୱରୂପ ବୋଲି କୁହାଯାଏ। କାହିଁକି? ସେ ତାଙ୍କ ଅବଦାନ ଓଡ଼ିଶା ପ୍ରତି ଯାହା ରହିଛି, ଜଗନ୍ନାଥ ସଂସ୍କୃତି ପ୍ରତି ଜୟଦେବଙ୍କର ଅବଦାନ ଯାହା ରହିଛି ସେ ଅତୁଳନୀୟ। ଜୟଦେବ କବିରାଜ ମାନଙ୍କର ଚକ୍ରବର୍ତ୍ତୀ ସମ୍ରାଟ ବୋଲି କୁହାଯାଉଥିଲା। ମାନେ କବିରାଜ ଯେତେ ଥିଲେ, କବି ମାନଙ୍କ ମଧ୍ୟରେ ରାଜା, ସେମାନଙ୍କ ମଧ୍ୟରେ ପୁଣି ଚକ୍ରବର୍ତ୍ତୀ ରାଜା ଥିଲେ ଜୟଦେବ। କାହିଁକି? ସେ ଯୋଉ ଲେଖିଛନ୍ତି ଗୀତ ଗୋବିନ୍ଦ, ଆଜି ମଧ୍ୟ ମହାପ୍ରଭୁ ଆମର ନିଜର ଖଣ୍ଡୁଆ ବସ୍ତ୍ର ପାଟରେ ଗୀତ ଗୋବିନ୍ଦ ଲିଖିତ ଥାଏ, ତାହା ଘୋଡ଼େଇକି ରୁହନ୍ତି। ସେଥିପାଇଁ ଏ ସାମାନ୍ୟ ଗୀତିକା ନଥିଲା ଜୟଦେବଙ୍କର। ଏଇ କଥା ଗୀତ ଗୋବିନ୍ଦ ଯାହା ପରବର୍ତ୍ତୀ ସମୟରେ ଆମେ ପଢିବା ମଧ୍ୟ ଗୀତ ଗୋବିନ୍ଦ, ଭଗବାନଙ୍କୁ କେତେ ପ୍ରିୟ ସେଇ ଗୀତ ଗୋବିନ୍ଦ ତାହା ମଧ୍ୟ ପଢିବା ଦ୍ୱାରା ଜାଣିପାରିବା କେମିତି ସିଏ ରଚନା କରିଛନ୍ତି ଗୀତ ଗୋବିନ୍ଦ। ତ ଏ ଯୋଉ ଅଲୌକିକତା, ଏ ଯୋଉ ଅଲୌକିକ ଘଟଣା ଜୟଦେବଙ୍କୁ ମଧ୍ୟ ଆଚମ୍ବିତ କରିଦେଇଛି। ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ମୁଁ ଭିତରକୁ ଗଲି ନିଆଁ କେମିତି ବନ୍ଦ ହେଇଗଲା। ସେ ଆଶ୍ଚର୍ଯ୍ୟ ରୂପରେ ଯେତେବେଳେ ରହିଛନ୍ତି, ସେ ମନ ଭିତରେ ଜଗନ୍ନାଥଙ୍କ ପ୍ରତି ପରମ ବ୍ୟାକୁଳତା ଆରମ୍ଭ ହୋଇଛି, ପରମ ବ୍ୟାକୁଳତା। ସେ ଭାବିଛନ୍ତି
যে কেতে কৃপা ভগবানଙ୍କର ମୋ ଉପରେ ମୁଁ ନିଆଁ ଭିତରେ ପଶିଗଲି ନିଆଁର କ'ଣ ଥାଏ ଦାହିକା ଶକ୍ତି ତମେ ଗୋଟେ ଭଲ ଭାବନା ରଖିକି ନିଆଁରେ କାଗଜଟେ ପକାଅ ବା ଖରାପ ଭାବନା ରଖିକି ପକାଅ ଗୋଟେ ଭଲ ବ୍ୟକ୍ତି ଯାଉ ବା ଗୋଟେ ଖରାପ ବ୍ୟକ୍ତି ଯାଉ ସେ ଜଳିଯିବ ବିଷର କ'ଣ ଥାଏ ମାରଣ ଶକ୍ତି ସିଏ ମାରିଦବ ସିଏ ଭଲ ବ୍ୟକ୍ତି ପିଉ ଭଲ ମୁଡରେ ପିଉ କି ଖରାପ ମୁଡରେ ପିଉ ବିଷର ମାରଣ ଶକ୍ତି ଥାଏ ସେ ମାରିଦବ କିନ୍ତୁ ଏଇ ଦାହିକା ଶକ୍ତି ଥିଲେ ମଧ୍ୟ ଅଗ୍ନି ଜୟଦେବଙ୍କୁ କିଛି କରିପାରିଲା ନାହିଁ କାହିଁକି ଜୟଦେବ ନିଜର अलौकिकता एकमात्र अनन्यता क्या प्रति रखी भगवान प्रति से ଥିଲେ ମାତ୍ର ଆଶା କରିନଥିଲେ ମୁଁ ଭିତରକୁ ଯିବି ନା ନାହିଁ ସେ ଦୌଡ଼ିକି ଚାଲି ଯାଇଥିଲେ ଘର ଭିତରକୁ ସେଥିପାଇଁ अलौकिक ସିଏ କରିବେ ଭରସା ସମ୍ପୂର୍ଣ୍ଣ ରହିବା ନିହାତି ଜରୁରୀ ଆମ ମନରେ ସବୁବେଳେ ଭରସା ହାତ ଥାଏ ଆମେ ସ୍ଥିତି ଦେଖିକି ଠାକୁରକୁ ଡାକୁ ଆମେ ଯଦି ଶୁଣିଲେ ଅମକ ସ୍ଥାନରେ ବଢିଆ ଗୋଟେ ମହାପ୍ରଭୁ ଅଛନ୍ତି ନଡ଼ିଆ ଭାଙ୍ଗିଲେ ମନସ୍କାମନା ପୂର୍ଣ୍ଣ ହୁଏ ଆମେ ଦୌଡ଼ିକି ସେଇଠିକି ପଳେଇବା 5-7ଟା ନଡ଼ିଆ ଭାଙ୍ଗିଦେବା ଯଦି ମନସ୍କାମନା ହେଠି ହେଇଥିବ ପୂରଣ ହବନି ତାହେଲେ ମହାପ୍ରଭୁ ଚେଞ୍ଜ ଦିଅ ଚେଞ୍ଜ ମନ୍ଦିର ଚେଞ୍ଜ ବାର ମଧ୍ୟ ଉପାସ ମଧ୍ୟ ଚେଞ୍ଜ ଏହି ସ୍ଥିତିରେ ଭଗବାନଙ୍କ ଉପରେ ଆମର ଭରସା ହିଁ ନଥାଏ ସେଥିପାଇଁ ଭଗବାନ ମଧ୍ୟ ଆମକୁ କୌଣସି ପ୍ରକାରର ହିଣ୍ଟ ଦିଅନ୍ତି କୌଣସି ପ୍ରକାରର ଆଶୀର୍ବାଦ ଦେବା କୌଣସି ପ୍ରକାରର ଭାବ ଦିଅନ୍ତି ନାହିଁ ଯିଏ ତାକୁ କେବଳ ତାକୁ ହିଁ ଭରସା କରିଛି ତା ପାଇଁ ସେ ଠିଆ ହୁଅନ୍ତି ଆରେ ସେ ସାରଥୀ ହେଇପାରିବ ରଥରେ ସେ ସ୍ୱୟଂ ପରବ୍ରହ୍ମ ଠାକୁର ସମ୍ପର୍କ ତୁଲେଇବାକୁ ଆସିକି ସେ ସାରଥୀ ଯଦି ହେଇପାରିବ ଯଶୋଦା ମାଙ୍କର ଭାବ ରଖିବା ପାଇଁ ସେ ଯଦି ବାଲ ଗୋପାଳ ହେଇପାରିବ ସେ ଯଦି ବିଦୁରର ଶାଗ ଭଜା ଖାଇପାରିବ ସେ ଅଇଁଠା ଯଦି ଖାଇପାରିବ ସେ ସବୁ କିଛି କରିପାରିବ ତାର ଅର୍ଥ ସେଥିପାଇଁ ଆମର ଭିତରେ ଯୋଉଠି ନା କୋଉଠି ଦୁର୍ବଳତା ରହିଥାଏ ଜୟଦେବଙ୍କର এই ପ୍ରକାରର ଯୋଉ ଭାବ ବେଗ ଏତେ ଆହ୍ଲାଦିତ ହୋଇଥିଲେ ଜୟଦେବ ଜଗନ୍ନାଥଙ୍କର ଅଶେଷ କୃପା ବୋଲି ସିଏ ସାଙ୍ଗେ ସାଙ୍ଗେ ସେଇ ଘର ଦ୍ୱାର ତ୍ୟାଗ କରିକି ବାହାରି ପଡ଼ିଥିଲେ ସନ୍ନ୍ୟାସ ମାର୍ଗରେ ସିଏ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ପୁରୀ ଅଭିମୁଖେ ଯିବା ସମୟରେ ଭଜନ କୀର୍ତ୍ତନ ଆଜିକାଲି ଗାଡ଼ି ଘୋଡ଼ା ସହଜରେ ଚାଲି ଯାଉଛୁ ଆମେ ଜଗନ୍ନାଥ ଧାମ ସହଜରେ ଯଦି ପ୍ରାପ୍ତ କରିଦେବା ସେଥିପାଇଁ ଭାବ ଜୋରଦାର ନଥାଏ ସହଜରେ ଚାଲି ଯାଉଛି ସେଥିପାଇଁ ଭାବ ଜୋର ନଥାଏ କଷ୍ଟ ପାଦରେ ଚାଲି ଚାଲି କଷ୍ଟ ପାଇକି ଯେତେବେଳେ ଯାଇଥାନ୍ତେ ତାହେଲେ ସେତେବେଳେ ଜଗନ୍ନାଥ ଯେତେବେଳେ ଦେଖିଥାନ୍ତେ କିଛି ଅଲଗା ଭାବ ନିଶ୍ଚୟ ହେଇଥାନ୍ତା ଜଗନ୍ନାଥଙ୍କର ଚକା ଆଖିରେ ଯେତେବେଳେ ଆଖି ମିଶି ଯାଇଥାନ୍ତା ଟିକେ ଅଲଗା ଭାବ ହେଇଥାନ୍ତା ସହଜରେ ଆମେ ଚାଲି ଯାଉଛୁ କାର କରିକି ପଳେଇଲୁ ବସରେ ପଳେଇଲୁ ଟ୍ରେନରେ ପଳେଇଲୁ ପରିଶ୍ରମ କମ ଥାଏ ଆମକୁ ଲାଗେ ହଁ ଦର୍ଶନ କରିବାକୁ ଆସିଲି ନିଜ ଇଚ୍ଛାରେ ଯାଇକି ମହାପ୍ରଭୁ କାଳିଆ ସେଥିପାଇଁ କୋଉଠି ଆମର ଟିକେ ମନରେ ସେ ଭାବ ଜନ୍ମ ହୁଏ ନାହିଁ ପାଦରେ ଚାଲି ଚାଲି ଜଗନ୍ନାଥଙ୍କ ଧାମକୁ ଗତି କରୁଛନ୍ତି ବହୁତ ସମୟ ଲାଗି ଯାଇଥିଲା ପ୍ରତିଦିନ ଭଜନ କୀର୍ତ୍ତନ ଏମିତି କରି କରି ସିଏ ଯାଉଛନ୍ତି ଦିନେ ଜଳ ଅଭାବରୁ ସିଏ ମୂର୍ଚ୍ଛା ହେଇଗଲେ ଜଳ ଅଭାବରେ ଜୟଦେବଙ୍କର ମୂର୍ଚ୍ଛା ସ୍ଥିତି ଏହି ସମୟରେ ଆନନ୍ଦକରଙ୍କ ଭଗବାନ ଲଳିତ ମଧୁର ସ୍ୱନ ବଂଶୀ ଗୋଟେ ହାତରେ ଧରିଛନ୍ତି ବେଣୁ ସ୍ୱନ କରି କରି ଗୋପାଳ ଗୌର ବେଶରେ ସ୍ୱୟଂ ଶ୍ରୀକୃଷ୍ଣ ଯାହାକୁ ଦେଖିବା ପାଇଁ ସମଗ୍ର ଦେବମାନେ ବ୍ରହ୍ମା ପର୍ଯ୍ୟନ୍ତ ଶଙ୍କର ପର୍ଯ୍ୟନ୍ତ ଯାହାର ଦର୍ଶନକୁ ତରସି ଯାଆନ୍ତି ଯାହାକୁ ଟିକେ ଦେଖିବା ପାଇଁ ଯାହାର ରୂପକାନ୍ତି ନଜରରେ ରଖିବା ପାଇଁ ସମସ୍ତ ଗନ୍ଧର୍ବ ଜଗିକି ଥାନ୍ତି ସେଇ କୃଷ୍ଣ ନିଜେ ଗୋପାଳ ଭିତରେ ଜୟଦେବଙ୍କ ପାଖରେ ପହଞ୍ଚିଗଲେ ଭଗବାନ କି ରାଧା ଲାଲ କି ସିଏ ସେଇ ଠାକୁର ଭକ୍ତର ଦୁଃଖ ସହ୍ୟ କରିପାରନ୍ତି ନାହିଁ ଭକ୍ତର ଦୁଃଖ ଦେଖିବେ ନିଜେ ସେ ଗୌର ଭିତରେ ପହଞ୍ଚିଗଲେ ଜୟଦେବଙ୍କ ନିକଟରେ କଣ ଧରିକି ଗୋଟେ ହାତରେ କ୍ଷୀରି ଧରିଛନ୍ତି ଗୋଟେ ହାତରେ କ୍ଷୀର ଧରିଛନ୍ତି ଆଉ ଗୋଟେ ହାତରେ ପାଣି ସେଥିପାଇଁ ଇଏ ଶାନ୍ତଙ୍କର ଲୀଳା ଅନନ୍ୟ ଜାଣିବାକୁ ଦେବେ ନିଜ ଭକ୍ତମାନଙ୍କୁ ପ୍ରତିଦିନ କୋଉଠି ନା କୋଉଠି ଆସିକି ମିଶିକି ଯିବେ କୋଉ ଉପରେ ମଧ୍ୟ କେବେ ପକ୍ଷୀ ରୂପରେ କେବେ କୀଟ ପତଙ୍ଗ ରୂପରେ କେବେ କୋଉ ରୂପରେ ଭଗବାନ ପ୍ରତିଦିନ ନିଜ ଭକ୍ତକୁ ଦର୍ଶନ ଦେଇକି ଯାଆନ୍ତି କିନ୍ତୁ ଆମର ଚକ୍ଷୁ ମଳିନ ଚକ୍ଷୁ ଆମେ ଦେଖିଲେ ମଧ୍ୟ ଆମେ ଜାଣିପାରିବା ନାହିଁ ସେଥିପାଇଁ ସକଳ ଘରେ ନାରାୟଣ ଏଇ ଉକ୍ତିକୁ ମନରେ ରଖିକି ଆମେ ସବୁବେଳେ ଭାବିବା ଦରକାର ଯେ ସାମ୍ନାରେ ଥିବା ବ୍ୟକ୍ତି ମୋର ପ୍ରଭୁ ହେଇଥିବେ ସେଥିପାଇଁ ମୁଁ ଅନ୍ୟମାନଙ୍କୁ ଦୟା ଭାବ ପୋଷଣ କରିବି ସେଥିପାଇଁ ମୁଁ ଅନ୍ୟମାନଙ୍କୁ ଦୈନ୍ୟତା ଭାବ ପୋଷଣ କରିବି ସେଥିପାଇଁ କୋଉଠି ନା କୋଉଠି ଅନ୍ୟମାନଙ୍କ ପ୍ରତି ଈର୍ଷା ଭାବ ରଖିବା ଦ୍ୱାରା ଆମର ଇଷ୍ଟ ପ୍ରତି ଆମ ଭଗବାନଙ୍କ ପ୍ରତି ଆମର ପ୍ରିୟ କାଳିଆ ଠାକୁର ପ୍ରତି କାଳେ
ନିଜର ଅନିଷ୍ଟ ଭାବିଦେବା ଆମେ ବା କାଳେ ଆମର ମନ ଖରାପ ହୋଇଯିବ। ସେଥିପାଇଁ ଆମ ଠାକୁରଙ୍କୁ ଆମେ କେବେ ବି ମନ ଦୁଃଖ କରିବାନି। କୋଉ ରୂପରେ ଆସିଥିବେ, ସେଥିପାଇଁ ଆମେ ସବୁବେଳେ ତାଙ୍କ ପ୍ରତି ସଦ୍ଭାବନା, ଅନ୍ୟ ପ୍ରତି ସଦ୍ଭାବନା ରଖିବା ନିହାତି ଜରୁରୀ। ସ୍ୱୟଂ କାଳିଆ ଶାନ୍ତ ଗୌଡ଼ ଭିତରେ ଆସିକି କ୍ଷୀରି ଖୁଆଇଲେ, ପାଣି ଛେଚିକି ତାଙ୍କ ମୂର୍ଚ୍ଛା ଯୋଉ ଥିଲେ ତାଙ୍କୁ ଚେତା ଫେରେଇଲେ। କ୍ଷୀର ଆଉ କ୍ଷୀରି ସେଇ କ୍ଷୀର ଯଶୋଦା ମା ବେଳେ ଯୋଉ ଲହୁଣୀ ଚୋରି କରୁଥିଲେ ସେ ଲହୁଣୀ ମଧ୍ୟ ନେଇକି ଆସିଥିଲେ। ସେଥିପାଇଁ ଆଜିର ସଂସାରରେ ଆମର ହେତୁବାଦୀ ଭାଇମାନେ ଭାବନ୍ତି ଭଗବାନ ଅଛନ୍ତି ନା ନାହିଁ, ପ୍ରଶ୍ନ ଉଠେ ଭଗବାନ ଅଛନ୍ତି ନା ନାହିଁ। ଇଏ ଜୟଦେବଙ୍କର କଥା 1200 ଶତାବ୍ଦୀର, ଇଏ କଳିଯୁଗର 1200 ବହୁତ ପଛୁଆ ନୁହଁ, ଏଇନା ଏବେ କିଛି ଶତାବ୍ଦୀ ତଳର କଥା। କିନ୍ତୁ ଏବେ ମଧ୍ୟ ଭଗବାନ ନିଜ ଭକ୍ତମାନଙ୍କୁ ଆସିକି ଦର୍ଶନ ଦିଅନ୍ତି। ଭାବରୁ ମିଳେ କାଳିଆ ଠାକୁରର କୃପା, ଭାବ ଥିଲେ ସେ ଦର୍ଶନ ଦେବେ। ଆମେ ସନ୍ଦେହ କରୁଥିବା, ଆମେ ଭାବିବା ମୂର୍ତ୍ତିଟା ସେ ସବୁବେଳେ ମୂର୍ତ୍ତି ହେଇକି ରହିବେ, ଆମେ ଭାବିବା ଫଟୋଟା ସେ ସବୁବେଳେ ଫଟୋ ହେଇକି ରହିବେ। ଆମେ ଯଦି ଭାବିବା ସେ ଜୀବନ୍ତ, ସିଏ ଜୀବନ୍ତ ହେବେ, ସିଏ ସେଇ ପ୍ରସାଦ ଗ୍ରହଣ କରିବେ, ସିଏ ପ୍ରସାଦ ଗ୍ରହଣ କରେଇଦେବେ ମଧ୍ୟ। ସେଥିପାଇଁ ଇଏ ଠାକୁରଙ୍କର ଲୀଳା ଆସିକି ଜୟଦେବଙ୍କୁ, ଜୟଦେବ ଯୋଉ ମାର୍ଗରେ ଯାଉଥିଲେ ସେଇ ମାର୍ଗ ଦୂର ମାର୍ଗ ଥିଲା, ଭୁଲ ଟିକେ ମାର୍ଗ ଥିଲା। ନିଜେ କାଳିଆ ଠାକୁର ତାଙ୍କୁ ଆସିକି ସର୍ଟକଟ୍ ମାର୍ଗ, କେମିତି ସହଜରେ ପୁରୀ ପହଞ୍ଚିଯିବେ ସେଇ ମାର୍ଗ ଦେଖେଇ ଦେଲେ। ସେଇ ମାର୍ଗରେ ଯିବା ଦ୍ୱାରା ସହଜରେ ପୁରୀର ନିକଟବର୍ତ୍ତୀ ହେଇଗଲେ ଜୟଦେବ। ଜୟଦେବଙ୍କର ନିକଟବର୍ତ୍ତୀ ପୁରୀ ଯେତେବେଳେ ହେଇଛନ୍ତି ସେଇ ସମୟରେ ଜୟଦେବ ଏମିତି ହାଲିଆ ହେଇକି ବସିଛନ୍ତି ଗୋଟେ ନଦୀ କୂଳରେ, ତାଙ୍କର ପୁଷ୍କରିଣୀ କୂଳରେ ବସିଛନ୍ତି। ଯିଏ ତାଙ୍କ ମନରେ ଭାବ ବେଶରେ ଭଗବାନଙ୍କର ଦର୍ଶନ 2-3 ପ୍ରକାର ଥାଏ। ଜୀବନରେ ମଧ୍ୟ କେବେ ବି ନିଜେ ଭକ୍ତିର କୋଉ ସ୍ତରରେ ଆମେ ଅଛନ୍ତି ଜାଣିବା ପାଇଁ କିଛି ଲକ୍ଷଣ ଥାଏ ଭକ୍ତିର। ସେ ଲକ୍ଷଣ ଦେଖିଲେ ଜାଣିଦେବ ଭକ୍ତିର କୋଉ ସ୍ତରରେ ଅଛନ୍ତି। ପ୍ରଥମ କଥା ହଉଛି, ଯଦି ଆମେ ଜୀବନରେ ସ୍ୱପ୍ନରେ ଯଦି ମନ୍ଦିର ଦର୍ଶନ କରିଛନ୍ତି, ସ୍ୱପ୍ନରେ ଯଦି ଆମକୁ ମନ୍ଦିର ଦିଶିଛି, ତାର ଅର୍ଥ ଆମେ ପ୍ରଥମ ସିଡ଼ି ଚଢିଗଲି ଭକ୍ତି ମାର୍ଗରେ। ଦାବନ ଥାଇପାରେ, ଭଗବାନଙ୍କୁ ଆମେ ମାଗୁଛୁ ସଂସାର, କିନ୍ତୁ ସ୍ୱପ୍ନରେ ଯଦି ମନ୍ଦିର ଦର୍ଶନ ହେଲା, ଭଗବାନ ଆମର ଯିବାର ଶକ୍ତି କେତେ, ଆମେ କେତେ ତାଙ୍କ ଆଡେ ଯିବା, କିନ୍ତୁ ଭଗବାନ ନିଜେ ଟାଣନ୍ତି ଭକ୍ତକୁ ନିଜ ଆଡେ। ସେଥିପାଇଁ ଆମର ଶକ୍ତି ନାହିଁ ତାଙ୍କ ଆଡେ ଯିବାଟା, ସିଏ ନିଜେ ଟାଣନ୍ତି। ତ ମନ୍ଦିର ଦର୍ଶନ ଯଦି ସ୍ୱପ୍ନରେ ହେଇଗଲା, ପ୍ରଥମ ସିଡ଼ି ଦେଇ ପଡିଲେ। ଦ୍ୱିତୀୟ ସୋପାନ, ବହୁତ ସମୟ ପରେ ମନ୍ଦିର ଦର୍ଶନ ତ ଛାଡ, ଦିଅ ଦର୍ଶନ ହବ, ମାନେ ଭଗବାନଙ୍କର ବିଗ୍ରହ ଆମେ ଦେଖିବା ମୂର୍ତ୍ତି ରୂପରେ, ଜଗନ୍ନାଥଙ୍କର ଫଟୋଟେ ଦିଶିବ, ମୂର୍ତ୍ତି ଦେଖିଲେ, ଇଏ ହଉଛି ଦ୍ୱିତୀୟ ସୋପାନ, ଭକ୍ତି ମାର୍ଗର ଉନ୍ନତି ସ୍ତର। ଭକ୍ତି ମାର୍ଗର ପ୍ରଥମ ସ୍ତର ହଉଛି ମନ୍ଦିର ସ୍ୱପ୍ନରେ ଆସିବ, ଦ୍ୱିତୀୟ ସ୍ତର ହଉଛି ଦିଅ ଦର୍ଶନ ହବ, ତୃତୀୟ ସ୍ତର ହଉଛି ଭଗବାନଙ୍କର ଆୟୁଧ, ଭଗବାନଙ୍କର ବଂଶୀ, ଭଗବାନଙ୍କର ପିଞ୍ଛ, ମୟୂର ଚୁଡ଼ିକା, ଭଗବାନଙ୍କର ଆଖିଟେ, ଏସବୁ ଦର୍ଶନ ହବ। ସମ୍ପୂର୍ଣ୍ଣ ଦର୍ଶନ ଏତେ ସହଜରେ ହୁଏ ନାହିଁ। ଏ ସ୍ତର ପର୍ଯ୍ୟନ୍ତ ଗଲାବେଳେ ଧୀରେ ଧୀରେ ମାୟା କଟି କଟି ଯାଇଥିବ। ଇଏ ସାମାନ୍ୟ ସ୍ତର ନାହିଁ, 3 ନମ୍ବର ସ୍ତର। ଜୀବନରେ ଯଦି କାହାକୁ ଭଗବାନଙ୍କର ନୟନର ଦର୍ଶନ, କୃଷ୍ଣଙ୍କ କଥା ମୁଁ କହୁଛି, କାହିଁକି ସିଏ ହଉଛନ୍ତି ସମ୍ପୂର୍ଣ୍ଣ ମୂଳ, ସମ୍ପୂର୍ଣ୍ଣ ସାର ମର୍ମ, ସେଇ ପରମ ତତ୍ତ୍ୱ ସବୁଠି ବିରାଜମାନ। କିନ୍ତୁ କୃଷ୍ଣ ନାରାୟଣ ସେ ଆଦି ବ୍ରହ୍ମ, ପରମ ବ୍ରହ୍ମ, ସେଇ ରୂପରେ ଜଗନ୍ନାଥଙ୍କର, ବିଷ୍ଣୁଙ୍କର, କୃଷ୍ଣଙ୍କର ଯଦି ନୟନ ଦର୍ଶନ ହେଇଛି, ବଂଶୀ ଦର୍ଶନ ହେଇଛି, ହସ୍ତ ଦର୍ଶନ ହେଇଛି, ପାଦୁକା ଦର୍ଶନ ହେଇଛି, ତାହେଲେ ଅତି ଉଚ୍ଚତର ସ୍ତରରେ ଆମେ ଅଛନ୍ତି ବୋଲି ଜାଣିବା। ତାପରେ ପୁନର୍ବାର ଗୋଟେ ସ୍ୱପ୍ନ ଦର୍ଶନ ହବ, ଯୋଉଠି ସମ୍ପୂର୍ଣ୍ଣ ଭଗବାନଙ୍କୁ ଆମେ ଦେଖିବା, ସମ୍ପୂର୍ଣ୍ଣ ସ୍ୱୟଂ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ବିଷ୍ଣୁ, ସେଇ ନାରାୟଣ, ସେଇ କୃଷ୍ଣ, ସେଇ ଛାନ୍ଦ, ସେଇ ସ୍ୱପ୍ନ ଯେତେବେଳେ ହେଇଗଲା, ତାପରେ ଭବବନ୍ଧ ମାୟା ଆଉ ରହିବ ନାହିଁ। ଅତ୍ୟନ୍ତ ନିକଟବର୍ତ୍ତୀ ଆଗାମୀ 2-3ଟା ଜନ୍ମ ଭିତରେ ମୋକ୍ଷ କନଫର୍ମ ହେଇଯିବ ଯଦି ଭଗବାନଙ୍କୁ ସ୍ୱପ୍ନରେ ସାକ୍ଷାତ ଦର୍ଶନ ହେଇଗଲା। ସାକ୍ଷାତ ଦର୍ଶନ ବୋଲି ଜାଣିବ କେମିତି? ତମେ ଜାଣିବ ନିଜେ ସେ ସ୍ୱପ୍ନ ନା ସତ୍ୟ ଥିଲା। ସିଏ ତମେ ଯେତେବେଳେ ଦେଖିବ ତାଙ୍କ ଦର୍ଶନ ସ୍ୱପ୍ନରେ ଯେତେବେଳେ ହବ, ତମ ଆଖିରୁ ଅନବରତ ଲୁହ ବାହାରିଯିବ, କିଛି ଜାଣିପାରିବନି କାହିଁକି କାନ୍ଦୁଛ, କିଛି ଜାଣିପାରିବନି କେତେବେଳେ ସେ ଲୁହ ବନ୍ଦ ହବ। ସେଇ ସ୍ତରରେ ଯିଏ ପହଞ୍ଚି ଯାଇଛ, ଆଉ ଚିନ୍ତା କରିବା ଦରକାର ନାହିଁ, ସେଇ କାଳିଆ ଠାକୁର ତମ ହାତ ଧରିଦେଲେଣି। ଯେତେବେଳେ ଭାବ ଦେଶରେ ଭଗବାନ କୃଷ୍ଣଙ୍କର ଦର୍ଶନ ହେଇଛି ଜୟଦେବଙ୍କୁ, ସିଏ ତାଙ୍କ କଣ୍ଠରୁ ଆପେ ଆପେ ବାହାରି ପଡିଲା ଗୋଟେ ଶ୍ଲୋକ, ମେଘମନ୍ଦ୍ରଂ ବନଭୁବଃ ଶ୍ୟାମଳ ସ୍ନିଗ୍ଧମାଲ ସଙ୍ଗୀତଂ ଭୀରୁରଂ ତ୍ୱମେବ ତଦିମ
मंदाधे गृहप्राप्यम् इति नन्दनिदेशात् प्रचलितो यः प्रत्युषकुञ्जे राधामाधवयो जीवन्ति যমুনাকুলের হকেলয়ঃ। এই শ্লোকর আরম্ভ হইলা গীত গোবিন্দ। এই শ্লোক হচ্ছে গীত গোবিন্দর অয়মারম্ভ। এই যে ভাব দেশরে কৃষ্ণଙ୍କ দর্শନ কল্পনা প্রেমী ভক্তটে যেতবে ভাব দেশরে তার কালিয়া শান্তଙ୍କୁ ଦେଖିଦେବ তার স্থিতি ଆଉ କଣ হব? তার স্থিতি ଆଉ ରହିବ ନାହିଁ। তারপরে সে হাত চালিব। হাত কেমিতি চালিব? জয়দেবଙ୍କ ভଳିଆ অতি সুন্দর কাব্য রচনা করিবার শক্তি তো ମୋ ପାଖରେ ନାହିଁ। ମୋ ନିଜର ବୁଦ୍ଧି ନିଚ ଅଳ୍ପ ସ୍ୱଳ୍ପ ବୁଦ୍ଧିରେ ଗୋଟେ ସୁନ୍ଦର କବିତା ହୁଏତ ଲାଗିପାରେ ସୁନ୍ଦର, କିନ୍ତୁ ଭଗବାନଙ୍କୁ ଅତି ସୁନ୍ଦର ଲାଗେ କବିତାଟେ। ଏଇଟା ମୁଁ ଭଲ ଭାବରେ ଜାଣିଛି। ସୁନ୍ଦର କବିତାଟେ ଶୁଣିବା ହେଉ। ଆପଣମାନଙ୍କର ଯଦି ଆଗ୍ରହ ଅଛି କଥା ପ୍ରତି, ଜଗନ୍ନାଥଙ୍କର ଚର୍ଚ୍ଚା ପ୍ରତି, ତାହେଲେ ଜୟ ଜଗନ୍ନାଥ ଧ୍ୱନି ମୋର ପଙ୍କ୍ତି ଶେଷରେ ଆପଣ କହିବେ ସବୁ। জগতর নাথ কালিয়া শান্ত ভক্ত ধর কৃপা সিন্ধু ভাব বিনতিয়া কৃপা কর ভারে নীলমণি নীল বন্ধু। জগন্নাথ জয় জগন্নাথ জয় জগন্নাথ জয় জগন্নাথ। দুঃখ দেলে দিও নাহি হে গুহারি আউ রঙ্গ ধরু হস ধরু থাউ হস দেখি মুখ যাও। ଅଯୋଗ୍ୟକୁ ତୁମ୍ଭେ କରୁଣା କରି ହେ ଦେଖାଇଛ ପ୍ରଭୁପଣ। ଅଯୋଗ୍ୟ ଅଜାମିଳଠୁ ବଳକା ଯଦି ପାପି ମୁଁ, ତାହେଲେ ଆପଣଙ୍କର ଦାୟିତ୍ୱ ହଉଛି ଯେ ଆପଣ ମତେ ମଧ୍ୟ ଚାରଣ କରିବେ। ଅଜାମିଳ ଭଳିଆ ପାପି ଯଦି ବୈକୁଣ୍ଠ ଗତି ପାଇଲା, ତାଠୁ ଯଦି ଅଧିକ ପାପି ବୋଲି ମତେ ଭାବୁଛନ୍ତି, ତାହେଲେ ଆପଣଙ୍କର ଦାୟିତ୍ୱ ଆପଣଙ୍କର ପ୍ରଭୁପଣ ରହିବ କେତେବେଳେ? ଯେତେବେଳେ ମୋର ଭଳିଆ ମହାପାପୀକୁ ମଧ୍ୟ ଆପଣ ବୈକୁଣ୍ଠ ଗତି ଦେବେ ନାଇଁ। ଯଦି ଅଜାମିଳଠୁ ବଡ ପାପି ବୋଲି ମତେ ଭାବୁନାହାନ୍ତି, ତାହେଲେ କଣ ଦୋଷ ଦେଖୁଛନ୍ତି ସାନ୍ତେ? ଆପଣ ଯଦି ଦୋଷ ଦେଖିବେ, ସବୁ ଦୋଷ ହିଁ ଦୂଷିବ। କାହିଁକି ଆପଣଙ୍କର ନୟନ କଣ? ବଡ ବଡ ନୟନ, ଚକା ଆଖିରେ ସବୁ ଦୂଷିଯିବ। ସେଥିପାଇଁ ଏ ଅଯୋଗ୍ୟ ବ୍ୟକ୍ତିକୁ ଆପଣ କୃପା କରିକି କରୁଣା କରନ୍ତୁ। ଏଇ ଯୋଉ ଲେଖା ପଦିକ ଭାବ ଆସିଲା, ସେଥିପାଇଁ ଲେଖିଦେଇଛି। କ୍ଷମା କରିବେ ଯଦି କିଛି ଦୋଷ ଆପଣମାନଙ୍କୁ ଦେଖାଯାଉଥିବ, ତାହେଲେ ତ ଜୟଦେବଙ୍କର ଚରିତ ଆଗକୁ ଆମେ ବଢେଇବା। ଏ ଯୋଉ ଭାବ ଦେଶରେ ଯେତେବେଳେ କୃଷ୍ଣଙ୍କର ଦର୍ଶନ ହେଇଛି, ଜୟଦେବ ଏଇ ଯୋଉ ଗୀତ ଗୋବିନ୍ଦର ଆରମ୍ଭ କରିଛନ୍ତି। ଜୟଦେବଙ୍କର ବୈରାଗ୍ୟର ଗୋଟେ ଉଦାହରଣ ହଉଛି, ଇଏ ପୁରୀ ଯିବା ରାସ୍ତାରେ, ପୁରୀ ଯେତେବେଳେ ପହଞ୍ଚି ଯାଇଛନ୍ତି, ସେଠି ଜଗନ୍ନାଥଙ୍କର ଦର୍ଶନ କରିକି ତୃପ୍ତ ହୋଇଯାଇଛନ୍ତି। କାହିଁକି? ଯାହାର ଆଖି, ଆମ ଶାନ୍ତଙ୍କର ଆଖିକୁ ଯିଏ ଦେଖିଦେଲା, ସିଏ ଆଉ କିଛି ଦେଖିପାରିବ ନାହିଁ। ସେଥିପାଇଁ କଣ ନା, ଆଖି ବିଷୟରେ ପଦେ ଡର ଲାଗେ ତୁମ ଆଖିକୁ ଶାନ୍ତ କୁହୁକ ରଚଇ ବୋଲି। ଡର ଲାଗେ, ଆଖିକୁ ଦେଖିଦେଲେ ଭୟ ଲାଗେ। କାହିଁକି? ସିଏ ମାୟା କରିଦିଅନ୍ତି। ସଂସାର ଧୀରେ ଧୀରେ ଭୁଲିଯିବ ଯଦି ଆଖିରେ ଆଖି ମିଶିଗଲା। ଦେଖିଦେଲା ପରେ ଆଖିକୁ ତୁମର ଜଗତ ଯାଏ ମୁଁ ଭୁଲି।
ଆପଣଙ୍କ ଆଖିକୁ ଯେତେବେଳେ ମୁଁ ଦେଖି ଦଉଛି କଣ ହଉଛି ମୋ ପାଇଁ, ମୁଁ ଜଗତକୁ ଭୁଲି ଯାଉଛି। ସେଥିପାଇଁ ଆପଣଙ୍କର ଆଖିରେ ଆଖି ମିଶେଇବାକୁ ଭୟ ଲାଗେ ପ୍ରଭୁ। ଗ୍ରହ ପୀଡ଼ା ଅବାକି କରିବେ ମୋର ତୁମର ଭରସା ଥିଲେ, କୋଟି ଗ୍ରହ ମାନେ ଡରନ୍ତି ତୁମର ନୟନକୁ ଦେଖିଦେଲେ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଗ୍ରହ ପୀଡ଼ା ଗୁଡ଼ିକ ଆମ ଜଗନ୍ନାଥଙ୍କର ଆଖିକୁ ଦେଖିଦେଲେ ଡରିଯାଆନ୍ତି। ସେଥିପାଇଁ ଗ୍ରହ ପୀଡ଼ାର ଭୟ ମତେ ନାହିଁ। ସେମାନେ ଆପଣଙ୍କ ନୟନକୁ ଦେଖିଲେ ଡରନ୍ତି। ଏଡେ ବିଶାଳ ସେ ରାତିରେ ତୁମର କଥା କହିଦିଅ ବୋଲି, ଆଖି ସାଥେ ଭାବ ବାନ୍ଧି ଦେଲି ପ୍ରଭୁ କଥା ପଦେ ହେବି ବୋଲି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ସେ ନୟନ ଭଲା କେମିତି ନ ହେବ ଦୁଃଖର ସୁଖର ସାକ୍ଷୀ, ସଂସାର ଜଞ୍ଜାଳ ଭାର ନ ଉଠିଲେ ମନେ ପଡେ ଜଗା ଆଖି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ତୁମେ ତ ନିଜର କାଳିଆ ଠାକୁର କଥାରୁ ନିଜର ଆଖି, ସେ ଆଖି ବନ୍ଦୁରି ହେଇଥାଉ ନାଥ ତା ମଧ୍ୟ ମୋ ମନ ପକ୍ଷୀ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ପରିପୋଷଣକୁ ଲୋଡ଼ା ନାହିଁ ମୋରେ ତୁମଠାରୁ କିଛି ନାଥ, ତୁମଠୁ ଆରମ୍ଭ ତୁମଠି ବିଲୟ ହେବି ମୁଁ ଗଳା ଶାନ୍ତ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ବଡ଼ ସୁନ୍ଦର ଭାବ। ଜଗନ୍ନାଥଙ୍କୁ ଭକ୍ତ କହୁଛି ଆପଣଙ୍କର ଯୋଉ ଆଖି ପଞ୍ଜୁରୀ ହେଇଯାଉ, ସେ ପଞ୍ଜୁରୀ ଭିତରେ ମୁଁ ମୋର ପ୍ରାଣ ପକ୍ଷୀ ଭଳିଆ ରହିଯିବ, ମୋ ମନ ଇଆଡ଼େ ସିଆଡ଼େ ଆଉ ଭଟକିବ ନାହିଁ, ମୋ ମାୟାରେ ପଡ଼ିବି ନାହିଁ। ସେ ଆଖି ବନ୍ଧନ ହେଇଯାଉ, ସେଇ ଆଖି ପଞ୍ଜୁରୀ ହେଇଯାଉ, ତା ଭିତରେ ମୁଁ ପକ୍ଷୀ ରୂପରେ ସବୁଦିନ ପାଇଁ ରହିଯିବି, ଆଉ ସେଇଠି ହିଁ ମୁଁ ମରିଯିବାକୁ ଚାହେଁ। କାଳିଆ ସାନ୍ତଙ୍କର ଆଖିରେ ରହିବାର ଅର୍ଥ ହଉଛି ତାଙ୍କ ଆଖି ଆଗରେ ଆମେ ଯାଇକି ରହିବା। ତାର ଅର୍ଥ ସବୁବେଳେ ଚକା ନୟନ ସହିତ ଆଖି ଟିକେ ପଡୁଥାଉ ପ୍ରଭୁ, ମୃତ୍ୟୁ ପର୍ଯ୍ୟନ୍ତ ଶକ୍ତି ନ ଦିଅ, କିନ୍ତୁ ଆପଣଙ୍କୁ ଦର୍ଶନ ପର୍ଯ୍ୟନ୍ତ ଶକ୍ତି ନିଶ୍ଚୟ ଦିଅ। ସେଥିପାଇଁ এই যে ভক্ত ভাব দেশরে যেতবে যায় ভক্ত নিজে কিছু রচনা করে থাকে, ভগবানଙ୍କର কৃপা থাকে, নহলে তাଙ୍କ ପାଇଁ কহি হবনি লেখিব কোটি নাকি। ସେଥିପାଇଁ ଜୟଦେବଙ୍କର ପ୍ରବଳ ବୈରାଗ୍ୟ କୋଉଠୁ ଜଣା ପଡୁଥିଲା, ସେ ଗୋଟେ ଗଛ ତଳେ ଗୋଟେ ରାତି ହିଁ ରହୁଥିଲେ, 2 ନମ୍ବର ରାତି ରହୁନଥିଲେ। କାହିଁକି ସେ ଭାବୁଥିଲେ ଗଛ ତଳେ ଯଦି ମୁଁ 2 ନମ୍ବର ରାତି ବିତେଇ ଦେବି, ଗଛ ମୂଳେ ରହୁଥିଲେ, ଘର ନଥିଲା। ମୋର ମନରେ ଭାବୁଛି ମାନେ ଭାବ ଆସିଯିବ ଯେ ଏ ଗଛ ମୋର, ଏ ଗଛ ତଳେ ମୁଁ ଗୋଟେ ରାତି ରହି ଗଛ ପ୍ରତି ଆସକ୍ତି ରହିବନି ବୋଲି ସିଏ ଗୋଟେ ଗଛ ତଳେ ଗୋଟେ ରାତି ରହୁଥିଲେ। ଏମିତି ପ୍ରବଳ ବୈରାଗ୍ୟ ବହୁ ସାଧୁ ସନ୍ଥ ମାନଙ୍କ ମଧ୍ୟରେ ମଧ୍ୟ ସହଜରେ ଦେଖାଯାଏ ନାହିଁ। କାହିଁକି ସାଧୁ ବେଶରୁ ସାଧୁ ମାନେ ସାଧୁ ବେଶରୁ ସାଧୁ ହୁଅନ୍ତିନି। ସାଧୁ ହଉଛି ଗୋଟେ ପ୍ରକୃତି ଯାହା ଭିତରୁ ପ୍ରସ୍ଫୁଟିତ ହୁଏ। ଯଦି ବ୍ୟକ୍ତିର ଆସକ୍ତି ନାହିଁ ବସ୍ତୁ ପ୍ରତି, ତାହେଲେ ସିଏ ଜିନ୍ ପ୍ୟାଣ୍ଟ ଟି ସାର୍ଟରେ ମଧ୍ୟ ସାଧୁ। ଯଦି ଆସକ୍ତି ଅଛି, ସିଏ ବୈରାଗ୍ୟ ଧାରଣ କରିଥିବା ଚିତା ତିଳକ ଲାଗିଥିଲେ ମଧ୍ୟ ସାଧୁ ନୁହଁ, ଅସାଧୁ ହୋଇଯିବ। କାହିଁକି ଆସକ୍ତି ହଉଛି, ଆସକ୍ତିର ତ୍ୟାଗ ହଉଛି ମୁଖ୍ୟ ଜିନିଷ। ଆମ ଉପାସ କରିବା, ମନ ଭିତରେ ଚିନ୍ତା ହେଉଥିବ ଭାତ ଡାଲି ତରକାରୀ ଖଟା ଖୁର୍ମା ତରକାରୀରେ ଯଦି ଚିନ୍ତନ ଚାଲିଥିବ, ତାହେଲେ ସିଏ ଉପାସର କିଛି ମହତ୍ତ୍ୱ ନାହିଁ। ଖାଉଥିବା କିନ୍ତୁ ଆସକ୍ତି ନଥିବ, ଏବେ ଭାତ ଅଛି କି ପନିର ତରକାରୀ ଅଛି କି ତାକୁ କାଢି ଦେଇକି ସାମାନ୍ୟ ରୁଟି ଦିଟା କି ତାହା ମଧ୍ୟ ହଟେଇ ଦିଆଗଲା, ଚାରିଟା ଯାକ ସ୍ଥିତିରେ ମନ ଯେତେବେଳେ ସେମ୍ ରହିବ, ମନ ଯେତେବେଳେ ସମାନ ରହିବ, କିଛି ବଦଳିବନି ଭାବଧାରା, ସିଏ ହଉଛି ସାଧୁତ୍ୱର ପରିଚୟ। ସେଥିପାଇଁ ସାଧୁ ହଉଛି ପ୍ରକୃତି, ଭିତରର ପ୍ରକୃତି। ବୈରାଗ୍ୟ ଭାବ ଜୟଦେବଙ୍କ ଭିତରେ ଅତ୍ୟନ୍ତ ଭରପୁର ହେଇକି ଥିଲା। ସିଏ ଏତେ ଭାବ ଥିଲା ଯେ ସେ ଗୋଟେ ଗଛକୁ ମଧ୍ୟ ନିଜର କରିବାକୁ ଚାହୁଁ ନଥିଲେ। ସେ ମଧ୍ୟରେ ଭଗବାନଙ୍କର ଦୁଃଖ, ଜୟଦେବଙ୍କର ଦୁଃଖ ଭଗବାନ ଆଉ ସମ୍ଭାଳି ପାରି ନାହାନ୍ତି। ଗୋଟେ ଅଦ୍ଭୁତ ଲୀଳା କରିଛନ୍ତି। ଭକ୍ତ ମାନଙ୍କର ଚରିତ, ଭକ୍ତ ମାନଙ୍କର କଥା ଶୁଣିବା ମଧ୍ୟ ଗୋଟେ ଭାଗ୍ୟର କଥା। ଭକ୍ତ ମାନଙ୍କର ଚରିତ ଶୁଣିବା ଦ୍ୱାରା ଆମର କୋଉଠି ନା କୋଉଠି ଆମେ ଜାଣିପାରୁ ଯେ ଆମେ କେତେ ନିମ୍ନ ସ୍ତରରେ ଅଛୁ। ଜଗନ୍ନାଥ ସେଇ ଠାକୁର ଏତେ ଲୀଳା କରନ୍ତି ନିଜ ଭକ୍ତମାନଙ୍କ ସହିତ, ନିଜେ ଆସିକି ଖାଇବାକୁ ଦେଇକି ନିଜେ ଆସିକି ମୂର୍ଚ୍ଛାରୁ ଉଠେଇ ଦଉଛନ୍ତି, ଚେତେଇ ଦଉଛନ୍ତି। ଆମ ସହିତ କାହିଁକି ଲୀଳା ହଉନି? ଆମ ସହିତ ଆମର ଏମିତି ଭାବ ନାହିଁ। ତାର ଅର୍ଥ ହଉଛି କୋଉଠି ନା କୋଉଠି ସେ ତ ପୂର୍ଣ୍ଣ ବ୍ରହ୍ମ, ସେ ସବୁ କିଛି ତାଙ୍କ ଭିତରେ ସବୁ ପରିପୂର୍ଣ୍ଣ। ଅପୂର୍ଣ୍ଣ କିଏ ହେଇପାରିବ? ସିଏ ହେଇପାରିବେ ନା ଆମେ ହେବା? ଆମେ ହିଁ ଅପୂର୍ଣ୍ଣ କୋଉଠି ନା କୋଉଠି। ସେଥିପାଇଁ ଆମର ସେ ଉଚ୍ଚ ସ୍ତରର ଭାବ ନଥାଏ। ଆମେ କେବଳ ଆଉ କେବଳ ଜଗାକୁ ଯାଇକି ନଡ଼ିଆ ବାଡ଼େଇ ଦଉ, ଦୀପ ଲଗେଇ ଦଉ, ମାଗିକି ପଳେଇ ଆସୁ। 5 ଟଙ୍କିଆ ଦୀପ ଲଗେଇଥିବା, 500 ଟଙ୍କିଆ କାମ କରିବା ପାଇଁ ଭଗବାନଙ୍କୁ କହିଦେଇଥିବା,
ସେଥିପାଇଁ ଭଗବାନ ମଧ୍ୟ ତୁନି ପଡ଼ନ୍ତି। କହୁଛନ୍ତି କ'ଣ, ମୋର ପାଟି ନାହିଁ, ହାତ ନାହିଁ, ମୁଁ କିଛି କରିପାରିବିନି ତୋର। କିନ୍ତୁ ଯେଉଁ ଭକ୍ତମାନେ ପ୍ରେମ ଦ୍ୱାରା ତାକୁ କିଣନ୍ତି, ଯେଉଁ ଭକ୍ତମାନେ ପ୍ରେମ ଦ୍ୱାରା ତାକୁ ବାନ୍ଧନ୍ତି, ସେହି ଭକ୍ତମାନଙ୍କ ସହିତ ସିଏ ଦର୍ଶନ ବି ଦିଏ, ଲୀଳା ବି କରେ। ଗୁପ୍ତ ଲୀଳା ଭକ୍ତମାନେ କେବେ ଅନୁଭୂତିରେ ଜଗନ୍ନାଥ କାର୍ଯ୍ୟକ୍ରମ ହେଉଛି ଜୟ ଜଗନ୍ନାଥ ଟିଭିରେ ଆପଣ ସମସ୍ତେ ଦେଖୁଥିବେ ନିଶ୍ଚୟ। ଜୟ ଜଗନ୍ନାଥ ଟିଭିରେ ନିଜ ଗୋଟେ ଗୋଟେ ଭକ୍ତ ଆସିକି କହୁଛନ୍ତି, ସେ ଯେଉଁ ଭକ୍ତମାନଙ୍କର ଅନୁଭୂତି ସତ ନିଶ୍ଚୟ, କିନ୍ତୁ ସେଠି ଗୋଟେ ଜିନିଷ ଦେଖିବା ଜରୁରୀ, ଭାବିବା ଜରୁରୀ ଯେ ଏ ଯେଉଁ ଭକ୍ତମାନେ ଅଛନ୍ତି ଜଗନ୍ନାଥ କ'ଣ କଲେ ତାହା କୁହନ୍ତି, କିନ୍ତୁ ବାସ୍ତବିକ ଯେଉଁମାନଙ୍କ ସହିତ ଭଗବାନ ଲୀଳା କରନ୍ତି ପ୍ରେମୀ ଭକ୍ତମାନେ ଟିଭି ସାମ୍ନାକୁ କେବେ ଆସିବେ ନାହିଁ। ନିଜର ଲୀଳା ଗୁପ୍ତ ରହସ୍ୟ, ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଗୁପ୍ତ ଲୀଳା ସବୁବେଳେ ଚାଲିଥାଏ। ସେମାନେ ପ୍ରେମୀ ଭକ୍ତମାନେ କେବେ ଟିଭି ସାମ୍ନାରେ ଆସିକି ସେ ଲୀଳାକୁ ପ୍ରକାଶ କରିବେ ନାହିଁ। ତାଙ୍କ ମୃତ୍ୟୁ ପରେ ପରବର୍ତ୍ତୀ ସମୟରେ ତାଙ୍କ ସଙ୍ଗ ବ୍ୟକ୍ତିମାନେ ହିଁ ତାଙ୍କ ଲୀଳାକୁ ପରିପ୍ରକାଶ କରନ୍ତି, ନହେଲେ କିଏ ଜାଣିପାରିବ ନାହିଁ। ଇଏ ପରାଶର ନାମକ ଜଣେ ବ୍ରାହ୍ମଣଙ୍କ ସହିତ ପୁରୀ ଯାଇଥିଲେ। ସେ ପରାଶର ବ୍ରାହ୍ମଣଙ୍କ ଦ୍ୱାରା ଜୟଦେବଙ୍କ ଚରିତ ପରବର୍ତ୍ତୀ ସମୟରେ ଲୋକଲୋଚନକୁ ଆସିଲା ଯେ କେତେ ମହାନ ଭକ୍ତ ଥିଲେ, ନହେଲେ କିଏ ଜାଣିପାରିନଥାନ୍ତା। ଭକ୍ତମାନେ ନିଜେ କହିବେ କି ମୋତେ ଦର୍ଶନ ହେଲେ ଭଗବାନ ଦିଅନ୍ତି ବୋଲି, କହିବେନି। ସେମାନେ ଅତି ଗୁପ୍ତ ଭାବରେ ଭଗବାନଙ୍କ ସହିତ ଲୀଳା କରନ୍ତି। ଭଗବାନ ମଧ୍ୟ ତାଙ୍କର, ସେମାନେ ମାନେ ଭକ୍ତର ଭଗବାନ, ଭଗବାନଙ୍କର ଭକ୍ତ। ସେଥିପାଇଁ ଅନନ୍ୟତା ଭିତରେ ଭଗବାନଙ୍କର ଜୟଦେବଙ୍କ ପାଇଁ ଏ ଯେଉଁ ଦୁଃଖ, ଗୋଟେ ଗଛ ତଳେ ରହିବା, ସମ୍ପୂର୍ଣ୍ଣ ବୈରାଗ୍ୟ ଜୀବନଯାପନ, ଜଗନ୍ନାଥଙ୍କୁ ମନ ପାଇଲା ନାହିଁ। ସେ କହିଲେ ମୋର ଭକ୍ତ ଦୁଃଖ କଷ୍ଟରେ ରାତି ବିତେଇବ କୋଉଠି କୋଉଠି, ମୋ ଦ୍ୱାରା ଏହା ଦେଖାଯିବ ନାହିଁ। ସେଥିପାଇଁ ଜଗନ୍ନାଥଙ୍କୁ ଭଲ ଲୀଳା କରିବା ଅତି ପ୍ରାଞ୍ଜଳ ଭାବରେ ଜଣା। ସେଥିପାଇଁ ଜଗାର ଲୀଳା ଭକ୍ତ ପାଇଁ ଅଲଗା ଗୋଟେ ହେଇଯାଏ ବେଳେ ବେଳେ। ସେଥିପାଇଁ ଇଏ ସୁଦେବ ନାମକ ଜଣେ ବ୍ରାହ୍ମଣ ଥିଲେ, ତାଙ୍କର ସନ୍ତାନ ହଉନଥିଲା। ସୁଦେବ ନାମକ ଜଣେ ବ୍ରାହ୍ମଣ ଥିଲେ, ତାଙ୍କର ସନ୍ତାନ ହଉନଥିଲା। କାଳିଆ ସାନ୍ତଙ୍କ ପାଖକୁ ଯାଇକି ସିଏ ଭଗବାନଙ୍କୁ ନିଜର ଦୁଃଖ ଜଣେଇଥିଲେ, ପ୍ରଭୁ ସନ୍ତାନଟିଏ ଯଦି ମୋତେ ପ୍ରାପ୍ତ ହେବ ତାହେଲେ ମୁଁ ତାକୁ ଆପଣଙ୍କ ନିକଟରେ ସମର୍ପଣ କରିଦେବି। ଏ ଯେଉଁ ଲୋକ ନିନ୍ଦା ଅପବାଦରୁ ମୋତେ ରକ୍ଷା କରନ୍ତୁ ବୋଲି ସିଏ ଜଗନ୍ନାଥଙ୍କୁ ଜଣେଇଥିଲେ ନିଜ ଦୁଃଖ। ଶୁଣିବା ଠାକୁର ଭାବଗ୍ରାହୀ, ଭାବକୁ ଗ୍ରହଣ କରନ୍ତି। ଆବଶ୍ୟକ ଯଦି ଅଛି ତାହେଲେ ନିଶ୍ଚୟ ପ୍ରଦାନ କରିବେ ଠାକୁର। ସେଥିପାଇଁ ଆମର ଶରଣାଗତିରେ ବାଧା ଥାଏ। ସମ୍ପୂର୍ଣ୍ଣ ଶରଣାଗତ ଆମେ ହେଇପାରିବୁ। କୋଉଠି ନା କୋଉଠି ଚାରିଆଡେ ଭରସା ଥିବ ପ୍ଲସ୍ ଭଗବାନ, ସବୁଆଡେ ଆମର ଆଶା ଥିବ ତା ସହିତ ଭଗବାନ। ସବୁ ଆଶା ତୁଟିଗଲା ପରେ କେବଳ ଯେତେବେଳେ ଭଗବାନ ରହିବେ ସେତେବେଳେ ଭଗବାନ ଅଲୌକିକତା କରନ୍ତି। ଆଜି ବି ଅଲୌକିକତା ହୁଏ ଭକ୍ତମାନଙ୍କ ସହିତ। ସେଥିପାଇଁ ସୁଦେବ ନାମକ ଯେଉଁ ବ୍ରାହ୍ମଣ ଥିଲେ, ଯେତେବେଳେ ସେ ମାଗିଛନ୍ତି ଭଗବାନଙ୍କ ସନ୍ତାନଟିଏ, ପୁତ୍ରୀ କନ୍ୟା ସନ୍ତାନଟେ ଜନ୍ମ ହେଲା ତାଙ୍କର, ସିଏ ସେଇ ସନ୍ତାନକୁ ପାଳନ ପୋଷଣରେ, ମାୟା ତ ଭଗବାନଙ୍କର ହିଁ, ପାଳନ ପୋଷଣରେ ସିଏ ବହୁତ ଦିନ ବିତିଗଲା ପରେ ତାଙ୍କର ମନେ ନାହିଁ ଜଗନ୍ନାଥଙ୍କୁ ସମର୍ପଣ କରିବା କଥା କହିକି ଭୁଲି ଯାଇଛନ୍ତି। ଭଗବାନ ଜଗନ୍ନାଥ ୟାଙ୍କ ସ୍ୱପ୍ନରେ ରାତିରେ ଶୋଇଛନ୍ତି। ସୁଦେବ ବ୍ରାହ୍ମଣ ଆସିକି ସ୍ୱପ୍ନରେ ଭଗବାନ ପ୍ରକଟ କହିଲେ, ଆରେ ସନ୍ତାନ ହେଉନଥିଲା, ମୋତେ ଆସିକି ବିକଳ ଭାବରେ କହିଲୁ ମୋତେ ସନ୍ତାନ ପ୍ରାପ୍ତି ହେଲେ ମୁଁ ତୁମକୁ ସମର୍ପଣ କରିବି। ଆନନ୍ଦର ସହିତ ଲାଳନ ପାଳନ କରିକି ବଢେଇଲୁ ପୁତ୍ରୀଟିକୁ, ଭୁଲି ଯାଇଛୁ ସମ୍ପୂର୍ଣ୍ଣ ରୂପେ କେମିତି? ମଣିଷର ପ୍ରକୃତି, ଦବାକୁ ଥିଲେ ଭୁଲିଯିବ, ପାଇବାକୁ ଥିଲେ ମନେ ଥିବ ଟଙ୍କାଟେ ମଧ୍ୟ। ସେଥିପାଇଁ ଭୁଲିବା ପ୍ରକୃତି ମଧ୍ୟ ମଣିଷର ଭାବଧାରା ଦେଖିକି ଆସିଥାଏ। ଦବାକୁ ଥିଲେ ଭୁଲିଯିବ, ପାଇବାକୁ ଥିଲେ ମନେ ଥିବ ସବୁ, କୋଉଠୁ ପାଇବ ଟଙ୍କାଟେ। ସେଥିପାଇଁ ସାଙ୍ଗେ ସାଙ୍ଗେ ସିଏ ଜଗନ୍ନାଥ ମନ୍ଦିରକୁ ବାହାରିଛନ୍ତି। ତା ପରଦିନ ସକାଳେ ଯେଉଁ ରାତିରେ ସ୍ୱପ୍ନ ଦେଖିଲେ, ତା ପରଦିନ ସକାଳେ ଜଗନ୍ନାଥଙ୍କ ପାଖକୁ ଯାଇକି ସିଏ କହିଛନ୍ତି, ନାହିଁ ପ୍ରଭୁ ମୋର କ୍ଷମା କରନ୍ତୁ, ମୋତେ ମୁଁ ଆପଣଙ୍କୁ ଅର୍ପଣ କରିବା ପାଇଁ କହିଥିଲି ମୋର ପୁତ୍ରୀ କନ୍ୟାକୁ, ଆପଣ ନିଅନ୍ତୁ ମୋତେ ଏ ପୁତ୍ରୀ କନ୍ୟା, ମୋର ଆର ଅଧିକାର କିଛି ନାହିଁ। ପୁତ୍ରୀ ଦେଖ, ଭଗବାନଙ୍କ ଆଶୀର୍ବାଦରେ ପୁତ୍ରୀ ଜନ୍ମ ହେଇଛି, ସେ ଭାବ ମଧ୍ୟ ଜଗନ୍ନାଥଙ୍କ ପ୍ରତି ଅନନ୍ୟ ଥିଲା। ସେଇ ପୁତ୍ରୀର ମଧ୍ୟ ଜଗନ୍ନାଥ ନିଜ ଭକ୍ତମାନଙ୍କୁ ବାଛନ୍ତି। ଏଇ ଯେଉଁ ନିଜ ଜଗନ୍ନାଥଙ୍କ ପ୍ରତି ମନ ଭିତରେ ଯଦି ଆହ୍ଲାଦନ ସୃଷ୍ଟି ହେଉଛି, ଭଗବାନଙ୍କ ପ୍ରତି ଯଦି ଭାବ ଅଛି, ସେ ଭାବ ବିନୋଦିଆ ଠାକୁରର ଗିଫ୍ଟ ମଣିଷ ଜୀବନରେ, ସେ ଭାବ ବିନୋଦିଆ ଠାକୁରର ସେ ହେଉଛି ପ୍ରସାଦ। ବିନା ତାର କୃପାରେ ତା ପ୍ରତି ଭାବ ହେବ ନାହିଁ। ଆମର ଏତେ ସାରା ବ୍ୟକ୍ତି ଅଛନ୍ତି ଆଖପାଖ ଅଞ୍ଚଳରେ, ପ୍ରବଚନ କାର୍ଯ୍ୟକ୍ରମରେ ଗହଳି ନଥାଏ, ସାଧାରଣ କିଛି ଆଗ୍ରହୀ ବ୍ୟକ୍ତିମାନେ ଥାଆନ୍ତି। ଅପରା ଯେତେବେଳେ ହବ ବା ମେଲୋଡି ଯେତେବେଳେ ହୁଏ, ସାଂସାରିକ ବସ୍ତୁ ଯେତେବେଳେ, ଜିନିଷ ଯେତେବେଳେ ଚାଲେ, ପ୍ରବଳ ଭିଡ଼ ହୁଏ।
କାହିଁକି ମଣିଷ ସହଜରେ ମାୟାର ପ୍ରକୃତିରୁ ଜାତ, ପ୍ରକୃତିରେ ମାୟା ଦ୍ୱାରା ହିଁ ଭ୍ରମିତ ହୋଇଯାଏ ସହଜରେ। ସେଥିପାଇଁ ଏଇ ଯୋଉ ଭକ୍ତମାନଙ୍କ ମନରେ ଆରମ୍ଭରୁ ହିଁ ବୈରାଗ୍ୟ, ଆରମ୍ଭରୁ ହିଁ ପ୍ରେମ, ଆରମ୍ଭରୁ ହିଁ ଭଗବାନଙ୍କ ପ୍ରତି ଯୋଉ ଲାଳସା ରହିଥାଏ। ସେଥିପାଇଁ ଏ ଯୋଉ ପୁତ୍ରୀ ଥିଲା, କନ୍ୟା ସନ୍ତାନ ପଦ୍ମାବତୀ ତାଙ୍କ ନାମ ଥିଲା। କେତେ ସୁନ୍ଦର ନାଁ ପଦ୍ମାବତୀ। ଆଜିକାଲି ଆମ ପିଲାମାନଙ୍କର ନାଁ କେମିତି ଦିଆଯାଏ? ସେ ନାଁର କିଛି ଅର୍ଥ ନଥାଏ। ଭଗବାନଙ୍କର ନାମ ଦେବା ଦ୍ୱାରା ଅଜାମିଳ ମୃତ୍ୟୁ ସମୟରେ ଯେତେବେଳେ ଭଗବାନଙ୍କର ନାମ ସେ ମୁଖରେ ଉଚ୍ଚାରଣ କରିଛନ୍ତି, ତାଙ୍କର ନାମର ଫଳ ଅଛି। କଳିଯୁଗ ନାମ ପ୍ରଧାନ, ନାମ ପ୍ରଧାନ। ନାମ ଯେତେ ଆମେ ଭଗବାନଙ୍କର ନାମକୁ ଯେତେ ସ୍ମରଣ କରିବା, ଭଗବାନଙ୍କର ରୂପକୁ ଯେତେ ଧ୍ୟାନ କରିବା, ଚିନ୍ତନ ସହିତ ନାମ ଯେତେବେଳେ ଜପୁଥିବା, ଭଗବାନଙ୍କର ନାମ ଚାଲିଥିବ, ତାହେଲେ ଧୀରେ 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 ସମୟ ସହିତ ପାପ କଟି କଟି ଯିବ। ଧୀରେ ଧୀରେ ଆମର ପୁଣ୍ୟ ରହି ରହିଯିବ, ଯାହାଦ୍ୱାରା ଏ ଯେଉଁ ଜନ୍ମ ମୃତ୍ୟୁ ସାଇକେଲ, ଜନ୍ମ ମୃତ୍ୟୁ ଚକ୍ରରୁ ଆମେ ବାହାରକୁ ପଳେଇବା। ତ ଏ ପୁତ୍ରୀ ମଧ୍ୟ ଅତି ସହଜରେ ଜଗନ୍ନାଥଙ୍କୁ ସମର୍ପିତ ହୋଇଗଲେ। ନିଜେ ମନ ଭିତରୁ ସମର୍ପଣ ହେବା ନିହାତି ଜରୁରୀ। ଏଇ ଗୋଟେ କଥା ଯେତେବେଳେ ଭଗବାନଙ୍କ ପ୍ରତି ପ୍ରବଳ ବ୍ୟାକୁଳତା ମନ ଭିତରେ ଆସିଯିବ, ସେତେବେଳେ ଯାଇକି ଭଗବାନ ଗୋଟେ ସେକେଣ୍ଡ ଲାଗିବନି ସିଏ ପ୍ରକଟ ହୋଇଯିବେ। ଆମ ମନରେ ସଂସାର ବି ଥାଏ, ଭଗବାନ ବି ଥାଆନ୍ତି। ସେଥିପାଇଁ କୋଉଠି ନା କୋଉଠି ଭଗବାନ ଲୁଚାୟିତ ଅବସ୍ଥାରେ ଥାଆନ୍ତି, ନିଜକୁ ମାୟା ଦ୍ୱାରା ଆଭରଣ ଦ୍ୱାରା ଘୋଡ଼େଇ ରଖି, ମାନେ ନିଜକୁ ରଖିଥାନ୍ତି, ସିଏ ପ୍ରକଟ ହୁଅନ୍ତିନି। ଯେତେବେଳେ ଏତେ ବ୍ୟାକୁଳତା ଆସିବ, ଯେମିତି ଜଳ ବିହୁନେ ମୀନ ଯେସନ, ଜଳ ବିନା ମାଛ ବାହାରକୁ କାଟିଦେଲେ ଯେମିତି ମୃତ୍ୟୁ ହୋଇଯାଏ, କିନ୍ତୁ ସିଏ ଏ ଖୋଲା ଅକ୍ସିଜେନ ନବନି, ସିଏ ବିସରଣ ଭିତରେ ଥିବା ଜଳର ଅକ୍ସିଜେନ ହିଁ ଗ୍ରହଣ କରିବ। ଅମ୍ଳଜାନ ସେ ଜଳ ଭିତରୁ ନିଏ। ଏଇ ଭାବ ଯେତେବେଳେ ଭକ୍ତର ଭଗବାନଙ୍କ ପ୍ରତି ହେଇଯିବ, ସେତେବେଳେ ସେ ଅନନ୍ୟତା ଜାଗ୍ରତ ହବ, ସାଙ୍ଗେ ସାଙ୍ଗେ ଭଗବାନ ପ୍ରକଟ ହୋଇଯିବେ। ଆମର ଚାରିଆଡେ କନେକ୍ସନ ଥାଉଛି, ସବୁଆଡୁ କରେଣ୍ଟ ଆସୁଛି। ସେଥିପାଇଁ ଆମର ଭଲ ଭାବରେ ଜଳୁନି ଦୀପ, ଲାଇଟ୍ ଜଳୁନି ଭଲ ଭାବରେ। କେବଳ ଭଗବାନଙ୍କୁ ଯେତେବେଳେ ଇଲେକ୍ଟ୍ରିସିଟି ସପ୍ଲାଏ ହବ, କରେଣ୍ଟ ଯେତେବେଳେ ଆସିବ, ସେତେବେଳେ ଭଲ ଭାବଧାରା ଆସିବ, ଭଗବାନ ପ୍ରକଟ ମଧ୍ୟ ହେଇଯିବେ। ତ ଜଗନ୍ନାଥ ଇଏ ଆଖି ବନ୍ଦ କରିକି ଭାବୁଛନ୍ତି, ଗରୁଡ଼ ପଛରେ ରହିକି ଚକା ଆଖି ସାଥେ ଆଖି ମିଶି ଯାଇଛି। ସେ ଭାବୁଛନ୍ତି, ଭାବ ଦେଶରେ ହିଁ ଭଗବାନ ଆସିକି କହିଲେ, ମୋର ହିଁ ଗୋଟେ ସ୍ୱରୂପ ଜୟଦେବ ନାମରେ ଜଣେ ବ୍ୟକ୍ତି ଅମକ ଜଙ୍ଗଲ ଭିତରେ ଅଛନ୍ତି। ସେଇ ବ୍ୟକ୍ତି ଗୋଟେ ଗଛ ମୂଳେ ବସିଥିବେ, ତାଙ୍କୁ ଦେଖିଦେଲେ ତମେ ଚିହ୍ନିଦେବ। କାହିଁକି? ହରି ଭକ୍ତମାନଙ୍କର ଗୋଟେ ସ୍ୱତନ୍ତ୍ର ତେଜ ଥାଏ। ହରି ବିଷ୍ଣୁଙ୍କର ଭକ୍ତମାନଙ୍କର ଗୋଟେ ସ୍ୱତନ୍ତ୍ର ତେଜ ଥାଏ। ସେ ଭଗବାନ ଯାହାର ଇଷ୍ଟ, ଯିଏ ଯେମିତିକା ଇଷ୍ଟ ଥିବେ, ସେ ପ୍ରକାର ଶରୀରରୁ ସେ ପ୍ରକାର ଭାବ, ସେ ପ୍ରକାର ବିଚାର ଶକ୍ତି, ସେ ପ୍ରକାର ଚିନ୍ତା ବାହାରିବ। ସେଥିପାଇଁ ବିଷ୍ଣୁଙ୍କର ତେଜ ଶରୀରରେ ଥାଏ ବୈଷ୍ଣବମାନଙ୍କର। ତାଙ୍କୁ ଦେଖିଦେଲା ମାତ୍ରେ ମନ ଶାନ୍ତ ହୋଇଯାଏ। ବିଷ୍ଣୁମାନ ବୈଷ୍ଣବମାନଙ୍କର ଲକ୍ଷଣ ତିଲକ ଧାରଣ ହୋଇଥିବ, ଚିନ୍ତନ ଭଗବାନଙ୍କର ହେଉଥିବ, ନାମ ଜପ ମୁଖରେ ଥିବ। ଏ ପ୍ରକାରର ବ୍ୟକ୍ତି ଗୋଟେ ଜଙ୍ଗଲ ଭିତରେ ଗୋଟେ ଗଛ ତଳେ ବସିଥିବ। ସେ ବ୍ୟକ୍ତିକୁ ଯାଇକି ତୋ କନ୍ୟାକୁ ସମର୍ପଣ କରିଦେବୁ କହିଦେଲେ, ସିଏ ମନା କଲେ ମଧ୍ୟ ତାକୁ ଦେଇ ଦେଇକି ପଳେଇ ଆସିବୁ। ତୋର ଅଧିକାର ଝିଅ ଉପରେ ନାହିଁ, ଇଏ ମୋର ସନ୍ତାନ, ଦେଇ ଦେଇକି ପଳେଇ ଆସିବୁ। କାହିଁକି? ଜାଣିଛନ୍ତି ଜୟଦେବ ସମ୍ପୂର୍ଣ୍ଣ ବୈରାଗ୍ୟ ଧାରଣ କରିଛନ୍ତି। ଭଗବାନଙ୍କର ଲୀଳା କେମିତି ଦେଖ। ମାଗୁଛନ୍ତି ଆମର ପିଲାମାନେ, ଆଜିକାଲିର ପିଲାମାନେ ଭଲ ସ୍ତ୍ରୀଟେ ଖୋଜୁଛନ୍ତି, ମିଳୁନି। ପଦ୍ମାବତୀ ଭଳିଆ ସରଳ ପ୍ରକୃତିର ଝିଅକୁ ନିଜେ ତାଙ୍କ ବାପାଙ୍କୁ ଜଗନ୍ନାଥ କହୁଛନ୍ତି ନେଇକି ଦେଇ ଦେଇକି ପଳେଇ ଆସ। ମନା କଲେ ମଧ୍ୟ ସେ ଜାଣିଛନ୍ତି ଇଏ ରାଜି ହେବେ ନାହିଁ, ଜୟଦେବ ରାଜି ହେବେ ନାହିଁ, ମନା କରିବେ। କାହିଁକି? ବୈରାଗ୍ୟ ଧାରଣ କରିକି ଘରୁ ଆସୁଛନ୍ତି। ଗୋଟେ ଗଛ ତଳେ ଯିଏ ଗୋଟେ ଦିନ ରହୁଛି, କାହିଁକି ନା ଆସକ୍ତି ହେଇଯିବ, ସେ ଝିଅଟାକୁ ବାହା ହେଇକି କେମିତି ରହିବ? କିନ୍ତୁ ଜଗନ୍ନାଥ କହିଛନ୍ତି, କହିଲେ ହୁଏତ ସିଏ ବିଚାର କରିବ ନିଶ୍ଚୟ। ଜଗନ୍ନାଥଙ୍କ ପ୍ରତି ଭକ୍ତମାନଙ୍କର ଟିକେ କମଜୋରି ଥାଏ ଭଗବାନଙ୍କ ପ୍ରତି, ସେଥିପାଇଁ ସେ ଶୁଣିବେ ନିଶ୍ଚୟ। ଯାଇକି ଦେଖା କର କୋଉଠି ଅଛନ୍ତି ସିଏ। ଇଏ ସୁଦେବ ବ୍ରାହ୍ମଣ ଖୋଜି 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 ଯେତେବେଳେ ଦେଖିଲେ, ଦିବ୍ୟ ତେଜ, ମୁଖମଣ୍ଡଳର ଶୋଭା ଅନନ୍ୟ, ଏମିତିକା ହ୍ୟାଣ୍ଡସମ୍ ନୂଆ ନୂଆ ସାଧୁ, ଭିତରର ଅନ୍ତରର କରେକ୍ସନ ଭଗବାନଙ୍କ ସହିତ ଅନ୍ତରର ଯୋଉ ଭାବନା ଜଡ଼ିତ ଥାଏ, ସେଇ ଭାବନା କିଏ ବାହାର ଲୋକ ଜାଣିପାରିବନି। ସେ ବେଶଟାକୁ ଦେଖିବ, ହଁ ପ୍ରବଚନ କହିବ, କଣ ଗୋଟେ ଆସିଛି, କିଏ ଗୋଟେ ବୟସ, ରୂପ, ରଙ୍ଗ, ଜାତି ସବୁ ଆମେ ଦେଖୁ, ବାହାର ଜିନିଷ ଦେଖୁ। କନେକ୍ସନ କେତେ ଅଛି ସିଏ ବାହାରୁ ଜଣା ପଡିବ ନାହିଁ। 80 ବର୍ଷ ହେଇଥିବ କିନ୍ତୁ ମାୟା କଟି ନଥିବ। 3 ବର୍ଷର ପିଲା ଅନନ୍ୟ ଭକ୍ତ ହୋଇଥିବ, ଧ୍ରୁବ ପରି, ପ୍ରହ୍ଲାଦ ପରି। ସାମାନ୍ୟ ଛୋଟ ପିଲାଟେ ସ୍ତମ୍ଭରୁ ନିର୍ଜୀବ ଜିନିଷରୁ ପ୍ରକଟ କରିଦେଲା ଭଗବାନଙ୍କୁ। ଆଜି ଆମେ କୋଉଠୁ ଅଛୁ ଦେଖ। 80 ବର୍ଷ ପର୍ଯ୍ୟନ୍ତ ମୃତ୍ୟୁ ଯେତେବେଳେ ସ୍ତ୍ରୀର ହେଇଯାଏ, ମନ ଅନ୍ୟ ବିବାହରେ ଲାଗିଯାଏ।
ମାନେ 80 ବର୍ଷ ପର୍ଯ୍ୟନ୍ତ ମାୟା କଟୁନି କିନ୍ତୁ 5 ବର୍ଷର ପିଲା ଭଗବାନଙ୍କୁ ପ୍ରାପ୍ତ କରିଦଉଛି। ତାର ଅର୍ଥ ବୟସର କିଛି ଖାସ ମହତ୍ଵ ନଥାଏ, ମହତ୍ଵ ଥାଏ କନେକ୍ସନର, ଭାବର। ଭଗବାନଙ୍କ ପ୍ରତି ଆମର ଭାବ କେତେ ଜୋରଦାର ଅଛି, ସେ ଭାବରେ ସିଏ ପ୍ରାପ୍ତ ହୁଅନ୍ତି। ସେଥିପାଇଁ ବୈରାଗ୍ୟ ଧାରଣ କରିଛନ୍ତି, ଦିବ୍ୟ ତେଜ ବାହାରୁଛି ଜୟଦେବଙ୍କର ମୁଖମଣ୍ଡଳରୁ, କାନ୍ତି ଦେଖିଲେ ଯିଏ ହେଲେ ମୋହିତ ହୋଇଯିବ। ପଦ୍ମାବତୀଙ୍କୁ ଧରିକି ସୁଦେବ ବ୍ରାହ୍ମଣ ନିଜ ଝିଅଙ୍କୁ ଧରିକି ଯାଇଛନ୍ତି ଜୟଦେବଙ୍କ ନିକଟକୁ। କେତେ ସୁନ୍ଦର ସେ ଯୋଉ ସିନ୍ ହେଇଥିବ, ଭାବିବା ଯଦି ଆଶ୍ଚର୍ଯ୍ୟ ଲାଗିବ ଯେ ଗୋଟେ ବୈରାଗ୍ୟ ବ୍ୟକ୍ତି ପାଖକୁ ଜଣେ ଝିଅକୁ ସମର୍ପଣ କରିବାକୁ ଯାଇଛି ଯେ ବାହା ହେଇକି ରଖିଦିଅ ବୋଲି। ଇଏ ଭଗବାନଙ୍କର ପରୀକ୍ଷା କହିବା, ବା ଭଗବାନଙ୍କର କଠିନ ପରୀକ୍ଷା, ନା ଭଗବାନଙ୍କର କୃପା, ଇଏ ଯାହା ବି ହେଇପାରିବ। ଭକ୍ତର ଭାବ କେମିତି ଭଗବାନ ଦେଖୁଛନ୍ତି। ଜୟଦେବ ପାଖରେ ଠିଆ ହେଇକି ସୁଦେବ ବ୍ରାହ୍ମଣ କହୁଛନ୍ତି, ହେ ସାଧୁ, ଆପଣଙ୍କର ନିଶ୍ଚୟ ଏ ଯୋଉ ତେଜ ଦେଖିକି ମୁଁ ଭଲ ଭାବରେ ଜାଣିପାରୁଛି ଆପଣ ଜୟଦେବ ନିଶ୍ଚୟ। ଜୟଦେବ ଆଶ୍ଚର୍ଯ୍ୟ ହେଇଗଲେ, ନାମ କେମିତି ଜାଣିଲେ? କାହିଁକି ନାମ, ଏ ତ ଏମିତି ନୂଆ ନୂଆ ସାଧୁ ବୈରାଗ୍ୟ ଧାରଣ କରିଛନ୍ତି କିନ୍ତୁ ଦୃଢ ବୈରାଗ୍ୟ। ନାମ ଜାଣିଦେଲେ ଯେହେତୁ ଜୟଦେବ ମଧ୍ୟ ଭାବିଲେ ଯେ କେମିତି ନା କେମିତି ଭଗବାନଙ୍କ ସହିତ ମାନେ କନେକ୍ସନ ଟିକେ ଥିବ, ନହେଲେ ନାଁଟା ଜାଣିପାରିବେ ନାହିଁ ସହଜରେ। ଠିକ ଅଛି, କାହାକୁ ପଚାରିକି ଜାଣି ଦେଇଥିବେ ବୋଧେ। କଣ ହେଲା, କଣ ମୁଁ ସେବା କରିପାରେ ଆପଣଙ୍କର? ସାଧୁମାନଙ୍କର ପ୍ରକୃତି ସବୁବେଳେ ସରଳ, କଣ ସେବା କରିପାରେ? ସୁଦେବ ବ୍ରାହ୍ମଣ କହିଲେ, ମୋର ପୁତ୍ର ସନ୍ତାନ ନଥିଲା, ଭଗବାନଙ୍କର କୃପାରୁ ପୁତ୍ରୀ ଜନ୍ମ ହୋଇଛି। ମୁଁ ଭୁଲି ଯାଇଥିଲି ସମର୍ପଣ କରିବା ପାଇଁ ଜଗନ୍ନାଥଙ୍କୁ। ଆଜି ଯେତେବେଳେ ମୁଁ ସମର୍ପଣ କରିଛି, ସିଏ କହିଲେ ଜୟଦେବ ନାମକ ଜଣେ ବ୍ରାହ୍ମଣ ସାଧୁ ରୂପରେ ବସିଥିବେ ସେଇ ଯୋଉ ଜଙ୍ଗଲରେ, ନିକଟବର୍ତ୍ତୀ ପୁରୀ ନିକଟବର୍ତ୍ତୀ ଜଙ୍ଗଲରେ, ତାଙ୍କୁ ଯାଇକି ସମର୍ପଣ କରି ଆସ। ଜୟଦେବଙ୍କର ହୋସ ଉଡ଼ିଗଲା। ବୈରାଗ୍ୟ ସନ୍ତ ଜଣେ, ତାଙ୍କୁ ପୁତ୍ରୀ କନ୍ୟାର ଦାନ। ଆଜିକାଲିର ଆମର ପିଲା ହେଇଥିଲା, ହଁ ଚଳିବ, କିଛି ଅସୁବିଧା ନାହିଁ, ମୁଁ ରଖିଦେବି, ବାହା ହେଇଯିବି, ମୁଁ ବୈରାଗ୍ୟ ଚୁଲିକି। କିନ୍ତୁ ଜୟଦେବଙ୍କର ଭାବନା ଦୃଢ ବୈରାଗ୍ୟ ଥିଲା, ସେଥିପାଇଁ ସିଏ ଏ ପ୍ରକାରର ଚିନ୍ତା କରିନଥିଲେ। ସେ ଆଶ୍ଚର୍ଯ୍ୟ ହୋଇଗଲେ, ଇଏ ଅସମ୍ଭବ, ମୁଁ ଭଗବାନଙ୍କ ଛଡା, ଜଗନ୍ନାଥଙ୍କ ଛଡା ଆଉ କୋଉଠି ମୋର ଆସକ୍ତି ରହିବ, ଆଉ କୋଉଠି ମୋର ପ୍ରେମ ରହିବ? ଏହା ହେଇପାରିବ ନାହିଁ, କେବଳ ଜଗନ୍ନାଥ ମନା କରିଦେଇଛନ୍ତି। ସୁଦେବ ବ୍ରାହ୍ମଣ ଶତ ପ୍ରକାର ବୁଝେଇବାକୁ ଚେଷ୍ଟା କରିଛନ୍ତି କିନ୍ତୁ ସିଏ ବୁଝିବା ପାଇଁ ରାଜି ନୁହନ୍ତି, ନାରାଜ ସମ୍ପୂର୍ଣ୍ଣ। ଜୟଦେବ ଯେତେବେଳେ ସୁଦେବ ବ୍ରାହ୍ମଣ କହିଛନ୍ତି, ମୁଁ ଜାଣିନି ଭଲ ଭାବରେ, ଜଗନ୍ନାଥ ମତେ କହିଲେ ତମ ପାଖରେ ଛାଡ଼ିଦେବା ପାଇଁ, ଇଏ ମୋର ପୁତ୍ରୀ ନୁହଁ, ୟା ଉପରେ ମୋର କୌଣସି ଅଧିକାର ନାହିଁ, ତମେ ରଖ ନହେଲେ ଛାଡ଼ି ଦିଅ, ଆଜିଠୁ ଇଏ ତମର ସ୍ତ୍ରୀ ହେଲା। ସେ ମନ ଭିତରେ ଭାବୁଛନ୍ତି ସୁଦେବ ବ୍ରାହ୍ମଣ, ଜଗନ୍ନାଥ କହିଛନ୍ତି ଇଏ ଗୋଟେ ସାଧୁ ବୋଲି, ଜଗନ୍ନାଥ ମୋ କଥା ଶୁଣୁନି, ମୁଁ ସ୍ୱପ୍ନରେ ଦେଖିଲି ବୋଲି କହିଲେ ମଧ୍ୟ ମାନୁନି, ଜଗନ୍ନାଥ ମୋ କଥା ଶୁଣିନି, ଇଏ କି ସାଧୁ? ଭକ୍ତମାନଙ୍କର ଭାବ ସେମିତି ଥାଏ, ସେମାନେ ଅଭିମାନ ବି ଭଗବାନଙ୍କ ଉପରେ କରିପାରିବେ, ସେମାନେ ନିଜ ଭଗବାନଙ୍କୁ ଗାଳି ବି କରିପାରିବେ, ସେ ଗାଳି ବି ସହିବ, ଅଇଁଠା ବି ଖାଇଦେବେ। ଜଗନ୍ନାଥ ଆମର ସବୁଠି ଅଇଁଠା ଖାଇଲେ ନା, ତ ସିଏ ଭାବରେ କରିଥିବା ସବୁକୁ ଗ୍ରହଣ କରେ। ଅଭାବରେ ତମେ ସୁନା ଦେଲେ ମଧ୍ୟ, ରୂପା ଦେଲେ ମଧ୍ୟ, କେତେ ପବିତ୍ର ଫଳ ଦେଲେ ମଧ୍ୟ ସେ ଭୋଗ କରିବ ନାହିଁ। ଆମର ଲୋକମାନଙ୍କର କଣ ଥାଏ ନା, ଯାହାର ନଖରୁ ଗଙ୍ଗା ଜାତ, ସେଇ ଗଙ୍ଗା ପାଣି ଛିଞ୍ଚିକି ଆମେ ମହାପ୍ରଭୁଙ୍କୁ ସେବା କରିବା, ମନ ଭିତରେ ସାଧୁସନ୍ଥ ମାନଙ୍କ ପ୍ରତି ଦ୍ୱେଷ ରଖୁଥିବା, କୌଣସି ପ୍ରକାର ଜୀବଜନ୍ତୁ ପ୍ରତି ଦୟା ନଥିବ, କିଛି ଲାଭ ନାହିଁ। ସେ ସେବାକୁ ଭଗବାନ ଗ୍ରହଣ କରନ୍ତି ନାହିଁ। ଭଲେ ହିଁ ଆମେ ବୈଦିକ ମନ୍ତ୍ରରେ ତୃପ୍ତ କରିପାରିବାନି, ବୈଦିକ ମନ୍ତ୍ର ଆସୁନି, ସାଂସ୍କ୍ରିଟ ଜଣା ନାହିଁ, କିନ୍ତୁ ହେ ପ୍ରଭୁ ମୁଁ ତୁମର, ଏତିକିରେ ସିଏ ବିକି ହେଇଯିବ, ଆଉ କିଛି ଦରକାର ନାହିଁ। ପ୍ରହ୍ଲାଦ ମନ୍ତ୍ର ପଢିକି ସ୍ତମ୍ଭରୁ ପ୍ରକଟ କଲେ କି? ନୁହଁ, କେବଳ ଭକ୍ତି ଦ୍ୱାରା, ନାମ ଦ୍ୱାରା। ସେଥିପାଇଁ ନାମର ମହିମା, ଭକ୍ତିର ମହିମା ଅନନ୍ୟ। ଜୟଦେବଙ୍କର ଭିତର ସ୍ଥିତି ଜାଣିନଥିଲେ ସୁଦେବ, ସେଥିପାଇଁ ସନ୍ଦେହ ପଳେଇ ଆସିଲା ଯେ ଜଗନ୍ନାଥ ନିଜେ କହିଛନ୍ତି, କହିଲା ପରେ ମଧ୍ୟ ଜୟଦେବ କେମିତିକା ସାଧୁ, ଇଏ ସ୍ଥିତି କେମିତି ମନା କରୁଛନ୍ତି? ସୁଦେବ କହିଲେ, ମୁଁ ଜାଣିନି, ମୁଁ ଚାଲି ଯାଉଛି। ପୁତ୍ରୀ ମଧ୍ୟ, ବାପା ଆପଣଙ୍କର କୌଣସି ମୋ ଉପରେ ଅଧିକାର ନାହିଁ, ଜଗନ୍ନାଥଙ୍କର ମୁଁ ପୁତ୍ରୀ, ଆପଣ ଅର୍ପଣ କରିସାରିଛନ୍ତି ଭଗବାନଙ୍କୁ, ଆପଣ ମତେ ଆଜି ଛାଡ଼ି ଦେଇକି ପଳାନ୍ତୁ, ଇଏ କେମିତି ରଖିବେନି ମୁଁ ଦେଖିବି। ଜୟଦେବ ନିଜେ ଭାବିଲେ, ଇଏ ଯେତେବେଳେ ଅଛନ୍ତି ଝିଅ ନେଇକି ଦୁର୍ବଳା ଟିକେ ଯାହା ହେଲେ ମଧ୍ୟ, ମୋର ଯୋଉ ବୈରାଗ୍ୟ, ମୁଁ ଗୋଟେ ଗଛ ତଳୁ ଗୋଟେ ଗଛକୁ 3 ଦିନ ଗୁଞ୍ଚିଲା ବେଳେ ଇଏ ଆପେ ଆପେ ଘରକୁ, ନିଜ ବାପାଙ୍କର ଘରକୁ ଚାଲିଯିବ, ଇଏ ଗୋଟେ ଦିନ ତିଷ୍ଠି ପାରିବ ନାହିଁ। ଜୟଦେବ ଯୋଉ ଗଛ ମୂଳେ ବସିଲେ, ତାର ସାମ୍ନା ଗଛରେ ପଦ୍ମାବତୀ ବସିଛନ୍ତି। ପତି ହିଁ ଭଗବାନ, ଏଇ ଭାବନା ତାଙ୍କେ ମୂଳ ମନ୍ତ୍ର କରିଦେଲେ ପଦ୍ମାବତୀ ନିଜର। ସେ ଆନନ୍ଦର ସହିତ ବସିଲେ, ଜୟଦେବଙ୍କୁ ଚାହୁଁଛନ୍ତି। ଜୟଦେବ ନିଜର ମନ୍ତ୍ର ପାଠ କରୁଛନ୍ତି, ପଦ୍ମାବତୀ ଏକ ଲୟରେ ଜୟଦେବଙ୍କୁ ଚାହିଁ ରହିଛନ୍ତି। କାହିଁକି ଏବେ ତ ଆଉ କିଏ ନାହିଁ, ଜଗନ୍ନାଥ ତ ଦିଶୁନାହାନ୍ତି, ଏବେ ଜଗନ୍ନାଥଙ୍କର ପ୍ରସାଦ ହଉଛନ୍ତି ଜୟଦେବ, ତ ଜୟଦେବ ତାଙ୍କର ସବୁ କିଛି। ଜୟଦେବ ଆଶ୍ଚର୍ଯ୍ୟ ହେଇଗଲେ, ଇଏ ତ ଭୋକ ନାହିଁ, ଶୋଷ ନାହିଁ, ମୁଁ ଯୋଉ ଗଛ ମୂଳେ ବସିଛି ସେମିତି ବସିଛନ୍ତି,
ପଦ୍ମାବତୀ ଜୟଦେବଙ୍କୁ ଚାହିଁକି ଗୋଟେ ଦିନ ବିତିଲା, ଗୋଟେ ରାତି ମଧ୍ୟ ସେମିତି। ଜୟଦେବଙ୍କ ମନରେ କୋଉଠି ନା କୋଉଠି ବିକଳତା ଆସିଲା ଯେ ମୁଁ ତ ଅଭ୍ୟାସ ହେଇଗଲାଣି ରହି ରହି ଗୋଟେ ଗଛ ମୂଳେ, ଜନ୍ତୁ ଜୁନ୍ତା ଆସିବ କେତେବେଳେ ସୁବିଧା ଅସୁବିଧା ଅଛି, ଏ ତ ଝିଅ ମାନିଲା ଭଳିଆ ଲାଗୁନି, 2 ଦିନ 3 ଦିନ ହେଇଗଲାଣି ଅଲରେଡି। ସେଥିପାଇଁ ଆଉ ଜୟଦେବଙ୍କର ମନସ୍ଥିତି ରହିଲାନି ଠିକ୍ ଠାକ୍। ସେ କହିଲେ ଆଉ କିଛି ଉପାୟ ନାହିଁ, ଜିଦ୍ଦି ବଡ଼ ସ୍ୱଭାବର ଲାଗୁଛି ଯାହା। ଭଗବାନ ସତରେ ମଧ୍ୟ କହିଥିବେ, ଭଗବାନଙ୍କ ଆଦେଶକୁ ମଧ୍ୟ ମୁଁ କାହିଁକି ଶକ୍ତି କୁଆଡ଼ୁ ଆସୁଛି ପଦ୍ମାବତୀଙ୍କ ଭିତରେ? ଜଗନ୍ନାଥଙ୍କର ଶକ୍ତି। ଜଗନ୍ନାଥ ମଧ୍ୟ ପୁରା ହଟ କରିଛନ୍ତି ଯେ ଦେଖିବା ତୋର ବୈରାଗ୍ୟ ବଡ଼ ନା ମୋର ମାୟା ବଡ଼। ଭଗବାନଙ୍କର ମାୟାକୁ କିଏ ଜିତି ପାରିଛି? ରୁଦ୍ର ପର୍ଯ୍ୟନ୍ତ ମାୟାରେ ମୋହିତ ହୋଇଯାଆନ୍ତି। ସେଥିପାଇଁ ସେ ମାୟାରୁ କିଏ ବଞ୍ଚି ପାରିବନି। ଜୟଦେବ ମଧ୍ୟ କୋଉଠି ନା କୋଉଠି ଭାବିଲେ ନାହିଁ ବିବାହ କରିଦେବା ହିଁ ଭଲ କଥା, କାହିଁକି ଗଲା ଭଳିଆ ଝିଅ ଦୁଶୁନି। ବିବାହ କଲେ ଗୋଟେ କୁଡ଼ିଆ ଭିତରେ ରହିଲେ ଜୟଦେବ ପଦ୍ମାବତୀଙ୍କୁ ବିବାହ କରିକି ଯେତେବେଳେ ସେ ଗୋଟେ କୁଡ଼ିଆ ଭିତରେ ରହିଲେ, ସେ ନିଜର ଗୋଟିଏ ସେବା ଠାକୁର ଆଣିଲେ। ସେବା ଠାକୁର, ନିଜର ସେବା ଠାକୁର ରହିବା ନିହାତି ଜରୁରୀ। ଘରରେ ଯୋଉ ଆମର ଠାକୁର ରଖୁଛୁ ଇଷ୍ଟ ଘରେ, ଆମର ଯୋଉ ମାଙ୍କର ଦେବୀଙ୍କର ଘର ମୂର୍ତ୍ତି ଥାଏ ସିଏ ଅଲଗା, ନିଜର ପର୍ସନାଲ ଗୋଟେ ଠାକୁର ରହିବା ନିହାତି ଜରୁରୀ। ସିଏ ଫଟୋ ହଉ ବିଗ୍ରହ ହଉ, କାହିଁକି ଏ ଯୋଉ ନିଜ ସହିତ ଯେତେବେଳେ ଆମେ ଜଡ଼ିତ କରିବା ଠାକୁରଙ୍କୁ, ତା ଦ୍ୱାରା ଆମର ସବୁ କିଛି ଠିକ୍ ହେଇ ପଳେଇ ଆସିବ। ଆମର ବିଦେଶର ପରମ୍ପରା କଣ? ଆଜିର ଡେଟ୍ରେ ଆମେ ବିଜ୍ଞାନ କହୁଛି ରୋଗ ଯଦି ଅଧିକ ଅଛି ମର୍ଣ୍ଣିଂ ୱାକ୍ କରିବା। ଏ ଯୋଉ ମର୍ଣ୍ଣିଂ ୱାକ୍ କନସେପ୍ଟ, ମର୍ଣ୍ଣିଂ ୱାକ୍ର ଯୋଉ କଥା ଅନାଦି କାଳରୁ ଭାରତୀୟ ସଂସ୍କୃତିରେ ଅଛି। ଆମର ମନ୍ଦିର ପରିକ୍ରମା ଅଛି, ସକାଳୁ ଉଠିକି ମନ୍ଦିର ପରିକ୍ରମା କରିବା, ଏ ତ ମର୍ଣ୍ଣିଂ ୱାକ୍ ଥିଲା। ନାମ ଜପ କରି କରି ମାନେ ଇଆଡ଼େ ଆଧ୍ୟାତ୍ମିକ ଉନ୍ନତି, ଇଆଡ଼େ ଶାରୀରିକ ଉନ୍ନତି, ଦିଟା ଯାକ ହଉଥିଲା। ଆଜି ଆମେ ଇୟରଫୋନ୍ ଗୋଟେ ଗୀତ ମାରିଦେବା, ସାଂସାରିକ ଗୀତ ବାଜୁଥିବ, ସେ ଗୀତ ସହିତ ସହିତ ଆମେ ମର୍ଣ୍ଣିଂ ୱାକ୍ କରୁଥିବା। ଚିନ୍ତନ ହଉଛି ସଂସାର, କର୍ମ ହଉଛି ଦେହର, ଦେହ ବି ଚାଲିଯିବ, ସଂସାର ବି ଛାଡ଼ିଯିବ, କିଛି ଉନ୍ନତି ନାହିଁ, କିଛି ଲାଭ ନାହିଁ ସେଥିରେ। ମନ୍ଦିର ପରିକ୍ରମା ମଧ୍ୟ ଆମର ଗୋଟେ ପ୍ରକାରର ମର୍ଣ୍ଣିଂ ୱାକ୍ ଥିଲା ସେ ସମୟରେ। ଆଜିକାଲି ଲୋକମାନେ ଭାରତୀୟ ସଂସ୍କୃତିକୁ ଛାଡ଼ିକି ଯାଉଛନ୍ତି ବିଦେଶ ସଂସ୍କୃତି ଆଡ଼େ, ଯୋଉ ସଂସ୍କୃତି ଆମଠୁ ହିଁ ଚୋରେଇକି ସେମାନେ ଟ୍ରାନ୍ସଲେଟ୍ କରି କରି ଲେଖିକି ଆମକୁ ଶିଖଉଛନ୍ତି। ସେଥିପାଇଁ କୋଉଠି ନା କୋଉଠି ଆମର ସନାତନ ଧର୍ମର ସବୁ କଥା ଗୁଡ଼ିକ, ସନାତନ ଧର୍ମର ସବୁ ଯାହା ସବୁ ରହିଛି, ସେ ସବୁ ଆମର ଲାଭ ପାଇଁ। ଆମର ଧର୍ମ ଆଧ୍ୟାତ୍ମିକ, ସାମାଜିକ, ଶାରୀରିକ ତିନିଟା ଯାକ ଉନ୍ନତି ପ୍ରତି ଧ୍ୟାନ ଦେଉଥିଲା। କିନ୍ତୁ ସେ ସମୟରେ ଆମର ଯୋଉ ଏବେର କଲଚର ଯୋଉ ରହିଛି, ଏସବୁରେ ସେମିତି ଦୃଶ୍ୟ ହୁଏ ନାହିଁ, କେବଳ ସଂସାର ଉନ୍ନତି। ସେଥିପାଇଁ ଇଏ କନ୍ୟାର ହଟ ଯୋଗୁଁ ଜୟଦେବ କୁଡ଼ିଆ ଭିତରେ ରହିଲେ, ନିଜ ଠାକୁର ବିରାଜମାନ କଲେ, ନିଜ ଠାକୁର ସେବା ସହିତ ସିଏ ଲେଖିବା ଆରମ୍ଭ କଲେ। ଯାହା ଭାବ ଆସୁଥିଲା ସିଏ କହୁଥିଲେ, ପଦ୍ମାବତୀ ଲେଖୁଥିଲେ। ସ୍ୱାମୀଙ୍କର ଭୋଜନ ସରିବା ପରେ ପଦ୍ମାବତୀ ଭୋଜନ କରୁଥିଲେ, ସ୍ୱାମୀଙ୍କର ପ୍ରସାଦ। କାହିଁକି? ବାପା ମାଙ୍କର ଘର ଛାଡ଼ିକି ଝିଅଟା ଯେତେବେଳେ ଗୋଟେ ଶ୍ୱଶୁର ଘରକୁ ଆସେ, ଶାଶୁ ଘରେ ଯେତେବେଳେ ରୁହେ, ସ୍ୱାମୀ ହିଁ ତାର ସବୁ କିଛି। କାହିଁକି? ସେ ଶାଶୁ ଶ୍ୱଶୁରକୁ ସ୍ୱାମୀଙ୍କ ଜରିଆରେ ଚିହ୍ନିଲା। ସ୍ୱାମୀ ଯଦି ତାକୁ ଅଭାଗା ସ୍ୱାମୀ ଗୋଟେ ମିଳିଗଲା, ଯଦି ସେ ନର୍କ ସଂସାରରେ ଦେଖିଦେବ। ସେଥିପାଇଁ ସାଂସାରିକ ବ୍ୟକ୍ତି ଯେତେବେଳେ ସ୍ତ୍ରୀ ପ୍ରେମରେ, ସଂସାର ପିଲାଛୁଆ ପ୍ରେମରେ ପଡ଼ିଯାଏ, କୋଉଠି ନା କୋଉଠି ସେ ବୁଡ଼ିଯାଏ, ଭିତରେ ଆଉ ଜଣା ପଡ଼େନି। କିନ୍ତୁ ସତୀତ୍ୱକୁ ଧାରଣ କରିଥିଲେ ପଦ୍ମାବତୀ ସଂସାରରେ ରହିକି ମଧ୍ୟ। ସଂସାରିକ ଜୀବନ ଆରମ୍ଭ ହେଲା, ଯୋଉ ବୈରାଗ୍ୟ ନେଇଥିଲେ ସେ ବୈରାଗ୍ୟ ଛାଡ଼ିକି ସଂସାରିକ ଜୀବନ ଜୟଦେବଙ୍କର ଆରମ୍ଭ ହେଲା। ଆଉ ଏଇ ତ ସଂସାରିକ ଜୀବନ ଭଗବାନ ପ୍ରଦାନ କରନ୍ତି। କିଏ ଚାହିଁଲେ ସଂସାରିକ ଜୀବନ ବା ବୈରାଗ୍ୟ, କିଏ ଚାହିଁଦେଲେ ସାଧୁ ସନ୍ଥ ହୋଇପାରିବନି, କିଏ ଚାହିଁଦେଲେ ବୈରାଗ୍ୟ ଉତ୍ପନ୍ନ ହେଇକି ସାଧୁ ହେଇକି ଯାଇପାରିବନି, କିଏ ଚାହିଁଦେଲେ ସଂସାର ପାଇପାରିବନି। ଜଗନ୍ନାଥ ନିଜେ ବାଛନ୍ତି କିଏ କେମିତି ମାର୍ଗରେ ତାଙ୍କୁ ପାଇବ। ସେଥିପାଇଁ ବୈରାଗ୍ୟ ଛାଡ଼ିକି ଯେତେବେଳେ ଜୟଦେବ ସଂସାରିକ ଜୀବନ ଆରମ୍ଭ କଲେ, ଏ ପ୍ରକାର ଦିନ ଚର୍ଯ୍ୟା ତାଙ୍କର ଚାଲୁଥିଲା। ଇଏ ଭାବୁଥିଲେ, ଲେଖୁଥିଲେ, ଡାକୁଥିଲେ, ପଦ୍ମାବତୀ ଲେଖୁଥିଲେ। ଦିନକର କଥା ଇଏ ଆରମ୍ଭ ହେଲା, ଗୀତ ଗୋବିନ୍ଦର ଯୋଉ ଆରମ୍ଭ ସେଠି ହେଇଥିଲା, ଇଏ ଆରମ୍ଭ କଣ୍ଟିନ୍ୟୁ ଚାଲିଲା। ତା ପରଠୁ ଅନବରତ ଗୀତ ଗୋବିନ୍ଦ ଲେଖା ଚାଲିଲା। ଦିନେ ହଠାତ୍ ଜୟଦେବ ବସିକି ଭାବୁଛନ୍ତି, ଭାବ ଦେଶରେ ସେ ଦେଖିଲେ ଯୋଉ ଦେବକୁ, ଯୋଉ ବିଷ୍ଣୁଙ୍କୁ, ଯୋଉ କୃଷ୍ଣଙ୍କୁ ପାଇବା ପାଇଁ ଯୋଗୀ ଋଷିମାନେ ତପସ୍ୟାରତ, ଯାହାକୁ ପାଇବା ପାଇଁ ବ୍ରହ୍ମା, ରୁଦ୍ର ଆଦି ଦେବତାମାନେ ତରସନ୍ତି, ସେଇ କୃଷ୍ଣ ଶ୍ରୀ ରାଧାଙ୍କର ପାଦ ପଦ୍ମକୁ ଧରିଛନ୍ତି ନିଜ ହସ୍ତରେ, ପ୍ରେମ ନିବେଦନ କରୁଛନ୍ତି। କାହିଁକି ନା ଶ୍ରୀ ରାଧିକା ଋଷି ଯାଇଛନ୍ତି, ଟିକେ ମନଉଛନ୍ତି କାଳିଆ ଶାନ୍ତ, ପାଦ ଦିଟାକୁ ଧରିକି। ଏ ଭାବ ଜୟଦେବଙ୍କ ଭିତରେ ପ୍ରକଟ ହେଲା। ଆଉ ଏ ଭାବ ଭଗବାନ ପ୍ରେରଣା କରନ୍ତି, କି ନିଜେ ଭାବିଦେଲେ ହବନି,
ଭାବଦଶା ସିଏ ଦିଅନ୍ତି, ତାଙ୍କ ବିଷୟରେ ଭାବିବା ପାଇଁ ମଧ୍ୟ ସିଏ ହିଁ ଶକ୍ତି ଦିଅନ୍ତି। ତାକୁ ଲେଖିବା ପାଇଁ ଯେତେବେଳେ ଇଏ କଲମ ଧରି ଭାବି ମାନେ ଡାକିବି ବୋଲି ଭାବିଛନ୍ତି, ଜୟଦେବଙ୍କ ମନରେ ଟିକେ ବିଚଳିତ ଆସିଲା। କାଳେ କିଏ କଣ ଭାବିବ, ସ୍ୱୟଂ ପରବ୍ରହ୍ମ ରାଧିକାଙ୍କର ପାଦକୁ ଧରିଛନ୍ତି। ଏ ଭାବନା ଲେଖିଲେ ପରବର୍ତ୍ତୀ ସମୟରେ ଶ୍ରୋତାମାନେ ଯେତେବେଳେ ପଢିବେ କଣ ଭାବ କା ମନରେ ଆସିବ, ସେ ଏମିତି ଭାବିକି ଆଉ ଡାକିଲେନି, ସେ ପଂକ୍ତିଟା ଡାକିଲେନି ଆଉ। ସେ କହିଲେ ଏମିତି ଲେଖିଲେ କାହିଁକି କିଏ ଭଗବାନଙ୍କୁ ନେଇକି କଣ ଖରାପ କଥା ଭାବିବ, ସେଥିପାଇଁ ସିଏ ମନ ଭିତରେ ତାକୁ ରଖିଦେଲେ। ନାଇଁ ନାଇଁ ଥାଉ ବୋଲି କହିଲେ, ମୁଁ ସ୍ନାନ କରିକି ଆସୁଛି, ଗଙ୍ଗା ଯିବାର ସ୍ନାନ କରିବା ପାଇଁ ଜୟଦେବ, ଗଙ୍ଗାରେ ସ୍ନାନ କରିକି ଫେରିବି, ତାପରେ ଆଗକୁ ଲେଖିବା, ମୁଁ ମନେ ପଡୁନି ବୋଲି କହିକି ଚାଲିଗଲେ। ଏଇ ସମୟ ଭିତରେ ଆଙ୍କେ ଯାଇଛନ୍ତି ଜୟଦେବ, ଗୋଟେ 2-3 ମିନିଟ ଯାଇନି, ଗଙ୍ଗା ସ୍ନାନ କରିକି ଆସିବେ କଣ 3 ମିନିଟ ହେଇଯିବ, ନୁହଁ। ସ୍ୱୟଂ କାଳିଆ ଶାନ୍ତ ଜୟଦେବ ବେଶରେ ଆସିଗଲେ ଘର ଭିତରକୁ। ବୋଲ ଆନନ୍ଦକାନ୍ଦ ଭଗବାନ କି। ଏମିତି ଲୀଳା କରନ୍ତି କାଳିଆ ଶାନ୍ତ। ଆମ ସହିତ ହବନି, କାହିଁକି ଆମର ସମ୍ପୂର୍ଣ୍ଣ ଭରସା ତାଙ୍କ ଉପରେ ନଥାଏ। ଆମର ଚାରିଆଡେ ଭରସା ଥାଏ, ଆଉ ତାଙ୍କ ଉପରେ ବି ଥାଏ ଟିକେ ଟିକେ। କାମ ହେଲେ ଭରସା ଜୋର, କାମ ନହେଲେ ଆମ ଭରସା ତୁଟିଯାଏ। ସେଥିପାଇଁ ଭଗବାନ ମଧ୍ୟ ଦେଖି ଚାହିଁକି ଆସନ୍ତି, ସ୍ୱପ୍ନ ଯଥେଷ୍ଟ ଆମ ପାଇଁ। ଏମିତିକା ଭକ୍ତମାନଙ୍କ ଯାହାର ଚିତ୍ତ କେବଳ ଭଗବାନଙ୍କୁ ଭଜନ କରେ, ସେଇ ଭକ୍ତମାନଙ୍କ ପାଇଁ ଭଗବାନ ଏ ପ୍ରକାର ଲୀଳା କରିଥାନ୍ତି। ସିଏ ଜୟଦେବଙ୍କର ବେଶରେ ସ୍ୱୟଂ ଜଗନ୍ନାଥ ଆସି ଯାଇଛନ୍ତି ପଦ୍ମାବତୀଙ୍କ ନିକଟକୁ। ଆସିକି ସିଧା କହିଲେ, ମୋର ଲେଖା କାହିଁ, ଗୀତ ଗୋବିନ୍ଦ ଖାତା କାହିଁ? କହିଲେ ଏବେ ତ ରଖିକି ଗଲ ଗଙ୍ଗା ସ୍ନାନ, ସାଙ୍ଗେ ସାଙ୍ଗେ କେମିତି ଚାଲି ଆସିଲା? ଆରେ ଶୀଘ୍ର ଦିଅ, ମୋର ମନେ ପଡିଗଲା, ସେଥିପାଇଁ ମୁଁ ଲେଖିବାକୁ ଚାଲି ଆସିଲି। ଆଣିକି ଦେଇଦେଲେ ପଦ୍ମାବତୀ। ଯୋଉ ପଦ ମନରେ ଭାବିଥିଲେ ଜୟଦେବ, ନିଜେ ସ୍ୱୟଂ ଜୟଦେବ, ସେଇ ପଦକୁ ନିଜ ହସ୍ତରେ ଭଗବାନ ଲେଖିଦେଲେ। ସେଇ ପାଦକୁ କେମିତି ଧରିଛନ୍ତି, ରାଧାଙ୍କର ସେଇ ପାଦ ପଦ୍ମକୁ ଧରିଛନ୍ତି, ମୁଣ୍ଡ ଉପରେ ରଖିବାକୁ ଚେଷ୍ଟା କରୁଛନ୍ତି, ମନେଇବା ପାଇଁ ଶ୍ରୀ ରାଧିକାଙ୍କୁ। ଏଇ ଭାବକୁ ସ୍ୱୟଂ ଜୟଦେବ ନିଜେ ଲେଖିଦେଲେ ସେଇ ଗୀତ ଗୋବିନ୍ଦର ପଂକ୍ତି ଭିତରେ। ଲେଖିଦେଇକି ଲେଖା ଯେତେବେଳେ ସରିଗଲା, ଭଗବାନ କଣ ତଳେ ଲେଖିଛନ୍ତି, ଜୟ ଜଗନ୍ନାଥ ହରେ ନୁହଁ, ଜୟ ଜୟ ଦେବ ହରେ। କାହିଁକି ଭକ୍ତର ଭାବ ଭଗବାନଙ୍କ ପାଇଁ ଆମେ ଏତିକି ଯଦି କାମ କରିବା, ସେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଯାନ୍ତି। ସଂସାର ବ୍ୟକ୍ତିମାନଙ୍କ ପାଇଁ ଜୀବନ ଦେଇଦେଲେ ମଧ୍ୟ ସନ୍ତୁଷ୍ଟି ଭାବ ଆସିବନି। 100ଟା ତମେ ଉପକାର କରିଦିଅ କାହାର, ଗୋଟେ ଯଦି ଭୁଲ ହେଇଗଲା ବା ସମୟରେ ତମେ କାମରେ ଆସିଲନି, ସେ ଗାଳି ଦେଇକି ଚାଲିଯିବ। ଭଗବାନଙ୍କ ପାଇଁ 100ଟା ତମେ ଖରାପ କାମ, କେଡେ ବଡ ପାପୀ ହେଇଥାଉ, ଥରେ ଯଦି ଅନନ୍ୟତାର ସହିତ ତାକୁ ଡାକିଦେଲ, ତମେ ତାର ହେଇଗଲ। ଇଏ ହଉଛି ଭଗବାନ ଆଉ ସଂସାରିକ ବ୍ୟକ୍ତି ଭିତରେ ଭିନ୍ନତା। ଯିଏ ତାର ହେଇଗଲା, ସେ ଭାବ ଦେଖେନି କେମିତି ତମେ ଆସୁଛ, କେମିତି ଘରୁ ଆସୁଛ, କେତେ ପୁଣ୍ୟ କେତେ ଧର୍ମ, କିଛି ନୁହଁ। ଭକ୍ତିର ସହିତ ଥରେ ତାକୁ ଡାକିଛ ନା ନାହିଁ, ସେ ତାହା ଦେଖେ। ସଂସାରିକ ଲୋକ କେତେ ଉପକାର ମିଳୁଛି ତମକୁ, ଯେବେ ପର୍ଯ୍ୟନ୍ତ କାମ ସେବେ ପର୍ଯ୍ୟନ୍ତ ନାମ, ଆମର ସଂସାରିକ ବ୍ୟକ୍ତି ମାନଙ୍କର। ସେଥିପାଇଁ ଆମର କନେକ୍ସନ କାମକୁ ଦେଖିକି ଥାଏ ସଂସାର ଲୋକମାନଙ୍କର, ଭଗବାନଙ୍କର କନେକ୍ସନ ଭାବକୁ ଦେଖିକି ଥାଏ। ସେଥିପାଇଁ ଅନନ୍ୟତା ଯେତେବେଳେ ଅଛି, ସେ ସବୁ କରିଦେବେ ତମ ପାଇଁ। ପଦ୍ମାବତୀଙ୍କ ସହିତ ଭଗବାନ ଲେଖିଦେଲା ପରେ ଯୋଉ ଗୀତ ଗୋବିନ୍ଦରେ ଜୟ ଜୟ ଦେବ ହରେ, এই যে পংক্তি জয় ভক্তর হরে, ভক্তর জয়গার জয় নাম লেখিকি চালিগলে খাইবা পাই, ভোজন পাই। ভগবান স্বয়ং পদ্মাবতীଙ୍କ নিকটରେ বাড়িবা পাই କହିଛନ୍ତି, ভোজন କରିବା ପାଇଁ। ভোজন ସିଏ ବାଢିଛନ୍ତି, ଜୟଦେବ ଭଗବାନ ନିଜେ ଭକ୍ଷଣ କରିଛନ୍ତି। ସିଏ ଭଗବାନଙ୍କର ମୁଖ ଲାଗିଗଲା ଯୋଉ ଖାଦ୍ୟରେ, ଯେ କଣ ହେଇଗଲା, ଆମର ମନ୍ଦିରରେ ଆମେ ଯୋଉ ପ୍ରସାଦ ସେବନ କରୁଛୁ, କଣ କୁହାଯାଏ ୟାକୁ? ମହାପ୍ରସାଦ। ମହାପ୍ରସାଦ ସ୍ୱୟଂ ଭଗବାନ ନିଜେ ଆସିକି ଖାଇଲେ ପଦ୍ମାବତୀଙ୍କର ହାତରୁ। ଆଠୁ ଅନନ୍ୟ ଭକ୍ତର ଆଉ କଣ ଲକ୍ଷଣ ହେଇପାରେ? ନିଜେ ଭଗବାନ ଖାଇଲା ପରେ ସେଇ ପ୍ରସାଦ ଛାଡିଥିଲେ, ଖାଉଥିଲେ ସବୁବେଳେ। ପଦ୍ମାବତୀ ଖାଉଛନ୍ତି, ଜଗନ୍ନାଥ ଖାଇକି ଉଠିକି ଗୋଟେ ଏକୁଟିଆ ଯୋଉଠି ଜୟଦେବ ରେଷ୍ଟ ନେଉଥିଲେ, ଶୟନ କକ୍ଷକୁ ପଳେଇଲେ। ପଦ୍ମାବତୀ ଖାଉଛନ୍ତି, ଅରିଜିନାଲ ଜୟଦେବ ସ୍ନାନ ସାରିକି ଆସିଲେ। ଇଏ ପଦ୍ମାବତୀଙ୍କୁ ପଚାରୁଛନ୍ତି, ଆରେ ପଦ୍ମାବତୀ, କେବେ ତ ତମେ ମୋଠୁ ଆଗରେ ଖାଉନଥିଲ, ଆଜି ବହୁତ ଜୋର ଭୋକ ହେଇଗଲା ବୋଧେ, ହଉ ଖାଉ ଖାଉ ଚଳିବ। ପଦ୍ମାବତୀ କହିଲେ, ଆରେ ସ୍ୱାମୀ ଆପଣ ଏମିତି କଣ କହୁଛନ୍ତି, ଏବେ ତ ଆସିଲେ, ଖାଇକି ଗଲେ, ଲେଖିଲି, କଣ ମନେ ପଡୁଛି, ସାଙ୍ଗେ ସାଙ୍ଗେ ଆସିଗଲେ। ଜୟଦେବ କହିଲେ, ମୁଁ କେତେବେଳେ ଆସିଲି? ମୁଁ ତ ଗଙ୍ଗା ସ୍ନାନ କରିକି ଗଲି, ଏବେ ତ ତମକୁ କହିକି ଗଲି, ଏବେ ତ ମୁଁ ଫେରୁଛି ନିଜେ, ମୁଁ କେତେବେଳେ ଆସିକି ଲେଖିକି ଆହୁରି ପଳେଇଲି।
କହିଲେ ଆପଣ ମନେ ପଡ଼ିଗଲା ବୋଲି ଅଧା ସ୍ନାନରେ ପଳେଇ ଆସିଛନ୍ତି, ନ ସ୍ନାନ କରିକି ପଳେଇ ଆସିଛନ୍ତି, ଖାଇଲେ ଆପଣ ସେଠି ଖାଇବା ମଧ୍ୟ ରଖା ହେଇଛି। କହିଲେ ଆଚ୍ଛା, ବୋଧେ ଜୋରଦାର ଭୋକରେ ବୋଧେ ମୁଣ୍ଡ ଟିକେ ଆଉ ମୋ ସ୍ତ୍ରୀର କାମ କରୁନି ବୋଧେ। ଠିକ ଅଛି, କୋଉଠି ଲେଖିଲି ଆଣ ଦେଖିବା, ଲେଖା ତ ଥିବ ନା। ଯେତେବେଳେ ଗୀତ ଗୋବିନ୍ଦ ବହି ଆଣିକି ଦେଖେଇଛନ୍ତି ପଦ୍ମାବତୀ, ଯାହା ସିଏ ମନରେ ଚିନ୍ତା କରିଥିଲେ ଜୟଦେବ, ସେହି ପଂକ୍ତି ଗୀତ ଗୋବିନ୍ଦରେ ପ୍ରକାଶ ପାଉଛି। ତଳେ ଲେଖା ହେଇଛି ଜୟ ଜୟ ଦେବ ହରେ ଭକ୍ତର ଗୁଣଗାନ। ସେଇ ଗୀତ ଗୋବିନ୍ଦ ପୋଥିକୁ ଧରିକି ଜୟଦେବଙ୍କର ଅଶ୍ରୁ ଆଉ ରହୁନି। ହେ ପ୍ରଭୁ, ହେ ପରମାନନ୍ଦ, ହେ କାଳିଆ ଶାନ୍ତ, ଏତେ ହତଭାଗା ମୁଁ ଗଲା ପରେ ଆପଣ ମୋର ସ୍ତ୍ରୀକୁ ଦର୍ଶନ ଦେଲେ, କିନ୍ତୁ ମତେ ଦର୍ଶନର ଯୋଗ୍ୟ ମାନିଲେନି। ଆଉ କଣ ପ୍ରଭୁ, କେମିତି ଆପଣଙ୍କୁ ଭଜିବି? ମୋର ଭକ୍ତି ନାହିଁ, ସେ ଉଚ୍ଚ ଲେବଲର, ସେ ଉଚ୍ଚତମ ଭକ୍ତି ମୋ ପାଖରେ ନାହିଁ। ସେଥିପାଇଁ ଭକ୍ତ କଣ କହୁଛି, ନାହିଁ ମୋର ଭକ୍ତି ପ୍ରହ୍ଲାଦ ପରି ସ୍ତମ୍ଭରୁ ହେବ ପ୍ରକଟ, ଭାବ ନାହିଁ ମୋର ଶାଲ ବେଗ ପରି ମୋ ପାଇଁ ରଖିବ ରଥ। ନାହିଁ ମୋ ଭଜନ ମୀରାବାଇ ପରି ତୋଷି ପାରିବି ତୋଚିତ, ସମ୍ବନ୍ଧ ନାହିଁ ମୋ ବିଦୁର ପରି ଯେ ଖୁଆଇ କରିବି ଛୁଟ। ସୁର ନାହିଁ ମୋର ସୁରଦାସ ପରି ସୁରେ କରିବି ମୋହିତ, ସମର୍ପଣ ନାହିଁ ଜାତିଆ ପରି ଯେ ନୈବେଦ୍ୟ ନେବ ଶାନ୍ତ। ତୁଚ୍ଛ ମଣିଷଟେ ତୁଚ୍ଛ ମୋର ଭାବ, କେମିତି ଦୋଷିବି ତତେ? ପୂଜା ମନ୍ତ୍ର ଭକ୍ତି ଅଭାବ ରହିଛି, ମାୟା ଭରା ମୋର ଚିତେ। କେବଳ ଜାଣିଛି ତୁମେ ମୋର ଜଗା, ଆଉ କିଛି ଜାଣେ ନାହିଁ। ତୁମ ଭକ୍ତରେ ଗଣା ହେଲା ପରି ସୁଗୁଣ ମୋ ପାଖେ ନାହିଁ। କୃପା ସିନ୍ଧୁ ତୁମେ ଦୟା କରି ମତେ କରୁଣା କରିବ ନାଥ, ଅଯୋଗ୍ୟକୁ ନିଜ ଯୋଗ୍ୟ କରି ବହେ ବଢେଇ ତୁମ ଶ୍ରୀହସ୍ତ। हे प्रभु, हे कालिया शांत, एते भक्ति नाही ମୋର, ମୁଁ ଆପଣଙ୍କୁ ସ୍ତମ୍ଭରୁ ପ୍ରକଟ କରିପାରିବି। ମୀରାବାଇଙ୍କ ଭଳିଆ ପଦ ଲେଖିବାର ଶକ୍ତି ନାହିଁ, ସୁରଦାସଙ୍କ ଭଳିଆ ସୁର ତ ନାହିଁ। ତ ମୁଁ ତୁଚ୍ଛ ମଣିଷଟେ, ମୋର କେବଳ ଆଉ କେବଳ ଅଯୋଗ୍ୟତା ଅଛି ମୋ ପାଖରେ, ଆଉ କଣ ମୋ ପାଖରେ କିଛି ସୁଗୁଣ ମଧ୍ୟ ନାହିଁ। ଆପଣଙ୍କ ଭକ୍ତଙ୍କୁ ମଣା ହେବି। ଆପଣ କୃପା ଯଦି କରିବେ, ନିଜେ ଯଦି ଆପଣ ମତେ ଏ ଜଞ୍ଜାଳ ଭିତରୁ ଟାଣିକି ନେବେ, ତାହେଲେ ହିଁ ମୁଁ ଆପଣଙ୍କ ପାଖକୁ ଯାଇପାରିବି ସିନା, ମୋର ନିଜର ସାମର୍ଥ୍ୟ ଆଉ ନାହିଁ। ଏ ପ୍ରକାର ଭାବ ପୋଷଣ କରିଛନ୍ତି କିଏ? ଜୟଦେବ ମହାପ୍ରଭୁ। ଅତ୍ୟନ୍ତ ବ୍ୟାକୁଳ ହୋଇଯାଇଛନ୍ତି। ସେଇ ବ୍ୟାକୁଳତା ଭରା ହୃଦୟରେ ଜୟଦେବଙ୍କର ରଚନା ହେଇଛି କଣ? ଗୀତ ଗୋବିନ୍ଦ। କଣ ସେ ଗୀତ ଗୋବିନ୍ଦ? ଯୋଉ ଗୀତ ଗୋବିନ୍ଦ ଶୁଣିଲେ ଭଗବାନ ନିଜେ କିଛି ସମୟ ପାଇଁ ମଧ୍ୟ ଆସିକି ଆସନରେ ବସିକି ଯିବେ। ଯୋଉ ଗୀତ ଗୋବିନ୍ଦ ଯୋଉଠି ମଧ୍ୟ, ଯୋଉ ସମୟରେ ମଧ୍ୟ ଗୀତ ଗୋବିନ୍ଦ ଗାନ କରାଯାଏ, ସେଇ ସମୟରେ ଜଗନ୍ନାଥ ଆସିବେ ନିଶ୍ଚୟ। ଏହାର ମଧ୍ୟ ପ୍ରମାଣ ଅଛି। ଜୟଦେବଙ୍କର ଗୀତ ଗୋବିନ୍ଦ ଏତେ ଭଗବାନଙ୍କୁ ପ୍ରିୟ ଯେ ଥରେ ଗୋଟେ ଫୁଲବାଲିର ଝିଅ ବାଇଗଣ ତୋଳୁଥିଲା ବାଡିରେ, ସେ ଗୀତ ଗାଇ ଗାଇ, ଗୀତ ଗୋବିନ୍ଦ ଗାଇ ଗାଇ ବାଇଗଣ ତୋଳୁଥିଲା। ସେଠି ମଧ୍ୟ କଣ ହେଲା, ଜଗନ୍ନାଥ ନିଜେ ତାର ପଛେ ପଛେ ଯାଇ ଯାଇ ଗୀତ ଗୋବିନ୍ଦ ଶୁଣୁଥିଲେ। ସେଇ ବାଇଗଣ ବାଡିର କଣ୍ଟା ଜଗନ୍ନାଥଙ୍କର ଅଙ୍ଗଲଗା ବସ୍ତ୍ରରେ ସକାଳେ ମିଳିଲା, ଫଟା ହେଇଯାଇଛି, ଫାଟି ଯାଇଛି ସବୁ ବସ୍ତ୍ର, କଣ୍ଟା ଲାଗିଛି ବାଇଗଣର। ଭଗବାନ କୋଉଠି ଛପିକି ଯାଇଥିଲେ, କିଏ ଗୋଟେ ବାଇଗଣ ବାଡିରେ ବୋଧେ ଗୀତ ଗୋବିନ୍ଦ ଗାଉଥିଲା, ଜଣା ପଡିଗଲା। ସେଇ ଝିଅକୁ ଖୋଜି ଖୋଜି ମଧ୍ୟ ଡେଲି ଆସିକି ଗୀତ ଗୋବିନ୍ଦ ଗାନ କରାଯାଏ। ସେଇ ଗୀତ ଗୋବିନ୍ଦ ଗାନ ଆଜି ପର୍ଯ୍ୟନ୍ତ ଚାଲିଛି। ସେ ଗୀତ ଗୋବିନ୍ଦ ଶୁଣିବାର ସୌଭାଗ୍ୟ ହୁଏତ ମହାଦୀପ ସମୟ ହେଲାଣି ଉଠିବାର। ସେଥିପାଇଁ ଆଜି ଏତିକି ହିଁ ଆମେ ଜୟଦେବଙ୍କ, ଆଗାମୀ କେବେ ଯଦି ସମୟ ମିଳୁଛି ଭଗବାନଙ୍କ ବିଷୟରେ ଚର୍ଚ୍ଚା ସରିବନି ଆଜ୍ଞା, ଚାଲିଥିବ। ସେଥିପାଇଁ ପରବର୍ତ୍ତୀ ସମୟରେ ଆମେ ଦେଖିବା।